ଯାହା ଟପିକ ଅଛି ଧର ଆଚାର୍ଯ୍ୟ ଦେବଙ୍କ ଆମେ ଆଚାର୍ଯ୍ୟଙ୍କ ଭିତରେ ଆମେ ଠାକୁରଙ୍କୁ ଦେଖୁଛେ, ଆମେ ସମସ୍ତେ କହୁଛେ ଆଚାର୍ଯ୍ୟଙ୍କ ଭିତରେ, କିନ୍ତୁ ଠାକୁର ଯାହା ଆଚାର୍ଯ୍ୟ ଦେବ କଣ ସେଇଆ କି? ପୁରୁଷୋତ୍ତମ ଯାହା ଆଚାର୍ଯ୍ୟ ସେଇଆ ହେଇପାରିବେ କି? କଣ କହିବେ? ଆମ ସହିତ ରହିଛନ୍ତି ବିଶ୍ୱରଞ୍ଜନ ଶତପଥ ଭାଇ, ଅଧୈର୍ଯ୍ୟ ସତ୍ସଙ୍ଗ କେନ୍ଦ୍ର ଗମ୍ଭାରୀ ମୁଣ୍ଡା ଖୋର୍ଦ୍ଧା। ବିଶ୍ୱରଞ୍ଜନ ଭାଇ ଜୟ ଗୁରୁ। ଆଜ୍ଞା ଜୟ ଗୁରୁ। ଜୟ ଗୁରୁ। ପ୍ରଶ୍ନ ତ ଶୁଣିଥିବେ, ଉତ୍ତର ଦିଅ। ଜୟ ଗୁରୁ। ଆଜ୍ଞା ଦେଖନ୍ତୁ, ଠାକୁର ଆଚାର୍ଯ୍ୟ ଦେବ କେବେ ନୁହନ୍ତି। ଠାକୁର ହଉଛନ୍ତି ଏକ ଏବଂ ଅଦ୍ୱିତୀୟ। ତାଙ୍କ ପରମ୍ପରାର ଅନବଦ୍ୟ ସୃଷ୍ଟି ହଉଛନ୍ତି ଆଚାର୍ଯ୍ୟ ଦେବ। କିନ୍ତୁ ଯେମିତି ଆମେ ଗୋଟେ ମାଧ୍ୟମ ଦରକାର, ତାଙ୍କ ବିନା ଆମେ ଠାକୁରଙ୍କ ପାଖକୁ ଯିବା ସହଜ ନୁହେଁ। କିନ୍ତୁ ଦାଦା ଏଠି ଗୋଟେ ପ୍ରଶ୍ନ ଉଠୁଛି, ଧର ଆମର ଆଜ୍ଞା ଆଚାର୍ଯ୍ୟ ପରମ୍ପରା ଚାଲିଛି, ଭାରତ ବର୍ଷର ଅନେକ ସାମ୍ପ୍ରଦାୟିକ ଅଛନ୍ତି, ରାମ ଆଜ୍ଞା ଅଛନ୍ତି, କୃଷ୍ଣ ଅଛନ୍ତି, ବୁଦ୍ଧ ଅଛନ୍ତି, ତାଙ୍କ ତ ଆଚାର୍ଯ୍ୟ ପରମ୍ପରା ନାହିଁ, କିନ୍ତୁ ଏପର୍ଯ୍ୟନ୍ତ ସେ ଚାଲିଛି କେମିତି? କଣ କୃଷ୍ଣଙ୍କୁ ଅନୁପ୍ରାଣିତ ହଉନାହାନ୍ତି? ରାମଙ୍କ ପାଖରେ କଣ ଅନୁପ୍ରାଣିତ ହଉନାହାନ୍ତି? ବଢିଆ କୋଶ୍ଚିନ୍ ଟା ଆପଣ କରିଛନ୍ତି ସୁନ୍ଦର ଭାବରେ। ଦେଖନ୍ତୁ, ଯଦି ରାମଚନ୍ଦ୍ରଙ୍କ ପରେ କୃଷ୍ଣଚନ୍ଦ୍ରଙ୍କୁ ଆସିବାକୁ ପଡିଲା କାହିଁକି? ପୁଣି ତାପରେ ଅବତାର ମାନେ କାହିଁ ଆସିଛନ୍ତି? ଠାକୁରଙ୍କୁ ଯେତେବେଳେ କୋଶ୍ଚିନ୍ କରାଯାଇଛି, ଠାକୁର ସେତେବେଳେ ହଠାତ୍ ଠିଆ ହେଇ ପଡୁଛନ୍ତି ଏବଂ ଗାମୁଛା ଡଣ୍ଟାରେ ଭିଡି କହୁଛନ୍ତି ଏବାର ଆର ଭୁଲ হবে ନା। ଯେ ଏଥର ହିଁ ସେ ଆଚାର୍ଯ୍ୟ ପରମ୍ପରାଟାକୁ ନେଇକି ଆସିଛନ୍ତି, ଅପଗ୍ରେଡ ଭର୍ସନ। ଆଜ୍ଞା ଆପଣ ଯେତେବେଳେ 10 ବର୍ଷ ତଳେ 15 ବର୍ଷ ତଳେ ମୋବାଇଲ ଚଲାଉଥିଲେ, ସେତେବେଳେ ଆପଣଙ୍କ ପାଖରେ କଣ ଏମିତି ବ୍ୟବସ୍ଥା ଥିଲା କି ଆମେ ଅନଲାଇନ ମାଧ୍ୟମରେ ଯୋଡି ହେଇ କଥା ହେଇପାରିବା? ନଥିଲା କିଛି। ଆମେ ଗୋଟେ ଫୋନରେ କଲ୍ କରି କଥା ହଉଥିଲେ, କିନ୍ତୁ ଧୀରେ ଧୀରେ ଅପଗ୍ରେଡ ଭର୍ସନ ଆସିଲା ଯେ ଆମେ ଭିଡିଓ କଲ୍ କରୁଛେ, ଜୁମ ମିଟିଂ ରେ କଥା ହେଇପାରୁଛେ, ସବୁ ଜିନିଷ ହେଇପାରୁଛି। ତ ଆମେ ଲାଟେଷ୍ଟ ଭର୍ସନ ଟାକୁ ତ ଧରିବା ପାଇଁ ଚାହିଁବା ନା ସବୁବେଳେ। ସେମିତି ପୁରୁଷୋତ୍ତମ ଯେତେବେଳେ ଆସନ୍ତି, ସେ ବି ବିବର୍ତ୍ତିତ ହୋଇ ଆସନ୍ତି। ତ ସେ ବି ଲାଟେଷ୍ଟ ଭର୍ସନ ନେଇକି ଆସିଛନ୍ତି ଯେ ଆଚାର୍ଯ୍ୟ ପରମ୍ପରା ଯଦି ନ ରୁହେ, ଆଜି ଆମେ କାହାଠି ରାମଙ୍କର ନିଶ ଉଡେଇ ଦଉଛେ, କାହାକୁ ନେଳିଆ କରିଦଉଛେ, କାହାକୁ ମୟୂର ଲଗେଇକି ବସଉଛେ, ସେ କଣ ସେମିତି ରହିକି ବୁଲୁଥିଲେ? ଆକ୍ଚୁଆଲି ସେମିତି ନୁହେଁ, କାରଣ ଆମେ ତାଙ୍କୁ ବିଭିନ୍ନ ପ୍ରକାର ଭାବରେ ରଙ୍ଗେଇ ଦଉଛେ। ଏବେ ଆଚାର୍ଯ୍ୟ ପରମ୍ପରା ଅଛନ୍ତି, ଆପଣ ଦେଖନ୍ତୁ ଆଜିକା ଡେଟରେ 100 ବର୍ଷ କଣ 10,000 ବର୍ଷ ପର୍ଯ୍ୟନ୍ତ କିଛି ଚେଞ୍ଜ ହେଇପାରିବ, କାରଣ ସେଟାକୁ ନେଇକି ହିଁ ସେ ଚାଲିବେ। ଠାକୁରଙ୍କର କୌଣସି ବାଣୀ, କୌଣସି ଜିନିଷଟାକୁ ଭୁଲ ଦିଗରେ ନେଇ ହେବ ନାହିଁ, କାରଣ ସେଥିପାଇଁ ଠାକୁର ନିଜେ ହିଁ ତାଙ୍କର ଅରସୁର ଆଚାର୍ଯ୍ୟ ପରମ୍ପରାଟା ସୃଷ୍ଟି କରିକି ଯାଇଛନ୍ତି। କୌଣସି ଧର୍ମ ଅନୁଷ୍ଠାନ ଯାହା ବି ଚାଲୁଛି, ସେଠି କିଏ ନା କିଏ ଜଣେ ପୁରୋଧା ରହୁଛନ୍ତି, କିନ୍ତୁ ସେ ଯେ ଆଚରଣ ସିଦ୍ଧ ପୁରୁଷ ତା ନୁହେଁ। କାରଣ ଯେକୌଣସି ଗୋଟେ ଗୁରୁ ତ ଜଣେ ଆଚାର୍ଯ୍ୟ ବୋଲି କୁହାଯାଉଛି, କିନ୍ତୁ ଜିନିଷ ହେଲା ସେ କେତେ ଦୂର ଆଚାର୍ଯ୍ୟ? ଏଇ କଥା ପରମ ପୂଜ୍ୟ ପାଶି ସେ ବଡଦାଙ୍କୁ ଗୋଟେ ଥର ପଚରା ଯାଇଥିଲା। ନାଳନ୍ଦା ବିଶ୍ୱବିଦ୍ୟାଳୟ କୁଳପତି ଯାଇକି ତାଙ୍କୁ ପଚାରୁଛନ୍ତି ଯେ ଆମ ସ୍କୁଲ କଲେଜରେ ତ ବହୁତ ଶିକ୍ଷକ ଅଛନ୍ତି, ବହୁତ ଆଚାର୍ଯ୍ୟ ଅଛନ୍ତି, ତାହେଲେ ଆମର ଏଠି କାହିଁ ଏତେ ଇନଡିସିପ୍ଲିନ? ତ ସେଇ କଥାକୁ ନେଇକି ବର୍ଦା କହୁଛନ୍ତି ଯେ ଇନଡିସିପ୍ଲିନ ଶବ୍ଦ ଆସିଛି ଡିସିପ୍ଲିନରୁ, ତ ଡିସିପ୍ଲିନ ଆସିଛି ଡିସାଇପୁଲରୁ। ଡିସାଇପୁଲ ଟା ମିନ୍ସ ସେ ପ୍ଲାନିଂ କରି କହୁଛନ୍ତି ଯେ ଡିସାଇପୁଲ ଟା ଆସିଛି ଆଚାର୍ଯ୍ୟରୁ, ଯେ ଆପଣଙ୍କ ବିଶ୍ୱବିଦ୍ୟାଳୟରେ କେତେ ଜଣ ଆଚାର୍ଯ୍ୟ ଅଛନ୍ତି। ଆଚାର୍ଯ୍ୟ ମିନ୍ସ ଯେ ଆଚରଣ ସିଦ୍ଧ ପୁରୁଷ, ଯେ ଯୋଉଟା କି ଆମ ସୁଭାଷ ଭାଇ କହୁଥିଲେ ଯେ ନିଜେ ପାଳିକି ଦେଖାନ୍ତି। ତ ସେଇ ଟାଇପର କେତେ ଜଣ ଅଛନ୍ତି? ସେମିତି ଆଜ୍ଞା କିଏ ନାହାନ୍ତି। ତ ସେଇଥିପାଇଁ ଠାକୁରଙ୍କ ଅନବଦ୍ୟ ସୃଷ୍ଟି, ଯେ ଠାକୁର ଏଟାକୁ ସୃଷ୍ଟି କରି ଯାଇଛନ୍ତି ଏ ଯୁଗର ଯୁଗ ମାପି ପୁରୁଷୋତ୍ତମଙ୍କ ଅବର୍ତ୍ତମାନରେ ଆମେ ଆଚାର୍ଯ୍ୟକୁ ନେଇ ହିଁ ଆମ ଜୀବନଟାକୁ ନେଇକି ଚାଲିପାରିବା। କିନ୍ତୁ ଦାଦା ଆଉ ଗୋଟେ ପ୍ରଶ୍ନ ଉଠୁଛି, ଆପଣ କହୁଛନ୍ତି ଏଇ ମଣିଷ ଭିତରେ ଭଗବାନ ଅଛନ୍ତି, ଆଜ୍ଞା ଆ ଭିତରେ ଶୈତାନ ଅଛି। ଆଜ୍ଞା ଆପଣ ଦେଖନ୍ତୁ, ଆମର ଗୋଟେ ଜନ୍ମଗତ ସଂସ୍କାର ରହୁଛି, ମଣିଷ ଅନେକ ଆଜ୍ଞା କିଛି ଚାହେଁ, ସେ କିଛି ଆଜ୍ଞା କରିପାରୁନା। ଗୋଟେ ଲୋକ ଚାହୁଁଛି ମୋର ଗୋଟେ ସୁନ୍ଦର ସ୍ତ୍ରୀ ଦରକାର, ମୋର ଗୋଟେ ଗାଡି ଦରକାର, ମୁଁ କୋଟିପତି ବେଶୀ କଣ ହେଇପାରୁଛି? ସେଇ ଦାରିଦ୍ରତା ସୀମାରେଖ ତଳେ ସେ ତାର ଜୀବନ ଚାଲି ଯାଉଛି। କିନ୍ତୁ ମୋର ମନ ହୁଏ ମଣିଷ ଯାହା ଚାହିଁବ ତା କରିପାରିବନି, ତାର ଜନ୍ମଗତ ସଂସ୍କାର ନେଇକିରି ସେ ଷ୍ଟାଣ୍ଡ କରୁଛି କି ଆଗକୁ ବଢୁଛି। ଆଜ୍ଞା ଏ ବିଷୟରେ ଆପଣ କଣ କହିବେ? ମଣିଷ ତ ଚାହିଁଲେ ମନ ଇଚ୍ଛା କିଛି କରିପାରିବନି। ନାଇଁ ନାଇଁ ଦେଖନ୍ତୁ, ଗୋଟେ ଜିନିଷ ହେଲା ମଣିଷ ସହିତ ଯୋଉଟା ଘଟୁଛି ସେଟାକୁ ଆମେ ଫାଷ୍ଟ ଦେଖିବାକୁ ପଡିବ। ମଣିଷ ସହ ଯାହା ଘଟେ, ସେ ଠାକୁର କହୁଛନ୍ତି ଆଲୋଚନା ପ୍ରସଙ୍ଗରେ, ସେଟା
କିଛି କାରଣ ଅଛି। ଗୋଟେ ହେଲା ତାର ପୂର୍ବ ଜନ୍ମର କର୍ମଫଳ ଅଛି, ବର୍ତ୍ତମାନର କର୍ମ ଅଛି, ପରିବେଶ ସହ ଯୋଗସୂତ୍ର ଅଛି, ଅଜ୍ଞତା ଅଛି, ଦୁର୍ବଳତା ଅଛି। ଏଇ 5ଟା କାରଣ ଦେଇ ମଣିଷ ସାଙ୍ଗରେ ଯାହା ଘଟୁଛି। ଆଜି ମୁଁ ଜଣକୁ ସ୍ତ୍ରୀ ରୂପରେ ପାଇଛି, ଯେ ମୋର ଛୁଆ ହଉଛି, ସେଟା ହଉଛି ମୋ କର୍ମ ଦ୍ଵାରା, ଏଟା ହଉଛି ମୋ ଅର୍ଜିତ। ମୋର ପୂର୍ବ ଜନ୍ମର କର୍ମଟାରେ ମୋର କିଛି ରୋଲ ନାହିଁ। ମୁଁ ଯୋଉଟା କରିଛି ସେଟା ଘଟିବ ହିଁ, ତାକୁ କେହି ଏପଟ ସେପଟ କରିପାରିବେ ନାହିଁ। କିନ୍ତୁ ମୋର ବର୍ତ୍ତମାନ କର୍ମଟାକୁ ମୁଁ ତ କରିପାରିବି ନା। ଅଜ୍ଞତା, ମୁଁ ଜାଣିନି କହିଲେ ମତେ ପରିସ୍ଥିତି ଛାଡିବନି ନା। ଆପଣ ଯଦି ଗୋଟେ ଛୋଟ ପିଲାଟାକୁ କହିବେ ସେ ଜାଣିନି କିଛି, ଇଲେକ୍ଟ୍ରିକ ପ୍ଲଗ ରେ ହାତ ମାରିବ, ତାକୁ କରେଣ୍ଟ ମାରିବନି? ମାରିବ। ସେ ନ ଜାଣୁ, ଏଟା ହଉଛି ଅଜ୍ଞତା। ଦୁର୍ବଳତା, ମୁଁ ଗୋଟେ ଜିନିଷ ଜାଣିଛି, ଜାଣିଲା ବେଳେ ବି ମୁଁ ଭୁଲ ଠିକ ଟା କରିପାରେ ନା। ଯୋଉଟା ଏଇଠି କାମ କରେ ସଂସ୍କାରଟା, ଆପଣ ଯୋଉଟା କହିଲେ, ଏଇ ପାର୍ଟରେ କେବଳ ସଂସ୍କାରର ରୋଲଟା ଅଛି। ଆଉ ଗୋଟେ ହେଲା ପରିବେଶ ଯୋଗସୂତ୍ର। ଖାଲି ସେ ସଂସ୍କାରଟା ଯେହେତୁ ଆପଣ ଉଠେଇଲେ, ସେ ଜିନିଷ କହୁଛି ଦୁର୍ବଳତା କ୍ଷେତ୍ରରେ କେମିତି ଆପଣ ଯେତେବେଳେ ସଂଘାତ ଲାଗେ, କାରଣ ମନଟା ତ ଚାହେଁ ନା ଖରାପ ଜିନିଷ ଭୁଲ ଜିନିଷ କରିବା ପାଇଁ, ମନରେ ଥଟ୍ସ ଟା ଆସେ, ଚିନ୍ତାଟା ଆସେ। ବିବେକ କଣ କରେ, ସେଟାକୁ ଫିଲ୍ଟର କରେ, ପ୍ୟୁରିଫାଏଡ କରିଦିଏ। ଧରନ୍ତୁ ଆପଣ କଲେଜରେ ଅଛନ୍ତି, ଗୋଟେ ଏକ୍ସାମ୍ପଲ ଦେଲେ ଆପଣ ସହଜ ଭାବରେ ବୁଝିପାରିବେ। ସେଠି କିଛି ସାଙ୍ଗ ଅଛନ୍ତି, ସେମାନେ ଖରାପ କାମ କରୁଛନ୍ତି କି ମଦ ପିଉଛନ୍ତି। ଆପଣଙ୍କର ଇଚ୍ଛାଟା ହେଲା ଯେ ସାଙ୍ଗମାନେ ସମସ୍ତେ ମସ୍ତି କରୁଛନ୍ତି, ମୁଁ ବି କରିଦେବି, ମନଟା କହିଲା। କିନ୍ତୁ ବିବେକ କହୁଛି ନା କରନା, ଏଟା ଯଦି ଜାଣିବେ ବାବା ଖରାପ ଭାବିବେ, ମା ଖରାପ ଭାବିବେ, ଯଦି ତୋର ଗୁରୁ ଅଛନ୍ତି ସେ ବି ଖରାପ ଭାବିବେ, ଯାହାର ଯାହାକୁ ଭଲ ପାଇବା ସେ ତାର ମନରେ ଥଟ୍ ବି ଆସିପାରେ। ବିବେକ କଣ ଫିଲ୍ଟର୍ଡ ମେସିନ, ଯୋଉଟା ପ୍ୟୁରିଫାଏଡ କରେ, କୋଉଟା ଗୁଡ କୋଉଟା ବ୍ୟାଡ। ପଛରେ ଆମେ ଭୁଲ କଲା ପରେ ଅନୁତାପ ଆସେ, ବିବେକ ଯୋଗ ଆସେ, ନହେଲେ ଆସନ୍ତାନି। କିନ୍ତୁ ମନ ବିବେକ ଯେତେବେଳେ ସଂଘାତ ଲାଗିବ, ଗୋଟେ ଜିନିଷ ତ ଆଜ୍ଞା ଆପଣ କରିବେ, ଦିଟା ଜିନିଷ ତ କରିପାରିବେନି ନା। ଦିଟା ଜିନିଷ ହେଇପାରିବ କି? ଗୋଟିଏ ହବ ନା, ଆଇଦର ଆପଣ ମଦ ପିଇବେ ନହେଲେ ପିଇବେନି। ଆପଣ ଯୋଉଟା କଲେ ସେଇଟା ହଉଛି ଆପଣଙ୍କର ଅଭ୍ୟସ୍ତ ସଂସ୍କାର। ସଂସ୍କାରଟା ସେଇ ସମୟରେ କାମ ଲାଗିଥାଏ, କାରଣ ଆମର ଆତ୍ମାଟା 3ଟା ପାର୍ଟରେ ଡିଭାଇଡ। ଗୋଟେ ହେଲା ମନ, ବିବେକ, ସଂସ୍କାର। ଯେତେବେଳେ ସଂଘାତ ଲାଗିବ ମନ ବିବେକ ଭିତରେ, ଆପଣଙ୍କ ସଂସ୍କାରଟା କ୍ରିୟା କରିବ। ସେଥିପାଇଁ ଆପଣଙ୍କର ଅଭ୍ୟସ୍ତ ସଂସ୍କାରଟାକୁ ଭଲ କରିବା ଠାକୁର କହିଛନ୍ତି। ମନୁଷ୍ୟର ଆକାଂକ୍ଷିତ ମଙ୍ଗଳ, ଠାକୁର କହିଲେ ତାର ଅଭ୍ୟସ୍ତ ସଂସ୍କାରର ଅନ୍ତଳରେ ଲୁଚିକି ଥାଏ। ଆପଣଙ୍କୁ ସ୍ତ୍ରୀ ଗାଳି କରୁଛି କି କିଛି ଗୋଟେ ଅସୁବିଧା ହେଇଛି, ଆପଣଙ୍କର ଯଦି ସଂସ୍କାରଟା ରେଗୁଲାର ପ୍ରାକ୍ଟିସ, ସେଟା ତ ଆପଣ ସାଇଲେଣ୍ଟ ହେଇକି ରହିଯାଇ ପାରନ୍ତି, ଯଦି ନଥିବ ଆପଣ ଚାପଡ଼ାଟା ପକେଇଦେବେ। ସେଥିପାଇଁ ଆପଣଙ୍କର ଅଭ୍ୟାସ ସଂସ୍କାରଟା ଗୋଟେ ଦିନରେ ହେଇଯିବନି, ରେଗୁଲାରଲି ପ୍ରାକ୍ଟିସ କଲେ ହବ। ସେଥିପାଇଁ ଠାକୁର ପ୍ରଣାମ ଦେଲେ, ଠାକୁର ଯୋଉଟା ଦେଇଛନ୍ତି ତାର ସାଇଣ୍ଟିଫିକାଲି ପ୍ରୁଭେଡ। ଆପଣ ଯଦି ରେଗୁଲାରଲି ଆପଣଙ୍କ ପୁଅ 2 ଓଳା ଆପଣଙ୍କୁ ପ୍ରଣାମ କରୁଛି, କି ଆପଣଙ୍କ ବାପାଙ୍କୁ ଆପଣ ପ୍ରଣାମ କରୁଛନ୍ତି, ଆପଣଙ୍କ ଦେଖା ଦେଖି ଆପଣଙ୍କ ସ୍ତ୍ରୀ କରିବ, ତା ଛୁଆ କରିବ। କିନ୍ତୁ ସେଇ ଛୁଆଟା ଯେତେବେଳେ ବଡ ହେଇକି 22, 23 ବର୍ଷ, 25 ବର୍ଷରେ ମ୍ୟାରେଜ କରିବ, ସେ ଯେତେବେଳେ ସେ ଜିନିଷଟା କରିବ, ତା ବାପାଙ୍କ ସାଙ୍ଗରେ ଯେତେବେଳେ ଅନମନା ହବ, ସେ କେବେ ହେଲେ ତାଙ୍କୁ ଉଠେଇକି ପଦେ କଥା କହିପାରିବନି, କାରଣ ରେଗୁଲାରଲି ସେ ତାର ଇଗୋଟାକୁ ସରେଣ୍ଡର କରୁଛି 2 ଓଳା। ଏଟା ହଉଛି ତାର ଅଭ୍ୟସ୍ତ ସଂସ୍କାର, କଣ୍ଟିନ୍ୟୁଅସଲି କରୁଛି। ସେଇଟା ଯଦି ଆମେ ପ୍ରାକ୍ଟିସ ନ କରେଇଥିବା, ସେଇ ପିଲାଟା ବଡ ହେଲା ମାନେ ଯେତେବେଳେ ଖରାପ ବ୍ୟବହାର କରେ, ବାପା କହିବେ ଯେ ମୋ ସାଙ୍ଗରେ ଖରାପ ବ୍ୟବହାର କଲା। ମୋର କୋଶ୍ଚିନ୍, ସେ ପିଲା ଦାନ୍ତ ଘଷିବା ଭୁଲିଲାନି, ଗାଧେଇବା ଭୁଲିଲାନି, ତାହେଲେ ମତେ ମାନିବା କେମିତି ଭୁଲିଗଲା? କାରଣ ତା ଅଭ୍ୟସ୍ତ ସଂସ୍କାରରେ ମୁଁ ପ୍ରାକ୍ଟିସକୁ ସେଟା ଆଣେଇ। ସେଥିପାଇଁ ଅଭ୍ୟସ୍ତ ସଂସ୍କାରର ରୋଲଟା ହଉଛି, ଆମେ ଯେତେ ଭଲଟା ପ୍ରାକ୍ଟିସ କରିବା, ଆମର ଅସୁବିଧା ସମୟରେ ଭଲଟା ହିଁ ବାହାରିବ। ସେଥିପାଇଁ ଠାକୁର ଦେଲେ। ଆମେ ରେଗୁଲାରଲି ଯଦି ମୁଁ କରେ ଇଷ୍ଟପ୍ରତି, ରେଗୁଲାରଲି ପ୍ରାର୍ଥନା, ସେଟା ହିଁ ମୋର ଅଭ୍ୟସ୍ତ ସଂସ୍କାର ହେଇକି ରହିବ। ରେଗୁଲାରଲି ମୁଁ ଯଦି ଅକ୍ରୋଧୀ କହେ, ତାହେଲେ ଠିକ କ୍ରୋଧ ସମୟରେ ମୋର କଣ୍ଟ୍ରୋଲ ଆସିବ। ମୁଁ ଯଦି ଦିନେ ନ କହୁଥିବି, ଯାଇକି କହିବି ମୁଁ ସମ୍ବରଣ କରିଦେବି, ହବନି। ସେଥିପାଇଁ ମତେ ରେଗୁଲାରଲି ଭଲଟା ପ୍ରାକ୍ଟିସ କଲେ, ମୁଁ ତ ପୂର୍ବ ଜନ୍ମ କର୍ମ କିଛି କରିପାରିବିନି ଆଜ୍ଞା, ବର୍ତ୍ତମାନର କର୍ମଟା ମୋର ଠିକ କରିପାରିବି। ହେଲେ ମୋର ବୃତ୍ତି ପ୍ରବୃତ୍ତି ଚଳଣି ସମୟରେ, ଯୋଉଟା କହିଲି ଦୁର୍ବଳତା ସମୟରେ, ମୋର ପଜିଟିଭନେସଟା ବାହାରିବ, ତ ମୋ ରେଜଲ୍ଟ ପଜିଟିଭ ଆସିବ। ନହେଲେ ନେଗେଟିଭ ବାହାରିଲେ ନେଗେଟିଭ ରେଜଲ୍ଟ ଆସିବ। ଜୟ ଗୁରୁ। ଜୟ ଗୁରୁ, ଜୟ ଗୁରୁ। ବହୁତ ସୁନ୍ଦର, ଜୟ ଗୁରୁ ଦାଦା, ଜୟ ଗୁରୁ। ଜୟ ଗୁରୁ ସୁଭାଷ ଭାଇ ଭାଇ, ଜୟ ବୁଝିପାରିଲେ? ଗୁରୁ, ଜୟ ହଉ ଗୁରୁ, ଜୟ ଗୁରୁ। ଜୟ ଗୁରୁ, ଜୟ ଗୁରୁ, ଠିକ ଅଛି। ଆପଣ ବୁଝିପାରିଲେ ତ? ହଁ ଦାଦା, ଜୟ ଗୁରୁ। ଜୟ ଗୁରୁ। ହଉ, ଆଉ ନେକ୍ସଟ ଅଛନ୍ତି ଆମର ସୂର୍ଯ୍ୟକାନ୍ତ ପୁହାଣ। ସୂର୍ଯ୍ୟକାନ୍ତ ପୁହାଣ ଭାଇ, କଣ ପ୍ରଶ୍ନ ଅଛି କୁହନ୍ତୁ? ସୂର୍ଯ୍ୟକାନ୍ତ ପୁହାଣ ଭାଇ, ଅଡିଓ ଖୋଲନ୍ତୁ। ସୂର୍ଯ୍ୟକାନ୍ତ ପୁହାଣ ଭାଇ, ଜୟ ଗୁରୁ ଜୟ ଗୁରୁ। ଦାଦା। ଦାଦାଙ୍କର ହଁ, ତ ଜୟ ରାଜନ ଗୁରୁ। ବହୁତ ଉଚ୍ଚକୋଟୀର ଥିଲା, ବହୁତ ସୁନ୍ଦର। ହୁଁ, ଆଜି ସଦ୍ଗୁରୁଙ୍କ ବିଷୟରେ ସବୁ କିଛି କହିଲେ, କି ଯିଏକି ନ ଜାଣିଥିଲେ ବି ଆମର ବି ଜ୍ଞାନ ହେଲା। ଏଟା କହିବା କଥା, ଠାକୁର ହୁଁ, ଯୋଉଟା କହିଛନ୍ତି, ହୁଁ, ଯଦି ଠାକୁର ଆଚାର୍ଯ୍ୟ ଦେବଙ୍କୁ ଆମ ପାଖରେ ଛାଡିକି ଯାଇଛନ୍ତି, ଦେଇକି ତାଙ୍କ ଚାଲିଚଳନି ଆଚାର ବିଭାଗ ଦେଖି ଆମେ ହୁଁ, ସେଇ ପ୍ରକାର ଆମେ କରିବାକୁ ପଡିବ।
ଆଚ୍ଛା ଠାକୁର ଯୋଉଟା କହିଲେ ତୁମର ଏତଜାତ ସନ୍ତାନ ଭିତରେ ତମ ସନ୍ତାନ ସମ୍ପତ୍ତି ଭିତରେ ଯଦି ମୋର କଥା ଗୁଡିକ ଯଦି ଫୁଟେଇ ତୁଳି ନ ପାର ତେବେ ପାଇବା ଯେ ମତେ ତୁମେ ଫାଙ୍କି ଦେଲ। ଆଚ୍ଛା ଆଜି କି ଦେଖିବାକୁ ପଡୁଛି ଯେ କି ଧର ବାପା ମା ଦୀକ୍ଷିତ ଛୁଆ ମାନଙ୍କୁ ବି ସେ ଧାରଣାରେ ନେଇ ପାରୁନାହାନ୍ତି। ସେଟା ବି ହେଇପାରୁଛି ଦୀକ୍ଷା ନେଇକି ବି ରୀତିକ ହେଇଥାନ୍ତୁ ବା ଅନ୍ୟାନ୍ୟ ହେଇଥାନ୍ତୁ କି ତାଙ୍କରି ଜାତ ସନ୍ତାନ ଭିତରେ ତ ସେମାନେ ଫୁଟାଇ ତୁଳି ପାରୁନାହାନ୍ତି ଯେ କି ସାଧାରଣ ଲୋକଙ୍କୁ ଆମେ ବା କଣ ବା ଆମେ ଯେ କି ଏଇଟା ଆମେ ପାଟିରେ ଯାହା କହୁଛନ୍ତି ତାକୁ କାର୍ଯ୍ୟରେ କରିକି ଦେଖେଇ ପାରୁନାହାନ୍ତି। ଆଜି ବହୁତ ଦେଖିବାକୁ ପଡୁଛି ଯେ କି ଜିପିଆରକର ଯିବା ଭିତରେ ତାଙ୍କ ଭିତରେ କିନ୍ତୁ ବାପା ମା ଦେଖିତ ଥିବେ ଛୁଆ ମାନେ କିନ୍ତୁ ଘରେ ଏଇଭଳି ଦେଖିବାକୁ ପଡୁଛି। ଏଇଟା କୋଉ ପ୍ରଶ୍ନ ଧାଡିକରେ କଣ କୁହନ୍ତୁ, ଗୋଟେ ଧାଡିରେ କଣ କୁହନ୍ତୁ। ଧାଡିକରେ ଏଇଟା ପା ଯାଇକି ଧର ଠାକୁର ଯୋଉଟା କହିଲେ ଯେ କି ତୁମର ଏତଜାତ ସନ୍ତାନ ଭିତରେ ମୋର କଥା ଗୁଡିକ ଯଦି ଫୁଟେଇ ତୁଳି ନ ପାର ତେବେ ମତେ ତମେ ଫାଙ୍କିଦେଲ। ଆଚ୍ଛା ଏଇଟାକୁ ଆମେ ଆଜି ଦେଖିବାକୁ ଯାଉଛନ୍ତି ଯେ କି ଦେଖିବାରକରେ ଗଲେ ବି ପ୍ରାୟ ଦେଖିବାକୁ ପଡୁଛି ଯେ କି ଦୀକ୍ଷିତ ସମସ୍ତେ ବାପା ମା ଦୀକ୍ଷିତ ଥିବେ କିନ୍ତୁ ତାଙ୍କ ପରିବାର ଭିତରେ ଛୁଆମାନେ ଦୀକ୍ଷିତ ଥିବେନି, ବାପା ମା ସସ୍ପେଣ୍ଡ ଥିବେ, ଛୁଆମାନେ ଥିବେନି। ଏଇଟା କାହିଁକି ଅଭାବ ଦେଖାଯାଉଛି ଏଇଟା କଣ ଜାଜନ କଣ? ହଉ ଠିକ ଅଛି ଠିକ ଅଛି ଠିକ ଅଛି ବିଶ୍ୱରଞ୍ଜନ ଭାଇ କୁହନ୍ତୁ। ଜୟ ଗୁରୁ। ଅନ୍ୟ ଭାଇ ମାନେ କିଏ ଅଛନ୍ତି ଯଦି କହିପାରିବେ କୁହନ୍ତୁ, କିଛି ଅସୁବିଧା ନାହିଁ। ସବୁ ଯେ ମୁଁ କହିବି ଆନ୍ସର ଦେବି, ମୁଁ ଆନ୍ସର ଦେବି। ଆଉ ଯଦି କିଏ ଅଛନ୍ତି ଭାଇ ଦାଦା ମାନେ କାରଣ ସମସ୍ତଙ୍କୁ ସୁଯୋଗ ପାଇବା ଦରକାର, କୁହନ୍ତୁ କିଛି କହିବେ ଯଦି ଏ ଉପରେ। କହିବେନି ଯଦି କିଏ ଥାଆନ୍ତି ମୁଁ ଦେଖୁଛି ଆଉ କିଏ ଥିବେ ଆଜ୍ଞା କୁହନ୍ତୁ। ଠିକ ଅଛି। ଦେଖନ୍ତୁ ଟୁ ବି ଭେରି ଅନେଷ୍ଟ ଏ କ୍ୱେଶ୍ଚିନ୍ ଟା ଆଜ୍ଞା ଆପଣଙ୍କୁ ଖରାପ ଲାଗିପାରେ, ଏଟା କ୍ୱେଶ୍ଚିନ୍ ନୁହଁ, ଏଟା ହଉଛି ଦୋଷ ଦୃଷ୍ଟି। ଆମକୁ କାହାକୁ ଦେଖିବା ପାଇଁ ଠାକୁର ସାର୍ଟିଫିକେଟ ଦେଇନାହାନ୍ତି। ମୁଁ ଦୀକ୍ଷା ନେଇନି କାହାର ଭୁଲ ଦେଖିବି ବୋଲି। କୋଉ ରୀତିଙ୍କ ପିଲା କଲା ନ କଲା ସେଟା ହଉଛି ତାଙ୍କ ପ୍ରୋବ୍ଲେମ, ସେଟା ସିଏ ପାଇବେ। ଯୋଉଟାକୁ କରିକି ଦେଖାଉଛନ୍ତି ଆଚାର୍ଯ୍ୟ ଦେବ କରିକି ଦେଖାଉଛନ୍ତି, ମତେ ସେଇଠି ଦେଖିବାର ଅଛି। ଠାକୁର କହିଛନ୍ତି ଯେ କୌଣସି ରୀତିକ ଯାଜକ ଅଧୁର୍ଯ୍ୟ ସେ ଯେ କେହି ବି ହଉନା କାହିଁକି ସେ ତାର ଦୈନନ୍ଦିନ ଜୀବନରେ ଯଦି ଠାକୁରଙ୍କୁ ନେଇକି ନ ଚାଲେ ତାଙ୍କୁ ଆମର ଜୀବନର ଉତ୍କର୍ଷ କରି ନେଇ ଚାଲିବା ଆବଶ୍ୟକ ନୁହଁ। ମତେ କରିକି ଦେଖିବାର ଅଛି କୋଉଠି, ମୁଁ ନିଜେ କରେଇବି। ଯୋଉଟା କି ଆଚାର୍ଯ୍ୟ ଦେବ କରାଉଛନ୍ତି ତାଙ୍କ ଜେନେରେସନ ଭିତରେ। ଆପଣ ଦେଖନ୍ତୁ ଠାକୁର ନିଜେ କରେଇକି ଗଲେ ତାଙ୍କ ପିଲାମାନଙ୍କ ପାଖରେ, ତାପରେ ପରମ ପୂଜ୍ୟ ଦାଦା କରେଇ ଗଲେ ଆମର ବାବାଜୀଙ୍କ ପାଖରେ, ବର୍ତ୍ତମାନ ଆଚାର୍ଯ୍ୟ ଦେବ ବାବାଜୀ ଯାହା ଜାଣେ ସବିନ୍ଦାଙ୍କ ପାଖରେ ସେଟା କରାଉଛନ୍ତି। ତେଣୁ ମତେ ମୋ ପାଖରେ କରିବାର ଅଛି। କୁହାଗଲା ଯେ ଚର୍ମ ଯଦି ଫୁଟିଲାନି ତୋର ଜୀବନର ପ୍ରତିଟି କର୍ମେ ବାତିଲ କରି ରକ୍ତାକୁ କିଏ ହେବ ସେଭଳି ଧର୍ମୀ। ତ ମୋର ଜୀବନ ଭିତରେ ମତେ ଫୁଟେଇବାର ଅଛି। କିଏ କଣ କଲା ଆଜ୍ଞା ସେଟା ହଉଛି ତାର ସ୍ୱଭାବତ ସଂସ୍କାର, ସେଟାକୁ ଆମେ କହିପାରିନି। ସିଏ ତା ଭିତରେ କେତେ ଠାକୁର ଅଛନ୍ତି ସେଟା ଆମେ ଜାଣିନେ ନା, ଆମେ ତାକୁ ମାଇକ ରେ ଦେଖୁଛେ। ମତେ ଆପଣ ବି ମାଇକ ଦେଖୁଛନ୍ତି, ମତେ ମୋର ଇଣ୍ଟରନାଲ କ୍ୟାରେକ୍ଟର ମୋ ସ୍ତ୍ରୀ କହିବ ନା, ଆଉ ମୋ ଛୁଆ ପିଲା କହିବେ ନା, ଆଉ କି ମୋ ପଡା ପଡୋଶୀ କହିବେ ନା। ଆଉ ଆପଣ କଣ କହିପାରିବେ? ମୁଁ ତ ଏଠି ଭଲ ଜାଗାକୁ କହିଦେବି, ସୁନ୍ଦର ଭାବରେ ସଜବାଜ ହେଇ କହିଦେବି। କିନ୍ତୁ ମୋ କ୍ୟାରେକ୍ଟରଟା ମୋର ନିକଟତର ଲୋକମାନେ କହିପାରିବେ, ସେମାନେ ବି ଜାଣିପାରିବେନି। ଆଜ୍ଞା ଗୋଟେ ସ୍ୱାମୀ ସ୍ତ୍ରୀ ମିଶିକି 20 ରୁ 30 ବର୍ଷ ଚଳିଲା ପରେ ଗୋଟେ ସ୍ତ୍ରୀ ସ୍ୱାମୀ ବିଷୟରେ ଜାଣିପାରେ ନାହିଁ, ସ୍ୱାମୀ ସ୍ତ୍ରୀ ବିଷୟରେ ଜାଣିପାରେ, କିଛି ରହିଯାଏ ଫାଙ୍କ। ତେଣୁ ଆମେ କେତେ ଦୂର ଯେ ସେ ଠାକୁରଙ୍କର ହେଇଛନ୍ତି ସେଟା ଆମେ କହିପାରିବା ନାହିଁ। କାରଣ ସିଏ ଯଦି ରିଏଲି ଠାକୁରଙ୍କର ହେଇଥାନ୍ତେ ତାଙ୍କ ପିଲାମାନଙ୍କ ଭିତରେ ଠାକୁର ହିଁ ବାହାରିବେ। ଯୋଉଟା କି ଆଚାର୍ଯ୍ୟ ଦେବ କହିଲେ, ତୁମେ ଯଦି ମୂଳା ଖାଅ ମୂଳାର ହାକୁଟି ଆସିବ। ଯଦି ମୋ ଭିତରେ ଠାକୁର ଥାଆନ୍ତି ତାହେଲେ ଠାକୁର ଆସିବ। ଗୋଟେ ଥର କୋଶ୍ଚିନ୍ ମୋର ମନେ ପଡେ, ଜଣେ ଭାଇ ଯାଇକି କୋଶ୍ଚିନ୍ କଲେ ଯେ ମୁଁ ଆଜ୍ଞା ଠାକୁରଙ୍କୁ ନେଇକି ବହୁତ ଚାଲେ, ବହୁତ ନିଷ୍ଠା ସହକାରେ, କିନ୍ତୁ ମୋ ସ୍ତ୍ରୀ ସେ ଅନୁସାରେ ଚାଲୁନାହିଁ, କେମିତି କଣ କରିବି? ମତେ ସେ କହିଲେ ଠିକ ଅଛି ତୁ ନେଇ ଚାଲ, କିନ୍ତୁ ସେ ତାପରେ ମାନେ ସନ୍ତାପ କଲା ଭଳିଆ କହୁଛନ୍ତି ଯେ ମୋ ନେକ୍ସଟ ଜେନେରେସନ ଭିତରେ ସେଟା ଆସିପାରୁନ। ସେ କହିଲେ ରାଗିଗଲେ, କହିଲେ ତୋ ଭିତରେ ଯଦି ଠାକୁର ଅଛନ୍ତି ସେଟା ଇମ୍ପାକ୍ଟ ହବ ହିଁ ହବ। ହଁ ମାର ରୋଲ ଅଛି ବହୁତ ଜିନିଷ, କିନ୍ତୁ ଜିନିଷ ହେଲା ଆମ ଭିତରେ ଯେ ଠାକୁର ଅଛି ସେଟା ଇମ୍ପାକ୍ଟ ହବନି ସେଟା ନୁହେଁ, ସେଟା ବି ଯିବ। ଯଦି ଆପଣଙ୍କର ଭିତରେ ସେ ପରିପୂର୍ଣ୍ଣ ହେଇକି ଥାନ୍ତି ତାହେଲେ ଅଟୋମେଟିକାଲି ଆସିବ। କିନ୍ତୁ ତାଙ୍କ ଭିତରେ କେତେ ଯେ ପରିବର୍ତ୍ତନ, ସେ ଟିକେ ହେଇପାରନ୍ତି, ଯାଜକ ହେଇପାରନ୍ତି, ଅଧୁର୍ଯ୍ୟ ହେଇପାରନ୍ତି, ସତ୍ସଙ୍ଗର ବହୁତ ବଡ ହେଇପାରନ୍ତି, କିନ୍ତୁ ତାଙ୍କୁ ମତେ ଦେଖିବାର ନାହିଁ। ଯଦି ଆପଣ ଦେଖୁଛନ୍ତି ତାଙ୍କ ଭିତରେ, ହଁ ଠିକ ଅଛି ଅସମ୍ମାନ ବି କରିବାର ନାହିଁ, କାରଣ ସେ ବି ଜଣେ ମଣିଷ, ତାଙ୍କର ବି ଭୁଲ ତ୍ରୁଟି ରହିପାରେ, କୋଉଠି ନା କୋଉଠି ଭୁଲ ତ୍ରୁଟି ଅଛି। କାରଣ କୋଉ ସମୟରେ କଣ ଯେ ଆସିଛି ସେଟା ଆମେ କହିପାରିବା ନାହିଁ। ସେଥିପାଇଁ ତାଙ୍କ ପିଲାମାନେ ଯଦି କଲେନି ସେଟା ତାଙ୍କର ରେସପନ୍ସିବିଲିଟି, ସେ ତାଙ୍କର ଲଷ୍ଟ ହବା। ମତେ ମୋର କରିକି ଦେଖେଇବାର ଅଛି, ଆପଣ ଆପଣଙ୍କ ପିଲାମାନଙ୍କ ଭିତରେ କରିକି ଦେଖନ୍ତୁ ସେଟା। ଜୟ ଗୁରୁ।
ବୁଝିପାରିଲେ କିଏ ପ୍ରଶ୍ନ ପଚାରିଥିଲେ? ସୂର୍ଯ୍ୟକାନ୍ତ ଭାଇ ବୁଝିପାରିଲେ? ଦାଦା ବୁଝିହେଲା, ବହୁତ ସୁନ୍ଦର ଦାଦା ତ ବୁଝେଇଲେ। ଦାଦା କହିବା କଥା ସେଇଟା ତ ପ୍ରଭାବ ପଡୁଛି ଯେ କି ଆମେ ଡିପିୱାର୍କରେ ଗଲା ପରେ ଯିବା ଭିତରେ ସେମାନଙ୍କୁ ଉଦାହରଣ ଦେଇଦଉଛନ୍ତି ଆମକୁ, ସେଇଟା ଯେ କି ଠାକୁରଙ୍କ ଉପରେ ଯେ କି ଆମ ଠାକୁରଙ୍କ ଉପରେ ବି ଏଇଟା ପ୍ରଭାବ ପଡୁଛି, ଆମ ମାନଙ୍କୁ ତ ସେଠି ଦୁଃଖିତ ଲାଗୁଛି। କହିବାର ତାତ୍ପର୍ଯ୍ୟ ଥିଲା ଏଇଆ। ନାଇଁ କଣ ନାଇଁ କଣ ଶୁଣନ୍ତୁ, ଆପଣ ଆପଣ ଦୁଃଖ ପ୍ରକାଶ, ଆପଣ ଶୁଣନ୍ତୁ, ଆପଣ ଦୁଃଖ ପ୍ରକାଶ କରିବା କିଛି ନାହିଁ, କାରଣ ଆପଣଙ୍କର କଞ୍ଜୁଗାଲ ଲାଇଫ ଭିତରେ କଣ ଡିଫେକ୍ଟ ହେଇଯାଇଛି, କଣ ପାଇଁ ଆପଣଙ୍କର ପରିବାର ଭିତରେ ସେଟା ଇମ୍ପାକ୍ଟ ପକଉନି, ବା ଆପଣ ବଂଶ ପରମ୍ପରା ଭିତରେ କୋଉଠି କିଛି ଗଫଲତି ରହିଯାଇଛି। କାହିଁକିନା ଆମେ ଆଚାର୍ଯ୍ୟର ଶାସନ ବା ଗୁରୁ କୈନ୍ଦ୍ରିକ ଜୀବନ ଆମେ ପରମ୍ପରା କ୍ରମେ ଆମ ପରିବାର ଭିତରେ ନାହିଁ। ଆପଣ ଭାବୁନାହାନ୍ତି କାହିଁକି ଏଇ ଯୋଉ କଥାଟି ଠାକୁର କହିଛନ୍ତି, ଯେ ଯଦି ତୁମ ପରିବାର ଭିତରେ ତା ଫୁଟି ନ ଉଠିଲା ତାହେଲେ ତୁମେ ମତେ ଫାଙ୍କି ଦେଇଗଲ, ଏ କଥା ଠିକ। କିନ୍ତୁ ଆମେ ଅସହାୟ, ଆମେ ନିରୁପାୟ ମଧ୍ୟ, କିନ୍ତୁ ପ୍ରଯତ୍ନଶୀଳ। ଆମେ ଚେଷ୍ଟା କରିବା, ସଏଲ ଯଦି ଠିକ ନାହିଁ, ଆଚାର୍ଯ୍ୟ କହୁଛନ୍ତି ତୁ କରିଚାଲେ, ସମ୍ଭାବନା ରହିଲା ଯଦି ସେ ପିଲାଟି ବା ସେ ଲୋକଟି କୌଣସି ପ୍ରକାରେ ଠାକୁରଙ୍କ ସନ୍ଧାନ ପାଏ ଏବଂ ଆଡମିଟ କରିଯାଏ, ତା ଭିତରେ ଫୁଟିବ। ଆମେ ନିଲ କରିଦେଲେ ହବନି। ବାପା ମାଙ୍କ ଭିତରେ ଯଦି ମେଳ ନଥାଏ, ତଥାପି ମଧ୍ୟ ବାପାର ଯଦି ସେମିତି ଟ୍ୟାଲେଣ୍ଟସ ଥାଏ ଆଉ ପିଲା ଯଦି ସେମିତି ଏକ ପରିବେଶ ପାଏ, ତାହେଲେ ମଧ୍ୟ ସେ ଗଜେଇ ଉଠି ପାରିବ। ଆମ ନାଇଁ ପରିବାରରେ ମଧ୍ୟ ତାହା ନାହିଁ। ହଁ, ଆଉ ଦାଦା ଅଲଗା ଟିକେ ଲୋକ ରୁହନ୍ତୁ, କଣ କହିବେ? ଦାଦା ଟିକେ ପ୍ରଶ୍ନଟା ଟିକେ ଭଲସେ ବୁଝନ୍ତୁ ଆଜ୍ଞା। ମୁଁ କହିବା କଥାଟା ଆପଣ ହଁ, କହୁଛନ୍ତି ଠିକ ଯେ କଣ ହଁ ସେଟା କୁହନ୍ତୁ, ଆଉ କହୁଛନ୍ତି, ଥରେ କୁହନ୍ତୁ। ଆପଣ ଯୋଉଟା କହୁଛନ୍ତି ଏଟା ବ୍ୟକ୍ତିଗତ କଥା। ଦାଦା ମୁଁ ତ କହୁଛି ଯୋଉଟା, କଥା ଟିକେ ବୁଝିବାକୁ ଚେଷ୍ଟା କରନ୍ତୁ। ଯୋଉଟା ହଁ ବରଦା କହିଲେ ଯେ କି କ୍ରୋଧଟା ସବୁ ସମୟ କରିବା ଠିକ ନୁହେଁ। ଠାକୁରଙ୍କ ଏଗନେଷ୍ଟରେ କହିବ ଅର୍ଥାତ ସେ ଜାଗାରେ ତ ନିହାତି କ୍ରୋଧଟା ଆସିବ, ସେଠି କଣ୍ଟ୍ରୋଲ କରିବ କେମିତି? ମୋ କହିବା କଥାଟା ଯେ କି ଧର ଉଦାହରଣ ଦେଇ ଦଉଛନ୍ତି ଯେ କି ସେ ରୀତିକି ତାଙ୍କ ଘରେ ଏତେ ତା ପିଲାମାନେ କାହିଁକି ଆଜି ପର୍ଯ୍ୟନ୍ତ ଦୀକ୍ଷା ନେଇ ପାରୁନାହାନ୍ତି, ଯେ କି ସେମାନଙ୍କୁ କାହିଁକି ତାଙ୍କ ଭିତରେ କଣ ଆପଣଙ୍କର ପ୍ରଶ୍ନ କଣ କହିଲେ? ହଁ, କଣ ଆପଣଙ୍କର ସୂର୍ଯ୍ୟକାନ୍ତ ଭାଇ ବୁଝିପାରୁନି, କଣ ମୁଁ ବୁଝିପାରୁନି, ତିନି ଆଡୁଆ କଥା କହୁଛନ୍ତି। ଶୁଣିନଥିଲି, କଣ ଆପଣଙ୍କର ପ୍ରଶ୍ନ ସୂର୍ଯ୍ୟକାନ୍ତ ଭାଇ? ଦାଦା ମୋ କହିବା କଥା, ଦାଦା ଡିପିୱାର୍କ ମାଧ୍ୟମରେ ଯିବା ଭିତରେ ହଁ ଠାକୁର ଯୋଉଟା କହିଲେ ତୁମ ରେତଜାତ ସନ୍ତାନ ଭିତରେ ମୋର କଥା ଗୁଡିକ ଯଦି ଫୁଟେଇ ତୋଳି ନ ପାର ତେବେ ମତେ ଫାଙ୍କିଦେଲ, ଏଇ କଥାଟି ଠାକୁର କହିଛନ୍ତି। ଠିକ ହଁ ଆଜିକି ଦେଖିବା ବହୁତ ସେ 40-50 ବର୍ଷ 20 ବର୍ଷ 30 ବର୍ଷ ହେଲା ବି ଦୀକ୍ଷା ଗ୍ରହଣ କରିଛନ୍ତି ତାଙ୍କ ପରିବାରରେ, ବହୁତ ପରିବାରରେ ବି ଦେଖିବାକୁ ପଡୁଛି। କିନ୍ତୁ ସେଇ ଜାଗାରେ ହିଁ ଦେଖିବାକୁ ପଡିବ ଯେ କି ବାପା ମା 2 ଜଣ ନେଇଛନ୍ତି, ଛୁଆ ନେଇନାହାନ୍ତି କି ଅନ୍ୟାନ୍ୟ କେହି ନେଇଥିବେ, ସେଇ ଜାଗାରେ ବେଶୀ ବିଶୃଙ୍ଖଳାଟା ଦେଖିବାକୁ ପଡିବ। ଯେ କି ଯାହାକୁ ବୁଝେଇଲା ବେଳକୁ ସେ ତାଙ୍କରି ଉଦାହରଣଟା ଦେଇ ଦଉଛନ୍ତି, ଯେ କି ଆମକୁ ସେଠି ଖରାପ ଲାଗୁଛି। ସେ ଠାକୁରଙ୍କୁ ତ ଧଇଲେଣି 20-30 ବର୍ଷ, ତାଙ୍କ ପରିବାରଟି କାହିଁକି ସେ ସଜାଡି ପାରୁନାହାନ୍ତି? ଏଇ ଉଦାହରଣ ଗୁଡାକ ଦେଇଦେଲା ବେଳକୁ ଏଇଟା ମାନେ ସେଇ ଜାଗାରେ ସେଇ କଣଟା ବଢିଆ କହିଲେ? ଶୁଣନ୍ତୁ ଆପଣଙ୍କର ମୁଖ୍ୟ ହେଲେ କିଏ, ଇଷ୍ଟ ହେଲେ କିଏ? ଠାକୁର। ବୁଝିଲେ? ମୁଖ୍ୟ ହେଲେ ଠାକୁର। ଠାକୁର ଯାହା ସେ କହିଛନ୍ତି ନା, ମୋ କଥାକୁ ଯଦି ଯିଏ ବି ମାନନ୍ତି ସେ କେବେ ଛାଡିନାହାନ୍ତି, ଠାକୁରଙ୍କ କଥାକୁ ଯିଏ ମାନୁନାହାନ୍ତି ତାଙ୍କ ପରିବାର ଲୋକ ବି ଦଣ୍ଡ ଭୋଗିଛନ୍ତି। ହେଲା, ବରଦା ତାଙ୍କ ପୁଅକୁ ମନା କରିଛନ୍ତି ବାହାରକୁ ଯାଆନି, ଗଣ୍ଡଗୋଳ ହଉଛି, ତାପରେ ସେ ଗଲେ ମାନିଲେନି, ଯାଇକି ତାଙ୍କ ଘରେ ବମ୍ ପଡିଲା। ଠାକୁର ତାଙ୍କ ବଡ ଝିଅକୁ ମନା କରିଛନ୍ତି, ଏଇ ରୋଗ ହେଇଛି, ୟା କରିବୁନି, ସେ ତାଙ୍କ କଥାକୁ ମାନିଲେନି, ବିବାହ କଲେ। ବିବାହ କଲା ପରେ ମନା କଲେ ସନ୍ତାନ ସୃଷ୍ଟି ନ କରିବା ପାଇଁ, ତା ବି ମାନିଲେନି, ସୃଷ୍ଟି ହେଲା ଗୋଟେ ସନ୍ତାନ। ତାକୁ ମାନିଲେନି, ଆଉ ବନ୍ଦ କର, ଆଉ ଗୋଟେ ସନ୍ତାନ ସୃଷ୍ଟି, ତାପରେ ତାଙ୍କର ମୃତ୍ୟୁ ହେଲା, ଅକାଳ ମୃତ୍ୟୁ। ଏଇଭଳି ଭାବରେ ତାଙ୍କର ବିଧି କି ଯିଏ ନ ମାନିବେ, ତାଙ୍କ ପରିବାର ଲୋକ ହୁଅନ୍ତୁ, ବାହାର ଲୋକ ହୁଅନ୍ତୁ, ଯିଏ ବି ହୁଅନ୍ତୁ ନା କାହିଁକି, ସିଏ ବର୍ତ୍ତିବେନି। ଆମର ମୁଖ୍ୟ ହେଲେ କିଏ? ଠାକୁର। ଆମର ଆଦର୍ଶ କିଏ ହେଲେ? ଠାକୁର। ଠାକୁର ସମସ୍ତଙ୍କ ପାଇଁ ଗୋଟିଏ କାମ ଦେଇଛନ୍ତି, ବିଧି। ସେ ତାଙ୍କ ପରିବାରକୁ କହିନାହାନ୍ତି ଯେ ମୋ ପରିବାର ଲୋକ ଯାହା କରିବେ ତା ଠିକ ନୁହେଁ। ଆମେ କାହାକୁ ତାଙ୍କୁ ଦେଖିବାନି, ଆମେ ଠାକୁରଙ୍କୁ ଦେଖିବା। ଆମେ ଜଣେ ଗୁରୁ ଭାଇ ଦୀକ୍ଷା ନେଇଛନ୍ତି, ଠାକୁରଙ୍କ କଥା କହୁଛନ୍ତି, ଜଣେ କର୍ମୀ ଦୀକ୍ଷା ନେଇଛନ୍ତି, ଠାକୁରଙ୍କ କଥା କହୁଛନ୍ତି, ଠାକୁରଙ୍କ ବାସ୍ତବ ଜୀବନ ତାଙ୍କ ଭିତରେ ଫୁଟି ଉଠୁଛି, ଆମେ ତାଙ୍କୁ ଦେଖୁଛେ। ତାଙ୍କ ପୁଅ କଣ କଲା, ତାଙ୍କ ଝିଅ କଣ କଲା, ତାଙ୍କ ସ୍ତ୍ରୀ କଣ କଲା, ସେ ସେତିକି ଉଦ୍ବୁଦ୍ଧ ହେଇନାହାନ୍ତି, ସେ ବ୍ରତକୁ ଯାଇନାହାନ୍ତି, ତେଣୁ ଆମେ ତାଙ୍କୁ ଦେଖିବାନି। ଏଠି ଠାକୁର ପରିବାର ଲୋକ ଆମେ ତାଙ୍କ ବାହ୍ୟ ରୂପ ଦେଖୁଛେ, ତାଙ୍କର ଭିତରେ କିଭଳି ଠାକୁରଙ୍କ ପ୍ରତି ଜାଗ୍ରତ ରହିଛି, କିଭଳି କର୍ମ କରୁଛନ୍ତି, ଆମେ ତାଙ୍କୁ ଜାଣିପାରିବାନି। ଆମେ ଜାଣିପାରିବାନି ସେ ଲାଇନରେ ଅଛନ୍ତି କି ଠାକୁରଙ୍କର ମାନେ ପ୍ରତିଷ୍ଠା କରୁନାହାନ୍ତି। ଆମେ ଏଇଟା ନିଜର କନସେପ୍ଟ, ଆମର ଗୋଟେ ନକାରାତ୍ମକ ଚିନ୍ତାଧାରା। ଆମର ସକାରାତ୍ମକ ଚିନ୍ତାଧାରା ଦେଖିଲେ ମଧ୍ୟ ଆମେ
ଅନୁଭବ କରିବା ଆମ ଭିତରେ ଗୋଟେ ପଜିଟିଭ ଥଟ୍ ଆସିବ, କେବେ ନେଗେଟିଭ ଥଟ୍ ଆସିବ ନାହିଁ। ତେଣୁ ଆମେ କିଭଳି ଚିନ୍ତା କରୁଛେ, ଆମେ ଯିଏ ଯାହା ଭାବେ ଆମେ ତାଇତା, ଆମେ ତାଙ୍କ ପରିବାର ଲୋକଙ୍କୁ ଯେଭଳି ଭାବରେ ଭାବୁଛେ ସେଭଳି ଭାବରେ ଆମେ ମନକୁ ନେଉଛେ। ଆମେ କାହିଁ ପଜିଟିଭ ଭାବୁନେ ସେ ଠିକରେ ଅଛନ୍ତି, ଠାକୁରଙ୍କୁ ପ୍ରତିଷ୍ଠା କରୁଛନ୍ତି, ତାଙ୍କ ବାହ୍ୟ ରୂପକୁ କ'ଣ ଆମେ ଅନୁଭବ କରୁଛେ, ତାଙ୍କ ଅନ୍ତର ଭିତରକୁ ଯାଇଛେ ସେମାନେ କିଭଳି ଠାକୁରଙ୍କୁ ଭଲ ପାଆନ୍ତି, କେମିତି ଆଚାର୍ଯ୍ୟଙ୍କୁ ଭଲ ପାଆନ୍ତି, ଯେ ଆଚାର୍ଯ୍ୟ ଭଳି ଚାଲିଛନ୍ତି ସେମାନେ ମୋତେ ଚାଲିଛନ୍ତି। ଆମେ ସବୁ ଜିନିଷ ଅନୁଭବ କରିବାର ଶକ୍ତି ଆମର ହେଇନି। ଆମେ ସବୁ ଜିନିଷକୁ ଗୋଟେ କାଲକୁଲେଟ୍ କରିବା ବା ଜଜମେଣ୍ଟ ଦେବାର ଶକ୍ତି ଆମର ଏପର୍ଯ୍ୟନ୍ତ ହେଇନି। କିନ୍ତୁ ଆମେ କାହିଁକି ହେଇନି ନା ଆମେ ସେଭଳି ଆମର ନାମ ଧ୍ୟାନ ଏବଂ ଆମର ଚିନ୍ତାଧାରା ଏବଂ ଠାକୁରଙ୍କୁ ପ୍ରତିଷ୍ଠା ଦିଗରେ ସେ ପথে ଏପର୍ଯ୍ୟନ୍ତ ଯାଇନି। ୱି ଆର୍ ଗୋଇଂ, ଆମେ ଯାଉଛେ, ଚେଷ୍ଟା କରୁଛେ, କିନ୍ତୁ ଏପର୍ଯ୍ୟନ୍ତ ଆମେ ଟଚ୍ କରିନେ। ବା ଆମେ ଯେତେ ଯେତେ ଭଲ ପାଇବା, ଯେତେ ତାଙ୍କ କର୍ମ କରିବା, ଯେତେ ତାଙ୍କ ବିଧିବିଧାନ ଅନୁଶାସନକୁ ମାନିବା, ସେତେ ହିଁ ଆମ ଜୀବନ ଉନ୍ନତ ହେବ, ଆମ ଚକ୍ଷୁ ସେତେ ନିର୍ମଳ ହେବ, ଆମ ଚକ୍ଷୁ ସେଭଳି ଦର୍ଶନ କରିବ, ଆମ ଚିନ୍ତା ମଧ୍ୟ ସେଭଳି ପଜିଟିଭ ଥଟ୍ ଆଣିବ ଏବଂ ସକାରାତ୍ମକ ଚିନ୍ତାଧାରା ନେଇକି ଆଲୋଚନା କରିବ। এইটা হচ্ছে ব্যক্তিগত কথা, ଆପଣ ଯାହା ଭାବୁଥିବେ। ଠିକ ଅଛି ସୁଭାଷ, ମୁଁ ତାଙ୍କୁ କହୁଥିଲି ସେ ଶୁଣି ଧୈର୍ଯ୍ୟ ଧରିଲେନି, ଆଉ ପଦ କଥାରେ ରହିଗଲା। ସେଇ ଅଧା ମୁଁ ଆରମ୍ଭ କରିଛି, କହିଲେ ମୋ ପ୍ରଶ୍ନ ସେୟା ନୁହଁ। ଆପଣ ଶୁଣନ୍ତୁ, ଯିଏ ଆସିଛନ୍ତି ବର୍ତ୍ତମାନ ଯୋଉ ବୃତ୍ତିଙ୍କ କଥା କୁହନ୍ତୁ ବା ଯାଜକ କଥା କୁହନ୍ତୁ ବା ଜଣେ ଭଲ ମଣିଷ କଥା ବି କୁହନ୍ତୁ, ତାଙ୍କ ପରିବାରକୁ ଯିଏ ଆସିଛନ୍ତି ପ୍ରତ୍ୟେକ ଆତ୍ମା ସ୍ୱତନ୍ତ୍ର, ପ୍ରତ୍ୟେକ ଆତ୍ମା ସ୍ୱତନ୍ତ୍ର। ଏବଂ ତାଙ୍କ ପରିବାର ଯେ ଗୃହକର୍ତ୍ତା, ଯେ ବାପା ଯାହାକୁ ଆପଣ କହୁଛନ୍ତି ରୀତିକି ହୋଇପାରନ୍ତି, ସେ ସେଇ ପ୍ରକାର ହେଇଛନ୍ତି କି ନାହିଁ? ସିଏ ସିନା ସେଇ ପ୍ରକାର ହେଇଥିଲେ, ତାଙ୍କ ସ୍ତ୍ରୀ ସେଇ ପ୍ରକାର ମାନେ ଅନୁସରଣ କରିଥିଲେ, ସେଇ କଞ୍ଜୁଗାଲ ଲାଇଫ ଭିତରୁ ସେମିତି ପିଲା ଆସନ୍ତେ, ଅଟୋମେଟିକାଲି ଆଗେଇ ଯାଇଥାନ୍ତା। ତେଣୁ ଆତ୍ମା ଗୁଡିକ କୌଣସି ଏକ କାରଣରୁ ସେ ପରିବାରରେ ଜନ୍ମ ହେଇଥାନ୍ତି। ଆଉ ଦୀକ୍ଷା କାହାକୁ ବାଧ୍ୟ କରି ଦିଆଯାଏ ନାହିଁ, ସ୍ୱସ୍ତନି ମଧ୍ୟ ବାଧ୍ୟ କରି ଦିଆଯାଏ ନାହିଁ। ତାଙ୍କର ହୃଦବୋଧ ହବା ଦରକାର ଯେ ସେ ରୀତିକି ଠିକ କରୁଛନ୍ତି। ସେ ପୁଅକୁ ବାଧ୍ୟ କାହିଁ କରିବେ? ପୁଅ ବୁଝିବ, ଦେଖିବ, ଜାଣିବ, ଚେତନା ତାର ଆସିବ, ତାପରେ ସେ ଆଡମିଟ କରିବ। ତେଣୁ ତାର ସନ୍ଦେହ ମୋଚନ ନହେଲା ପର୍ଯ୍ୟନ୍ତ ଏ ଦୀକ୍ଷା ନେ, ମୋ ପୁଅ ତୁ ଦୀକ୍ଷା ନେ ଏମିତି ଜବରଦସ୍ତି ଦବା ତ ଉଚିତ ବି ନୁହେଁ ନା। ତେଣୁ ସେଠି ପିଲାର ଭାବବୋଧ ଅନୁସାରେ ପିଲା ଗଢି ହେବେ। ଆଉ ସେମାନେ ଆଦର୍ଶ ନୁହନ୍ତି ଆପଣଙ୍କ ଅଞ୍ଚଳର ବା ଆପଣଙ୍କର। ତାଙ୍କୁ ଦେଖିକିରି ଲୋକ ତିଆରି ହଉନାହାନ୍ତି, ତିଆରି ହଉଛନ୍ତି ଆଚାର୍ଯ୍ୟଙ୍କୁ ଦେଖିକିରି, ତିଆରି ହଉଛନ୍ତି ଆଚାର୍ଯ୍ୟଙ୍କୁ ଦେଖିକିରି। ଆଚାର୍ଯ୍ୟ ତାଙ୍କ ବଂଶ ପରମ୍ପରା ଭିତରେ ଯୋଉ କଥା ପୂର୍ବରୁ ଆମର ବିଶ୍ୱରଞ୍ଜନ ଭାଇ କହୁଥିଲେ, କେମିତି ଭାବରେ ସେ ମାନି ଚାଲିଛନ୍ତି। ସେ ବଡଦା କଣ ଚାହୁଁଥିଲେ, ଠାକୁର କଣ ଚାହୁଁଥିଲେ, ବଡଦା କେତେ ଇମ୍ପ୍ଲିମେସନ କଲେ, ଆଉ କଣ ରହିଲା ବୁଝିବା, ଦାଦା କଣ କଲେ, ସେ ବି ସେଇ ଦାଦାଙ୍କର ପ୍ରତିଜ୍ଞାକୁ ଶପଥ କରିକି ନିଜେ ବି ପାଳନ କରିଛନ୍ତି। 4 ଲକ୍ଷରୁ ଉର୍ଦ୍ଧ୍ୱ ଦୀକ୍ଷା ଦେଇଛନ୍ତି, ଅକାତରେ ଦୀକ୍ଷା ଦେଇଛନ୍ତି। ପୁନର୍ବାର ତାଙ୍କ ସଂସ୍କାର ବଳ ଆସିଲା, ସିଏ ବର୍ତ୍ତମାନ ରିଫାଇନ କରିବାକୁ ଚାହିଁଲେ, କୁଆଡେ କିଏ ଗଲେ, କଣ ହେଲା, କଣ ଖୋଜ ଖବର କଲେ। ଇଏ ଗୋଟେ ସ୍ୱତନ୍ତ୍ର, ପ୍ରତ୍ୟେକ ଆଚାର୍ଯ୍ୟଙ୍କର କାମ ସ୍ୱତନ୍ତ୍ର ଥିଲା। ଆପଣ ଭାବନ୍ତୁନି, ଠାକୁରଙ୍କର ଅଜସ୍ର ଇଚ୍ଛାକୁ ଧୀରେ ଧୀରେ ଆଚାର୍ଯ୍ୟ ପରମ୍ପରା ଭିତରେ ସେମାନେ କୋଉ କୋଉ ଭାବରେ ଡେମନଷ୍ଟ୍ରେଟ କରୁଛନ୍ତି। ଠାଇ ନଥିଲା, ଓଡିଶା କୁହନ୍ତୁ ପୃଥିବୀରେ ବଡଦା କ୍ରିଏଟ କଲେ, କୋଉଠି ଠାକୁର ବସିବେ, ଠାକୁରଙ୍କ ଜାଗା ହବା ଦରକାର। ଆଗ ଗୋଟେ ବସିବାର ସ୍ଥାନ ଠିକ କରାଗଲା। ସେତେବେଳେ ବାଛ ବିଚାର କିଛି ନଥିଲା, ଯିଏ ଚାହୁଁଥିଲେ ଦୀକ୍ଷା ବି ନଉଥିଲେ, ଯିଏ ନହେଲେ ମଧ୍ୟ ମାନେ କୌଣସି ପ୍ରକାର ଲୋଭ ଲାଭ ଦେଖେଇକି ମଧ୍ୟ ଦୀକ୍ଷା ଦିଆଯାଇଛି। ତା ପରବର୍ତ୍ତୀ ପର୍ଯ୍ୟାୟରେ ଦେଖାଗଲା ଆହୁରି ପ୍ରଚାର ପ୍ରସାର କରାଯାଉ, ବୁଝିବା ଦାଦା ଦୀକ୍ଷା ଅକାତରେ ଦିଆଗଲା। କଲେଜରେ ମାନେ ଟର୍ମ ଦେଖିବ 1000, 2000, 3000, 4000 ଦୀକ୍ଷା ଦେଇପାରୁଛି। ଦୀକ୍ଷାର ପ୍ରାବଲ୍ୟ ହେଇଗଲା। ଏଠି ବର୍ତ୍ତମାନ ଆଚାର୍ଯ୍ୟ କଣ କଲେ, ଏ ଭାବି ଚିନ୍ତି ବୁଝେଇ ସୁଝେଇ ଦିଅ ଏବଂ ଯୋଉମାନେ ସବୁ ଛାଡିଛନ୍ତି ତାକୁ ଧରିକି ଆଣ। ତେଣୁ ରିଫାଇନ କରାହଉଛି। ଆପଣ ଦେଖନ୍ତୁ, ପ୍ରତ୍ୟେକଙ୍କ ଆଚାର୍ଯ୍ୟ ଭିତର ଦେଇ ଚେଷ୍ଟା ଚାଲିଛି। ଆଉ ଆପଣ ଯୋଉ ଆଶା କରୁଛନ୍ତି ରୀତିକି ହେଇଗଲେ ବୋଲି କଣ ପରଫେକ୍ଟ ହେଇଯିବେ ନା କଣ, ତା ପରିବାର ଏକାଥରେ ଗଢା ହେଇଯିବ ନା କଣ? ତା ନୁହେଁ, ତାହା ଏକାଥରେ ହେଇପାରିବ ନାହିଁ। ବିଜେଦା ଠିକ, ଦାଦାଙ୍କର ଏଠି ଆକ୍ଚୁଆଲି ଶୁଣନ୍ତୁ, ଆପଣଙ୍କର ଭାବୁଛନ୍ତି ଯେ ଆପଣ ଯୋଉ କୋଶ୍ଚିନ୍ ଟା କରୁଛନ୍ତି ସେଇ ଅନୁସାରେ ଆପଣଙ୍କୁ ଆନ୍ସର ସାଟିସ୍ଫାଇ ଲାଗୁନି। ଏଇଥିପାଇଁ ଆପଣ ଦେଖନ୍ତୁ, ଆପଣ ଭାବୁଛନ୍ତି ଯେ ତାଙ୍କ ଯୋଗୁ ଆମର ଜିନିଷଟା ପ୍ରୋବ୍ଲେମ ହଉଛି। ଦେଖନ୍ତୁ, ଆପଣ ଗୋଟେ ପର୍ଟିକୁଲାର ଏରିଆରେ ଅଛନ୍ତି, କି ଆମେ ଯେ ବି ସମସ୍ତଙ୍କ ମନରେ ସେମିତି ଥଟ୍ସ ଆସେ ଯେ ଏ ଗୁରୁ ଭାଇଟା ଟିକେ ଭୁଲ କରିଦଉଛି, ଅସୁବିଧା ହେଇଯାଉଛି, କି ସେ ଯଦି ଭଲ ପୋଜିସନରେ ଅଛି ଆଉ ଟିକେ କଷ୍ଟ ସେ ଏରିଆ ପାଇଁ। ସମସ୍ତ ମନରେ ଚିନ୍ତାଟା ଆସେ। ଆପଣଙ୍କ ମନର ଦୁଃଖଟା ମୁଁ ବୁଝିପାରୁଛି। ଆପଣ କହୁଛନ୍ତି ଯେ ଆଜ୍ଞା ତାଙ୍କର ପ୍ରୋବ୍ଲେମ ସକାଶେ ଆମକୁ ସେଠି ଇଷ୍ଟକର୍ମ କରିବାକୁ ଅସୁବିଧା ହଉଛି। ଆମେ ତ ଆଜ୍ଞା ଏଠି ଆଜ୍ଞା ସଲ୍ୟୁସନ ବୁଝିବୁ ସବୁବେଳେ। ସଲ୍ୟୁସନ ଗଲେ ଆମେ ସଲ୍ୟୁସନ ପାଇବା।
ଆମେ ଯଦି ଭାବିବା ସେଟା କେମିତି ହେଇପାରିବ ତାହେଲେ ସଲ୍ୟୁସନଟା ପାଇପାରିବା। ଆପଣ ସେଇ ଜାଗାରେ ଭାବନ୍ତୁ ଆଚାର୍ଯ୍ୟ ଦେବଙ୍କୁ ନେଇକି। ଆଚାର୍ଯ୍ୟ ଦେବ, ଆମେ ଯଦି ଗୋଟେ ଜାଗାରେ ରହିକି 2-4ଟା ଲୋକ ଖରାପ ବୋଲି ଆମେ ଏତେ ପ୍ୟାନିକ ହେଉଛେ, ଆଚାର୍ଯ୍ୟ ଦେବ ତ ଅଲ ଓଭର ୱାର୍ଲଡ ର ସମସ୍ତ ଗୁରୁ ଭାଇଙ୍କୁ ଜାଣନ୍ତି। ଆମ ଭିତରେ କଣ ଖରାପ ମନ୍ଦ ସେଟା ବି ଦେଖିପାରନ୍ତି। ଆମେ ତ ଅଳ୍ପ ଦେଖିପାରୁଛେ, ସେ ପୁରା କ୍ଲିୟରଲି ଦେଖିପାରନ୍ତି। ତାପରେ ବି ସେ ପଜିଟିଭଲି ଭାବ ପ୍ରକାଶ କରୁଛନ୍ତି ଯେ ନାଇଁ, ପଜିଟିଭ ଟାକୁ ବଢେଇଲେ ଅଟୋମେଟିକାଲି ନେଗେଟିଭ ଟା କମିବ। ଯୋଉଟା କି ପରମ ପୂଜ୍ୟପାଦ ବରଦା କହିଲେ ଯେ ଗୋଟେ ଗାରଟେ ଅଛି, ତାକୁ ନ ଲିଭେଇକି କେମିତି ଛୋଟ କରିହବ, ଯେ ଆଉ ଗୋଟେ ବଡ ଗାର ତା ପାଖରେ ଟାଣି ଦିଅ, ସେଟା ଛୋଟ ହେଇଯିବ। ଯଦି ଆପଣଙ୍କୁ ଲାଗୁଛି ଯେ ସେଇ ଜାଗାରେ କିଛି ଏମିତି ଅଛନ୍ତି କର୍ମୀ ବା ଗୁରୁ ଭାଇ ଯୋଉମାନେ ଭଲ ପୋଜିସନ ଅଛି ବା ସତ୍ସଙ୍ଗକୁ ଲିଡ୍ କରୁଛନ୍ତି, ବି ଆଗରୁ ଆରମ୍ଭ କରିଛନ୍ତି, ସେମାନେ କିଛି ଖରାପ ଅଛନ୍ତି, ଭୁଲ ଖରାପ ତ ମୁଁ ଜାଣିନି ଆଜ୍ଞା, ସେଟା ଆପଣଙ୍କ ନଜରରେ। ତ ସେଇଟାକୁ ଆମକୁ କଣ କରିବାକୁ ପଡିବ, ତା ସଲ୍ୟୁସନ ହଉଛି ଆମକୁ ଏତେ ଭଲ କାଢିବାକୁ ପଡିବ, ଏତେ ପଜିଟିଭ କାଢିବାକୁ ପଡିବ ଯେ ସେ ଯେମିତି ଅଟୋମେଟିକାଲି ନେଗେଟିଭ ଟା ସେ ଭିତରେ ସମେଇଯିବ। ମୋର ପଜିଟିଭ ର ସର୍କଲଟାକୁ ଏତେ ବଡ କରିଦେବାକୁ ପଡିବ, ନେଗେଟିଭ ସର୍କଲ ଭିତରେ ଦିଶିବ ନାହିଁ। ଆଉ ଯୋଉ ଲୋକଟା ବି ଦେଖୁଛି ତାକୁ ଆପଣ ଆଚାର୍ଯ୍ୟଙ୍କୁ ଦେଖାନ୍ତୁ, ଠାକୁରଙ୍କୁ ଦେଖାନ୍ତୁ, ଧୀରେ ଧୀରେ ତା ସମସ୍ୟାର ସମାଧାନ ହେଇଯିବ। ଆମେ ଚେଷ୍ଟା କଲେ ଯଦି ଆପଣ ଆଉ 10 ଜଣ ଗୁରୁ ଭାଇଙ୍କର, ନର୍ମାଲ ଗୁରୁ ଭାଇଙ୍କ ଘରେ ଭଲ ଭଲ ପିଲା 10 ଜଣ ବାହାରିବେ, ଇଷ୍ଟକର୍ମ କରିବେ, ତ ଅଟୋମେଟିକାଲି ସେ ରହିଲା ନେଗେଟିଭଟା କମିଯିବ, ପଜିଟିଭ ବଢି ଚାଲିବ। ଆମେ ତ ସଲ୍ୟୁସନ କରିପାରିବା ନା, ଆଉ ତ କିଛି କରିପାରିବା ନା। ଦୋଷ ଦେଖିଲେ ତ ଠାକୁର ଦୋଷ ଦେଖି ଦୁଷ୍ଟ ହୁଅ ନା, କଣ ଲାଭ ହବ ଆମର? ତେଣୁ ଆମେ ଚେଷ୍ଟା କରିବା ତାର କେମିତି ସମାଧାନ କାଢିବା। ସମାଧାନ ହିଁ ଏଇଆ, ଆମେ କେତେ ଭଲ କାଢି ପାରିବା ସେଇଟା, ଯଦି କିଛି ନେଗେଟିଭ ଅଛି। ଆଜ୍ଞା 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 ଦାଦା, ବହୁତ ସୁନ୍ଦର ଦାଦା, ବହୁତ ସୁନ୍ଦର ଲାଷ୍ଟ ବୁଝେଇଛନ୍ତି। ବିଜୟ ଦାଦା ବୁଝେଇଛନ୍ତି, ସୁଭା ଦାଦା କହିଛନ୍ତି, ବୁଝିଗଲା ଦାଦା। ଅନ୍ୟ ପ୍ରଶ୍ନ ଦାଦା ନିଅନ୍ତୁ। ଆଜ୍ଞା ହଉ ଠିକ ଅଛି, ବୁଝିପାରିଲେ ପବନ ଭାଇ? ଆଜ୍ଞା 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 ଆଉ ପ୍ରଶ୍ନ କଣ, ଆଉ ପ୍ରଶ୍ନ କିଛି ନାହିଁ ତ? ନାଇଁ 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 ଦାଦା, ବହୁତ ସୁନ୍ଦର ଦାଦା। ଠିକ ଅଛି, ଜାଜନ ନେକ୍ସଟ ଆମର ମାଧ୍ୟମରେ ଡକ୍ଟର କଳ୍ପନା ଦଳେଇ। କଳ୍ପନା ମା, ଅଡିଓ ଖୋଲନ୍ତୁ। କଳ୍ପନା ମା, ଦାଦା ହ୍ୟାଲୋ। ଜୟଗୁରୁ। ହଁ ଦାଦା ଜୟଗୁରୁ ଜୟଗୁରୁ, ସମସ୍ତଙ୍କୁ ଜୟଗୁରୁ। ହୁଁ। ଦାଦା ବ୍ରହ୍ମ ଜ୍ଞାନ ମାନେ କଣ ଟିକେ ବୁଝେଇବେ? କାହିଁକି ନା ବୈଶିଷ୍ଟ୍ୟ ଜ୍ଞାନ ଯୋଉମାନଙ୍କର ନାହିଁ, ସେମାନଙ୍କର ବ୍ରହ୍ମ ଜ୍ଞାନ ବି ନାହିଁ। ତ ହୋଇପାରେ ନା, ବା ବ୍ରହ୍ମ ଜ୍ଞାନ ହୋଇପାରେ ନାହିଁ। ହେଲେ ଏଇ ଯୋଉ ବୈଶିଷ୍ଟ୍ୟ ଜ୍ଞାନ ଆଉ ବ୍ରହ୍ମ ଜ୍ଞାନ ଭିତରେ ଫରକ କଣ ଦାଦା? ବୈଶିଷ୍ଟ୍ୟ ଜ୍ଞାନ ଗୁଡାକ ବି ବ୍ରହ୍ମ ଜ୍ଞାନ ହବନି? ହଉ ଠିକ ଅଛି, ବିଶ୍ୱଜିତ ଭାଇ କଣ କହୁଛନ୍ତି କୁହନ୍ତୁ। ଆଜ୍ଞା, ବ୍ରହ୍ମ ଜ୍ଞାନ ମିନ୍ସ ସହଜ ଜ୍ଞାନ, ଯୋଉଟା କି ସାଧାରଣ ଆମ ଭିତରେ କମନଲି ଯୋଉଟା ଥାଏ, ସେଇଟା ହିଁ ହଉଛି ବ୍ରହ୍ମ ଜ୍ଞାନ, ଗୋଟେ ଅଲଗା କିଛି ନଥାଏ। ସେଇଟା ଯଦି ଆମେ ସହଜ ଭାବରେ ନ କରିପାରିବା, ଆପଣ କହିଲେ ବୈଶିଷ୍ଟ୍ୟ, ତ ମୋର ବୈଶିଷ୍ଟ୍ୟ ଅନୁସାରେ ଯଦି ମୁଁ ନ ଚାଲି ପାରୁଛି ଠିକ ଠିକ, ତାହେଲେ ମୁଁ ବ୍ରହ୍ମ ଜ୍ଞାନ ଆଡେ ଯିବି କଣ? ମୋର ସେୟା ଥଟ୍ସ। ତା ଭିତରେ ଏଇଟା ତ ଦେଖନ୍ତୁ, ଏଇ ସବୁ ମତେ ଡିପ୍ ଯୋଉ ଜିନିଷ ଗୁଡା ଏତେ ଲାଗେନି ଯେ ଆମେ ସେତେ ଭିତରକୁ ଯିବା ଆବଶ୍ୟକ। ଆମେ ଯେତେବେଳେ ଅଳ୍ପ ଅଳ୍ପ ଜିନିଷ ପାଳିବା ନା, ଏଇ ଜିନିଷଟା ଆମ ଆଗରେ ଫୁଟି ଉଠିବ। ଏଟା କମନ ସେନ୍ସ ଗୁଡା, ସେଇଟା ହିଁ ହଉଛି ସହଜ ଜ୍ଞାନଟା ହିଁ ଆମର ବ୍ରହ୍ମ ଜ୍ଞାନ। କାରଣ ଏଇଥର ଦେଖନ୍ତୁ, ଆଚାର୍ଯ୍ୟ ଦେବଙ୍କର ଗୋଟେ କଥାଟେ ଏବେ ପଢୁଥିଲି, ଆଚାର୍ଯ୍ୟ ଦେବ କହୁଛନ୍ତି ଯେ ଯାଉଥିଲେ ପ୍ରେୟାରକୁ, ଆପଣ ଦେଖନ୍ତି ଆଶ୍ରମ ଯୋଉମାନେ ଯାଆନ୍ତି, ଆଚାର୍ଯ୍ୟ ଦେବ ପ୍ରେୟାର କଲା ପରେ ସେଠୁ ବର୍ଷା ହଉଛି ବୋଲି ସେ ସେଇଠୁ ଡାଇରେକ୍ଟ ବସିଲେ ପ୍ରଣାମ କରିବା ପାଇଁ। ଆସିଲା ବେଳେ କୋଉଠି ବଡମାଙ୍କ ପାଖକୁ ଯାଆନ୍ତି, ଯୋଉ ବୁଲିକି ନ ଯାଇକି ସେଠୁ ଯାଇକି ଏପଟେ ପଳେଇ ଆସିଲେ ସିଧାରେ। କିନ୍ତୁ ଯେତେବେଳେ ସରିଲା ପ୍ରେୟାର, ତ ସେ ଜାଗାଟାରେ ଲୋକ ପୁରା ଫୁଲ ହେଇଯାଇଛନ୍ତି, ତ ଆଚାର୍ଯ୍ୟଙ୍କୁ ବାଧ୍ୟ ହେଇକି ପୁଣି ବୁଲିକି ଯାଇକି ସେପଟେ ପ୍ରଣାମ କରିବାକୁ ପଡିଲା ବର୍ଷା ଭିତରେ। ତ ତାପରେ ଆଚାର୍ଯ୍ୟ ସେ ଯୋଉ ତାଙ୍କର ସହକର୍ମୀ ମାନେ ରହୁଛନ୍ତି ତାଙ୍କୁ ଗାଳି କଲେ ଯେ ମୁଁ ଯଦି ଏଇପଟେ ଆସିଲି, ତମେ ଜାଣିବା ଦରକାର ଯେ ଏଇପଟେ ଯିବି ବୋଲି। ଏ ଆଶା ଖାଲି କଲି। ସେ କହିଲେ ମୁଁ ଭାବୁଥିଲି ଯେଟା କହିବିନି, କହିଲେ ଖରାପ ଲାଗିବ ତମମାନଙ୍କୁ, କିନ୍ତୁ ମୁଁ କହିଲି ନ କହିଲେ ବି ଆମେ ସହଜ ଜିନିଷଟା ଶିଖିପାରିବା ନାହିଁ। କାରଣ ଏଇ ବାଟରେ ଯଦି ଆଚାର୍ଯ୍ୟ ଦେବ ଆସିଲେ, ଆମର କମନ ସେନ୍ସ ରହିବା ଦରକାର। ତମେ ଖାଲି ଆମ ମୋ ପାଖରେ ବୁଲୁଛ, ମୋ ପାଖରେ ଠିଆ ହଉଛ ସବୁବେଳେ, କିନ୍ତୁ କିଛି କରୁନ। ଏଇ ଜିନିଷଟା ହଉଛି କଣ, ଆମର ସହଜ ଜ୍ଞାନଟା, ଯେ କଣଟା କଲେ ମୋର ଗୁରୁ ଖୁସି ହେବେ। ସେଟା ଆମେ ତାଙ୍କ ସାଙ୍ଗେ ଆଟାଚ ହେଲେ ଆମ ପାଖରେ ଏଇ ସହଜ ଜ୍ଞାନଟା ଫୁଟି ଉଠିବ ଅଟୋମେଟିକାଲି। ଆଉ ସେଇଟା ହିଁ ଆମକୁ ବ୍ରହ୍ମ ଜ୍ଞାନ ପାଇଁ ହେଲ୍ପ କରିବ। ଆଜ୍ଞା, ତ ଆଉ ଯଦି କି ଯାହା ଥିବେ ଦେଇପାରିବେ। ହଉ ଠିକ ଅଛି, ଠିକ ଅଛି, ଠିକ ଅଛି। ଶୁଣନ୍ତୁ, ବୈଶିଷ୍ଟ୍ୟ ଅଲଗା, ବ୍ରହ୍ମ ଜ୍ଞାନ ଅଲଗା, କିନ୍ତୁ ବ୍ରହ୍ମ ଜ୍ଞାନ ଭିତରେ ବୈଶିଷ୍ଟ୍ୟ ଅଛି। ବ୍ରହ୍ମ ଜ୍ଞାନ ଭିତରେ ବୈଶିଷ୍ଟ୍ୟ ଅଛି। ଯିଏ ପ୍ରତ୍ୟେକଙ୍କର ବୈଶିଷ୍ଟ୍ୟକୁ ରକ୍ଷା କରି ତାକୁ ବୃହତ୍ ଦିଗରେ ଅଗ୍ରଗତି କରେଇ ଦେଇ ପାରନ୍ତି, ସେ ହଉଛନ୍ତି ବ୍ରହ୍ମ ଆଉ ବ୍ରହ୍ମଜ୍ଞ, ବ୍ରହ୍ମବିତ୍। ବ୍ରହ୍ମ ଜ୍ଞାନ ଏଇ ବିଷୟକ ଜ୍ଞାନ ଉପଲବ୍ଧି କରିବା, ଅନୁଭବ କରିବା, ନିଜ ଜୀବନରେ ପରିପାଳନ ପାଇଁ ପ୍ରଚେଷ୍ଟା କରି ଚାଲିବା,
ପୂର୍ଣ୍ଣତ୍ୱ ଆସିବାଟା ଠୁ ଡିଫିକଲ୍ଟ କିନ୍ତୁ ସମୟ ସାପେକ୍ଷ କିନ୍ତୁ ସେ ବ୍ରହ୍ମ ଜ୍ଞାନ ପରାୟଣ ହେଇ ଚାଲିଛି। ବ୍ରହ୍ମ ଜ୍ଞାନ ଗୋଟେ ଛୋଟିଆ ଜିନିଷ ନୁହେଁ, ଏକ ବିରାଟ ଏକ ସ୍ତର। ବ୍ରହ୍ମକୁ ଜାଣିବା ମାନେ ତାଙ୍କୁ ଜାଣିବା। ତେଣୁ ତାରି ଭିତରେ ବୈଶିଷ୍ଟ୍ୟ ରହିଲା, ବର୍ଣ୍ଣ ରହିଲା, ଜୀବନ ଜୀବିକା ରହିଲା, ବହୁତ କଥା ରହିବ। ବ୍ରହ୍ମ ଜ୍ଞାନ ଗୋଟେ ଛୋଟିଆ ଜ୍ଞାନ ନୁହେଁ, ପୂର୍ଣ୍ଣ ଜ୍ଞାନ। କିବା মানুষ কিবা চায়, କୋଉ ମଣିଷ କଣ ଚାହୁଁଛି ସେ ଚଲା ବଲାଏ ଜାଣିଏ ଦାଏ। କିଏ କଣ ଚାହୁଁଛି ତା ଚଲା ବଲାରୁ ଜାଣିକିରି ସେ ତାକୁ ପୂରଣ କରିବ। ଏ ସବୁ ଗୁଡିକ ହଉଛି ଗୋଟେ ଗୋଟେ ବ୍ରାଞ୍ଚ। ପୂର୍ଣ୍ଣ ସବୁ ଯାକ ପୂର୍ଣ୍ଣ ହେଇଗଲେ ବ୍ରହ୍ମବିତ୍ ହେଇଗଲା। ବ୍ରହ୍ମ ଜ୍ଞାନୀ କିଏ କୋଉ ପରିମାଣରେ ହେଇଛି, ଯିଏ ଯୋଉ ପରିମାଣରେ ହେଇଛି ତାକୁ ଆମେ କହୁଛେ ହଁ ବ୍ରହ୍ମଜ୍ଞ ବା ବ୍ରହ୍ମ ଜ୍ଞାନ ପରାୟଣ ଏମିତି କହୁଛେ। କିନ୍ତୁ ବ୍ରହ୍ମବିତ୍ ଯେତେବେଳେ ହେଇଯିବ, ସେ ପୂର୍ଣ୍ଣ ଜ୍ଞାନ ପାଇଯିବ, ସେ ବ୍ରହ୍ମବିତ୍ ଆଉ ବ୍ରହ୍ମଜ୍ଞ ବୋଲି ପୂର୍ଣ୍ଣ ବ୍ରହ୍ମଜ୍ଞ କୁହାଯିବ। ଏ ସମଗ୍ର ଦୁନିଆ ସହିତ ଯେ ନିଜକୁ ଯୋଡି ଦେଇ ପାରିବ। ବିସ୍ତାର ହିଁ ଜୀବନ, ବିସ୍ତାର ହିଁ ପ୍ରେମ, ବିସ୍ତାର ହିଁ ଚୈତନ୍ୟ ଆଣି ଦେଇପାରେ। ସେଇପରି ସୁପରଲେଟିଭ ଡିଗ୍ରୀରେ ମଣିଷ ପହଞ୍ଚେ। ତାର ଭାବା ବଲା କରା, ଦେହ ମନ ପ୍ରାଣ, କାୟ ମନ ବାକ୍ୟ, ଏ ସବୁ ରେଞ୍ଜ ଗୁଡିକ ଯଦି ସେଇ ଏକ ସେମ୍ ଲେଭେଲରେ ଯାଏ, 1 ଲକ୍ଷରେ ଚାଲେ, ତାହେଲେ ସିଏ ହେଲା ବ୍ରହ୍ମ। ଆଉ ଏ ଯୋଉ ବୈଶିଷ୍ଟ୍ୟ କହିଲେ, ଆପଣଙ୍କର ବୈଶିଷ୍ଟ୍ୟ, ଆପଣଙ୍କର ବିଶିଷ୍ଟ ଭାବ କଣ ଅଛି? ଭଲ ଆପଣ ଗୀତ ବୋଲି ଜାଣିଛନ୍ତି, କିଏ ନାଚି ଜାଣିଛି, କିଏ କହି ଜାଣିଛି, କିଏ ଭଲ ରୋଷେଇ କରି ଜାଣିଛି। କାହା ବୈଶିଷ୍ଟ୍ୟ କଣ? ବିଶିଷ୍ଟ ଭାବ କାହାର, କୌଳିକ ବୃତ୍ତି କଣ, ବର୍ଣ୍ଣାଶ୍ରମ ବିଧାନ, ଏ ସବୁକୁ ଯେ ନେଇକିରି ପରିପାଳନ କରନ୍ତି ବା ଯୋଉ ବିଧାନରେ କରାଯାଏ ତାହା ହଉଛି ବୈଶିଷ୍ଟ୍ୟ। ବୈଶିଷ୍ଟ୍ୟ ଗୋଟେ ବ୍ରାଞ୍ଚ, ଗୋଟେ ପର୍ଟିକୁଲାର ପର୍ସନ ପାଇଁ ପର୍ଟିକୁଲାର ଭାବରେ ବୈଶିଷ୍ଟ୍ୟ ରହିଛି। ହେଲା, ତେଣୁ ବୈଶିଷ୍ଟ୍ୟ ଦାଦା ହଁ ପରିମାଣ ସେ ବ୍ରହ୍ମଜ୍ଞ ଯିଏ ବା ବ୍ରହ୍ମବିଦ ଯିଏ ବ୍ରହ୍ମ, ସେ ସମସ୍ତଙ୍କର ବୈଶିଷ୍ଟ୍ୟ ପରିପୂର୍ଣ୍ଣ କରିବା ପାଇଁ ସମର୍ଥ। ତାଙ୍କୁ ଧରିଲେ ସମସ୍ତ ବର୍ଣ୍ଣାଶ୍ରମ ବିଧାନ କଣ ପରିପାଳନ ହୁଏ, ବୈଶିଷ୍ଟ୍ୟ ବି ପରିପୂର୍ଣ୍ଣ ହୁଏ। ବୁଝିପାରିଲେ? ଜୟଗୁରୁ। ହେଲେ ଦାଦା ବୈଶିଷ୍ଟ୍ୟ ଜ୍ଞାନ ଯଦି ହେଇନି ତାହେଲେ ବ୍ରହ୍ମ ଜ୍ଞାନ ବି ହେଇପାରିବନି। ନାଇଁ ବୈଶିଷ୍ଟ୍ୟ ଜ୍ଞାନ ଆପଣ ଶୁଣନ୍ତୁ, ସେଇଟା ନୁହେଁ। ଧର୍ମ ଜ୍ଞାନ ଆପଣଙ୍କର ବୈଶିଷ୍ଟ୍ୟ ଜ୍ଞାନ, ଆପଣ ସମସ୍ତଙ୍କ ବୈଶିଷ୍ଟ୍ୟକୁ କଣ ଏକାଥରେ ଜାଣିପାରିବେ? ଆପଣ ସେ ସ୍ତରକୁ ଆସିଲେଣି ବା ଆମେ କଣ ଆସିଲୁ? ସେଇଟା ନୁହେଁ। ଆମେ ଧର୍ମ ଆଚରଣ କରି ଚାଲିଛେ, ବଞ୍ଚିବାର ଭାବଟା ଆମ ଭିତରେ 1, 2, 3, 4% ହେଇ ଚାଲିଛି। ତା ଭିତରେ ଗୋଟେ ବୈଶିଷ୍ଟ୍ୟ ଆମ ଭାବରେ କେତେ ଅଛି କେତେକ ନାହିଁ, ସେ ପରବର୍ତ୍ତୀ କଥା। ହେଲା, ଆମେ କେତିକି ବର୍ଣ୍ଣାଶ୍ରମ ମାନୁଛୁ, ଇଏ ଗୋଟେ ଧର୍ମର ଅଙ୍ଗ। ବୁଝିପାରିଲେ? ହଁ ଦାଦା, ଏଗୁଡାକ ଧୀରେ ଆମର ଆଚାର୍ଯ୍ୟ ଦେବ ତ ବ୍ରହ୍ମଜ୍ଞ ନାଇଁ କି? ତାଙ୍କୁ ବ୍ରହ୍ମବିଦ କୁହାହବ, ବ୍ରହ୍ମଜ୍ଞ। ହଁ ଠିକ। ସମସ୍ତଙ୍କର ବୈଶିଷ୍ଟ୍ୟ କୁ ସେ ହଁ ଜାଣନ୍ତି ନାଇଁ କି? ବାସ୍ ଠିକ କଥା, ଠିକ। ଆପଣ ବୁଝୁଛନ୍ତି ଠିକ। ଏବେ ଧରି ନିଅନ୍ତୁ, ହଁ ଟିକେ ଠାକୁର ବୁଝିଦେଲା ପରେ ଜାଣିଲୁ ନା। ଆଉ ହଉ ବିଶ୍ୱରଞ୍ଜନ ଧନ୍ୟବାଦ। କହିବେ ନା, ବିଶ୍ୱରଞ୍ଜନ ଭାଇ କଣ କହିବେ କହୁଛନ୍ତି କୁହନ୍ତୁ। ବିଶ୍ୱରଞ୍ଜନ ନାଇଁ ଭାଇଙ୍କୁ ମୁଁ ଦେଖିଛି କେତେ ଥର ଉତ୍ସବରେ କନ୍ଧମାଳରେ। ଭାଇଙ୍କ ଘର ବି କନ୍ଧମାଳ, ବହୁତ ବଢିଆ। ତାଙ୍କ ମିସେସ୍ କୁ ବି ଦେଖିଛି, କେତେ ଭାଇଙ୍କ ସୁନ୍ଦର ଘର ଆଲୋଚନା କନ୍ଧମାଳ କରନ୍ତି। ନୁହନ୍ତି ମା, ଆଉ ଭାଇଙ୍କ ଖୋର୍ଦ୍ଧା ଜିଲ୍ଲା ବାଣପୁର ଖୋର୍ଦ୍ଧା ଭଗବତୀ, ବାଣପୁର ଆଉ ଭଗବତୀ। ରାଇକିଆରେ ତାଙ୍କ ଭାଇ ଖୋର୍ଦ୍ଧାରେ ରହୁଛନ୍ତି ରହୁଛନ୍ତି, ବୋଧେ। ଭୁବନେଶ୍ୱରରେ ତାଙ୍କର କିଏ କିଏ? କର୍ମକ୍ଷେତ୍ର। ତାଙ୍କର ନାଇଁ ବଂଶ ଆଜ୍ଞା, ମା ଟିକେ କନଫ୍ୟୁଜ ଅଛନ୍ତି। ରାଇକିଆରେ ଆକ୍ଚୁଆଲି ହଉଛି ମୋ ଶ୍ୱଶୁର ଘର, ମୁଁ ଯାଏ କନ୍ଧମାଳ ବେଳେ ବେଳେ। କିଛି ଅଂଶ ଅଛି କନ୍ଧମାଳରେ ଆଉ। ଦେଖା ହେଇଛି। ଭାଇ ଏତେ ସୁନ୍ଦର ଇଷ୍ଟ ପ୍ରାଣ, ତାଙ୍କ ଏତେ ସୁନ୍ଦର ସାଧନ କଲେ, ବହୁତ ବଢିଆ। ନାଇଁ ହଉ, ଠାକୁର ଭଲରେ ରଖିଥାନ୍ତୁ। ଜୟ ଗୁରୁ ଭାଇ, ଜୟ ଗୁରୁ ଦାଦା, ଜୟ ଜୟ ଗୁରୁ। ଗୁରୁ ସମସ୍ତଙ୍କୁ ଜୟ ଗୁରୁ। ବ୍ରହ୍ମଜ୍ଞାନ କଣ ବୁଝିଲେ? କଳ୍ପନାଦେଳୀ ମା, ବ୍ରହ୍ମଜ୍ଞାନ କଣ ବୁଝିଲେ? ହଁ ଦାଦା, କଣ ବୁଝିଲେ କୁହନ୍ତୁ? ବ୍ରହ୍ମଜ୍ଞାନ ମାନେ ବୁଝିଲି କଣ କି, ସବୁ ପ୍ରକାର ଜ୍ଞାନରେ ପରିପୂର୍ଣ୍ଣ ଜଣେ ହେଇଥିବ। ହଁ। ମାନେ ତାର ନିଜର ବୈଶିଷ୍ଟ୍ୟ ଗୁଡାକ ଯୋଉ ନାଇଁ ଆମର ଅଛି, ନାଇଁ ଅଷ୍ଟ ନାଇଁ ବୈଶିଷ୍ଟ୍ୟ। ଆଉ ପ୍ଲସ ଯୋଉ ଆଉ କଣ, ଠାକୁର ଯେମିତି ମାନେ ସବୁ କିଛି ଜ୍ଞାନ, ମାନେ ସାହିତ୍ୟ ବିଜ୍ଞାନ, ସବୁ
ସବୁ ଜିନିଷରେ ଯେମିତି ପରିପୂର୍ଣ୍ଣ ସେମିତି ମାନେ ଆମର ଆଚାର୍ଯ୍ୟ ଦେବଙ୍କର ଯେମିତି ସର୍ବ ବ୍ରହ୍ମ ମାନେ ଜ୍ଞାନ ସବୁ ହଉଛି, ଶୁଣନ୍ତୁ, ଜ୍ଞାନ ଅଛି। ବ୍ରହ୍ମ ଜ୍ଞାନ ହଉଛି ଈଶ୍ୱର ହୁଁ ଜ୍ଞାନ, ବୁଝିଲେ କି? ହୁଁ ମୁଁ ହୁଁ କେବଳ ଶରୀର କିମ୍ବା ମନ ନୁହେଁ, ବୁଝିବା ଆତ୍ମା ଏକ ବ୍ରହ୍ମ ଏକ ହେବାର ଅନୁଭୂତି, ବୁଝିଲେ କି? ବ୍ରହ୍ମ ଜ୍ଞାନ ହଉଛି ପରମ ସତ୍ୟ ଓ ବିଷୟର ଜ୍ଞାନ। ବୈଶିଷ୍ଟ୍ୟ ଜ୍ଞାନ ହଉଛି କୌଣସି ବିଶେଷ ବସ୍ତୁ ବିଷୟ ବା ଗୁଣ ବିଷୟରେ ଜ୍ଞାନ। ବ୍ରହ୍ମ ଜ୍ଞାନ ହଉଛି ଆଧ୍ୟାତ୍ମିକ ଓ ସର୍ବୋଚ୍ଚ ଜ୍ଞାନ। ବୈଶିଷ୍ଟ୍ୟ ଜ୍ଞାନ ହଉଛି ଲୌକିକ ଓ ନିର୍ଦ୍ଦିଷ୍ଟ ଜ୍ଞାନ, ଗୋଟେ ପାର୍ଟ ଉପରେ, ଗୋଟେ ବିଷୟ ଉପରେ। ଆତ୍ମ ହୁଁ ହୁଁ ସାଂସାରିକ ମୋକ୍ଷ ଜ୍ଞାନ ଆଉ ବୈଶିଷ୍ଟ୍ୟ ଜ୍ଞାନ ହଉଛି ସୂଚନା କୌଶଳ ଓ ବ୍ୟବହାରିକ ଜ୍ଞାନ। ବ୍ରହ୍ମ ଜ୍ଞାନ ହଉଛି ସମସ୍ତରେ ଏକତ୍ୱ ଦେଖେଇବା, ସମସ୍ତଙ୍କର ଏକ ଈଶ୍ୱରଙ୍କୁ ଦେଖିବା, ସମସ୍ତଙ୍କ ଭିତରେ ଈଶ୍ୱର ଅଛନ୍ତି, ଭଗବାନ ଅଛନ୍ତି ଦେଖିବା, ବସ୍ତୁମାନଙ୍କର ଭେଦ ଓ ବିଶେଷତା ଦେଖିବା। କୋଉଥିରେ ନା ବୈଶିଷ୍ଟ୍ୟ ଜ୍ଞାନ। ଆମେ ଡିଫରେଣ୍ଟ ଦେଖୁଛେ, ମଣିଷ ଭିତରେ ଅଛି, ବସ୍ତୁ ଭିତରେ ଅଛି, ତା ଭିତରେ ଅଛି, ତା ଭିତରେ ଅଛି, କିନ୍ତୁ ଶାନ୍ତି ମୁକ୍ତି ଆତ୍ମଜ୍ଞାନ ହେଲା ବ୍ରହ୍ମ ଜ୍ଞାନ। ଆଉ ଇଏ ବୈଶିଷ୍ଟ୍ୟ ଜ୍ଞାନ ହେଲା ଦକ୍ଷତା ବୃଦ୍ଧି ବିକାଶ ଜୀବନର ଚାଳନା। ଏଠି ଆମେ ବ୍ରହ୍ମ ଜ୍ଞାନ ମଣିଷକୁ ନିଜର ପ୍ରକୃତ ସ୍ୱରୂପ ପରମ ସତ୍ୟକୁ ଅନୁଭୂତି କରାଏ। ବୈଶିଷ୍ଟ୍ୟ ଜ୍ଞାନ ଜଗତର ବିଭିନ୍ନ ବସ୍ତୁ ବିଜ୍ଞାନ କଳା ବୃତ୍ତି ଆଦି ସମ୍ପର୍କରେ ଜ୍ଞାନ ଦେଇଥାଏ। ବୁଝିଲେ ଦିଟା ଭିତରେ କଣ ହୁଁ ପାର୍ଥକ୍ୟ? ହୁଁ ବ୍ରହ୍ମ ହୁଁ ଜ୍ଞାନର ହୁଁ ଲକ୍ଷ୍ୟ ମୋକ୍ଷ, ଯେଉଁଥିରେ ବୈଶିଷ୍ଟ୍ୟ ଜ୍ଞାନର ଲକ୍ଷ୍ୟ ଜୀବନର ବ୍ୟବହାରିକ ଉନ୍ନତି। ବୁଝିଲେ ବ୍ରହ୍ମ ଜ୍ଞାନ ଏକତ୍ୱକୁ ଜଣାଏ, ବୈଶିଷ୍ଟ୍ୟ ଜ୍ଞାନ ବିଭିନ୍ନତା ଓ ବିଶେଷତାକୁ ବୁଝାଏ। ବୁଝିଗଲା? ହୁଁ 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 ବ୍ରହ୍ମ ଜ୍ଞାନ ଏବଂ ଦାଦା ବୈଶିଷ୍ଟ୍ୟ ଜ୍ଞାନ ଦୁଇଟି ଭିନ୍ନ ପ୍ରକାର ଜ୍ଞାନ। ବ୍ରହ୍ମ ଜ୍ଞାନ ହେଉଛି ପରମ ସତ୍ୟ ବା ବ୍ରହ୍ମଙ୍କ ବିଷୟରେ ଜ୍ଞାନ। ବୁଝିଲେ କି? ଏହା ହୁଁ ମଣିଷକୁ ନିଜର ହୁଁ ପ୍ରକୃତ ସ୍ୱରୂପ ଆତ୍ମା ଓ ପରମାତ୍ମା ସମ୍ପର୍କ ବିଷୟରେ ଅବଗତ କରାଏ। ବ୍ରହ୍ମ ଜ୍ଞାନ ଈଶ୍ୱରୀୟ ଜ୍ଞାନ। ବ୍ରହ୍ମ ଜ୍ଞାନ ଦ୍ୱାରା ବ୍ୟକ୍ତି ଜନ୍ମ ମୃତ୍ୟୁର ବନ୍ଧନରୁ ମୁକ୍ତି ପାଇ ଆଧ୍ୟାତ୍ମିକ ଶାନ୍ତି ଓ ମୋକ୍ଷ ଲାଭ କରିବାକୁ ଚେଷ୍ଟା କରେ। ଏହା ସର୍ବୋଚ୍ଚ ଓ ଚିରସ୍ଥାୟୀ ଜ୍ଞାନ ବୋଲି କୁହାଯାଏ। କାହାକୁ? ନା ବ୍ରହ୍ମ ଜ୍ଞାନ। ବୁଝିପାରିଲେ? ହୁଁ ହୁଁ ଅନ୍ୟ ପାଖରେ ବୈଶିଷ୍ଟ୍ୟ ଜ୍ଞାନ କଣ? ନା ଗୋଟେ କୌଣସି ବସ୍ତୁ ବ୍ୟକ୍ତି ଘଟଣା କିମ୍ବା ବିଷୟରେ ବିଶେଷ ଗୁଣ ଲକ୍ଷଣ ସମ୍ପର୍କିତ ଜ୍ଞାନ। ଏହା ଆମର ଦୈନନ୍ଦିନ ହଁ ଶିକ୍ଷା ବିଜ୍ଞାନ କଳା ଏବଂ ବୃତ୍ତିଗତ କ୍ଷେତ୍ରରେ ଉପଯୋଗୀ ହୋଇଥାଏ। ବୈଶିଷ୍ଟ୍ୟ ଜ୍ଞାନ ଆମକୁ ବିଭିନ୍ନ ବସ୍ତୁର ଭେଦ ଓ ବିଶେଷତା ବୁଝିବାରେ ସହାୟତା କରେ। ତେଣୁ ବ୍ରହ୍ମ ଜ୍ଞାନର ହୁଁ ଲକ୍ଷ୍ୟ ହୁଁ ହେଉଛି ହୁଁ ଆତ୍ମ ସାକ୍ଷାତକାର ଏବଂ ମୋକ୍ଷ, ଯେଉଁଠାରେ ବୈଶିଷ୍ଟ୍ୟ ଜ୍ଞାନର ଲକ୍ଷ୍ୟ ହେଉଛି ଜଗତର ବିଭିନ୍ନ ବିଷୟକୁ ବୁଝି ଜୀବନକୁ ଅଧିକ ସଫଳ ଓ ସୁବ୍ୟବସ୍ଥିତ କରିବା। ବ୍ରହ୍ମଜ୍ଞାନ ଏକତ୍ୱକୁ ଦର୍ଶାଏ, ଯେତେବେଳେ ବୈଶିଷ୍ଟ୍ୟ ଜ୍ଞାନ ବିଭିନ୍ନତାକୁ ଦର୍ଶାଏ। ବୁଝିଗଲା? ବ୍ରହ୍ମଜ୍ଞାନ ଏକ ଜ୍ଞାନ ହୁଁ ହୁଁ ଈଶ୍ୱରୀୟ ଜ୍ଞାନ ଆତ୍ମିକ ଜ୍ଞାନ, କିନ୍ତୁ ବୈଶିଷ୍ଟ୍ୟ ଜ୍ଞାନ ବିଭିନ୍ନ ବୈଶିଷ୍ଟ୍ୟକୁ ଆମେ ଦେଖିବା, ବିଭିନ୍ନ ମାନେ ପୃଥିବୀରେ ଯାହା ଅଛି ଶିକ୍ଷା କଳା ଯେତେ ବସ୍ତୁ ସବୁ ବିଷୟରେ ଜାଣିବା। ବୁଝିଲେ କି? ଏଇଟା ହଉଛି ବୈଶିଷ୍ଟ୍ୟ ଜ୍ଞାନ। ହୁଁ ହୁଁ ବୁଝିଗଲା? ବୁଝିପାରିଲେ? ହୁଁ କନଫର୍ମ ଦାଦା ହେଲେ ଏବେ ଦାଦା କ୍ଲିୟର ହେଲେ? ବହୁତ ବଢିଆ ଦାଦା, ବହୁତ ବଢିଆ କହିଦେଲେ। ହଁ, ଧନ୍ୟବାଦ ଦାଦା। ଜୟ ଗୁରୁ ଜୟ ଗୁରୁ। ବୁଝିପାରିଲେ? ନେକ୍ସଟ କ୍ୱେଶ୍ଚିନ୍ ନେଇଯିବା। କିଏ ଅଛନ୍ତି? ବିଜେତା ଦେଖନ୍ତୁ। ନେକ୍ସଟ କ୍ୱେଶ୍ଚିନ୍ ପଣ୍ଡିତ ବିଜୟ କୁମାର ଆଚାର୍ଯ୍ୟ କୁଆଡେ ଗଲେ? ନାହାନ୍ତି ଦାଦା? ଅଛନ୍ତି ଅଛନ୍ତି ଯିବେ କୁଆଡେ? ବିଜୟ ନେକ୍ସଟ କ୍ୱେଶ୍ଚିନ୍ ନିଅନ୍ତୁ। କୁଆଡେ? ନେକ୍ସଟ ହେବେ ପ୍ରଶାନ୍ତି ନାୟକ। ନେକ୍ସଟ ପ୍ରଶାନ୍ତି ନାୟକ, ନା ଲିଲି ପଟ୍ଟନାୟକ। ଲିଲି ପଟ୍ଟନାୟକ, ଲିଲି ପଟ୍ଟନାୟକ। ହ୍ୟାଲୋ, ହଁ କୁହନ୍ତୁ। ଆଜ୍ଞା ଜୟ ଗୁରୁ ଜୟ ଗୁରୁ ଜୟଗୁରୁ। ହାତ ଦେଖା ଦାଦା ଜୟ ଗୁରୁ କମିଲା ମାନେ ହାତ ଦେଖନ୍ତୁ, ଯଦି ଏବେ ବି ବେଳ ଅଛି। ସମସ୍ତେ ମୋର ଆନ୍ତରିକ ଜୟ ଗୁରୁ। ଆଜି ତ ଆଚାର୍ଯ୍ୟ ଦେବଙ୍କର ଆଜି ବହୁତ ସୁନ୍ଦର ଭାବରେ ଆଜି ଆଲୋଚନା କରୁଛନ୍ତି ବିଶ୍ୱନାଥ ଦାଦା। ଦାଦା ସେଇ ବିଜୟ ଦାଦା ଯିଏ ପ୍ରଶ୍ନ କଲେ, ଆମ ସୂର୍ଯ୍ୟକାନ୍ତ ପାଣ ଭାଇ ଯିଏ ପ୍ରଶ୍ନ କଲେ ସେଇ ପ୍ରଶ୍ନ ବି ଯେ ମତେ ଜଣେ ଗୁରୁ ଭାଇ ଆମର ଦୀକ୍ଷା ନେଇକି ବି ସେଇ କଥାଟା ହିଁ ମତେ କହୁଛନ୍ତି ଯେ ଆଚାର୍ଯ୍ୟ କାହିଁକି ରଖା ହେଲା, ତାଙ୍କ କତିରେ କଣ ଭଗବାନ ଅଛନ୍ତି ଠାକୁର ଅଛନ୍ତି ନା, ସେ ତମକୁ ଠାକୁର ବୋଲି କାହିଁକି ମାନୁଛ? ସେଇଟା ହିଁ ଏଇ ଡିପି ୱାର୍କର 2-3 ଜଣଙ୍କୁ ଭେଟିକି ଏଇ ଆଚାର୍ଯ୍ୟ ଉପରେ ଦୁନିଆ ପ୍ରଶ୍ନ କରୁଛନ୍ତି। ତେଣୁ ତାଙ୍କୁ ଯେ ବୁଝେଇଲା ଭଳିଆ, ତାଙ୍କୁ ମନକୁ ପରିଷ୍କାର କଲା ଭଳିଆ ଆମ ପାଖରେ ସେ କ୍ଷମତା ନାହିଁ। ମୁଁ ତଥାପି ଯେତିକି କହିଲି ସେ କିଛିଟା ବୁଝିଲେ। ତଥାପି ସେଇ ଗୋଟିଏ କଥା, ସେ ଆଚାର୍ଯ୍ୟ ପରମ୍ପରା ଆଜି ତ ବଢିଆ ହବ ଏଇ କଣ ବିଷୟରେ କହିଲେ? ଆଲୋଚନା କଣ ହେଲା। କହିଲେ ସେ ବୁଝିଲେ? ଆପଣ କଣ କହିଲେ? ମୁଁ ପୁରା ତାଙ୍କୁ କହିଲି ଯେ ଯେତେବେଳେ ଯଦୁବଂଶ ଧ୍ୱଂସ ହେଲା, ସେତେବେଳେ କୃଷ୍ଣ ଲୀଳା କାହିଁକି ଲୁଚିଗଲା? ଯେତେବେଳେ ଚୈତନ୍ୟ ମହାପ୍ରଭୁ ଆସିଲା ପରେ ଯାଇ କୃଷ୍ଣଙ୍କର କଥା ଯାଇକି ଆମେ ଜାଣିଲୁ। ଶ୍ରୀକୃଷ୍ଣ କଣ ଲୀଳା କରିଥିଲା ଆମେ କେହି ଜାଣି ପାରିନଥାନ୍ତେ ଯଦି ଚୈତନ୍ୟ ଦେବ ନ ଆସିଥାନ୍ତେ।
ଯଦୁବଂଶ ଧ୍ୱଂସ ହେଲା। ଆଜି ସାଧାରଣ କଥା, ଯଦି ଆଜି ନବୀନ ପଟ୍ଟନାୟକ ଚାଲିଗଲେ କଣ ଆମର ଆଞ୍ଚଳିକ ଦଳଟା ରହିବ କି? ମୁଣ୍ଡ ଚାଲିଗଲେ ରହିଲା କି? ନା ରହିବ ବୋଲି ଭାବୁଛନ୍ତି? ସେଇଭଳି ରାଜନୀତିଟା ଏଇଠୁ ବି ବୁଝିବା ଦରକାର ଯେ ଯେତେବେଳେ ଆଚାର୍ଯ୍ୟ ପରମ୍ପରା ନ ରହିଲେ ସତ୍ସଙ୍ଗ ରହିବ ନାହିଁ, କେହି କାହାରିକି ମାନିବେ ନାହିଁ, ଏଠି କେହି କାହାକି ଖାତିର କରିବେନି, କାହାକି ସମ୍ମାନ ଦେବେନି। ଆଜି ଆଚାର୍ଯ୍ୟ କେତେ ସମୟ ଦଉଛନ୍ତି, କେତେ ଡେଡିକେଟ କରୁଛନ୍ତି ସମସ୍ତଙ୍କ ପାଇଁ, କେତେ ସ୍ନେହର କଥା କହୁଛନ୍ତି, ସମସ୍ତଙ୍କ ଦୁଃଖ ସୁଖର ସାଥୀ ହଉଛନ୍ତି। ଏଇ ଜିନିଷଟା ଆମେ କୋଉଠି ପାଇବା? ଆମେ ଯଦି ତାଙ୍କୁ ନ ମାନିବା ଆମେ କେମିତି ପାଇବା? ଘରର ଯଦି ଆମେ ମୁରବୀକି ସମ୍ମାନ ନ ଦେବା ସେ ଘରଟା କଣ ହବ? ମୁଁ ଏମିତି କେତେଟା କଥା କହିଛି, ସିଏ ତ ଯାହା ତାଙ୍କର ବୁଝି ପାରିଥିବେ। ଏଇଆ ବୁଝେଇଲେ ଆଜ୍ଞା ବିଶ୍ୱରଞ୍ଜନ ଭାଇ, ଆଉ ଟିକେ ଭଲ କି ବୁଝାନ୍ତୁ। ଆଚାର୍ଯ୍ୟ ଆଜ୍ଞା ନହେଲେ କଣ ହବ? ଆଚାର୍ଯ୍ୟ କଣ କରନ୍ତି? ଆଚାର୍ଯ୍ୟ କାହିଁକି ପ୍ରয়োଜନ? ଆଚାର୍ଯ୍ୟଙ୍କୁ କାହିଁକି ମାନିବା? ଆପଣ ଟିକେ ଭଲ କି ବୁଝେଇଦେବେ। ଜୟ ଗୁରୁ। ଆଜ୍ଞା ନାଇଁ ଆଜ୍ଞା, ବୁଝେଇବା ହଉଛି ଡିଫରେଣ୍ଟ ଜିନିଷ। ଆପଣ ଦେଖନ୍ତୁ, ଆମର ଭଲ ପାଇବା ଆମର ତାଙ୍କ ପ୍ରତି, କାରଣ ଯେତେବେଳେ ଆପଣଙ୍କର ବିଶ୍ୱାସଟା ହିଁ ଠାକୁର ଯୋଉଟା କହିଲେ ସେଇଟା ଆପଣଙ୍କ ଯୁକ୍ତି ତର୍କକୁ ସମର୍ଥନ କରିବ। ଆପଣ ଏଇଟା ଆକ୍ଚୁଆଲି ମତେ ଲାଗେ, ଯାହା ମେ ବି ମୁଁ ରଙ୍ଗ ହେଇଥାଇପାରେ, ମୋର ବୁଝିବା ମୋର ବିଶ୍ୱାସ ଟା ଅନ୍ୟ ଉପରେ ଇମ୍ପାକ୍ଟ ପକାଏ। କାରଣ ଆଚାର୍ଯ୍ୟ ଦେବ କିଏ? ତ ଆଚାର୍ଯ୍ୟ ଦେବ ନିଜେ ଆସିକି କହିବେନି ନା, କି ଠାକୁର କିଏ ବି ଲୋକ ଠାକୁରଙ୍କୁ ବି ମାନୁନାହାନ୍ତି। ଯଦି ସେମିତି ହେଇଥାନ୍ତା, ଠାକୁରଙ୍କୁ ମାନଥିଲେ ବି ତ ଆଜିକା ଡେଟ୍ରେ 140 କୋଟି ଆଟଲିଷ୍ଟ ଭାରତରେ ଯୋଉ ଲୋକ ସେତିକି ସମସ୍ତେ ଦୀକ୍ଷା ନେଇଯାଆନ୍ତେ। କଣ ପାଇଁ 2-3 କୋଟି ଲୋକ ଦୀକ୍ଷା ନେଇଛନ୍ତି? ସେଥିପାଇଁ ଆମେ କିଛି ବ୍ୟସ୍ତ ହବାର ନାହିଁ। ଆପଣଙ୍କର ବୋଧ ଏ ମାନେ ଜିନିଷ ନୁହେଁ ଯେ ଅନ୍ୟକୁ ବୁଝେଇବା, ଜିନିଷ ହଉଛି ମୁଁ ବୁଝିବା। ଜିନିଷ ନୁହେଁ ଯେ ଅନ୍ୟକୁ ବିଶ୍ୱାସ କରିବା, ଜିନିଷ ହଉଛି ମୁଁ ବିଶ୍ୱାସ କରିବା। ମୁଁ ଯେତିକି ପରସେଣ୍ଟେଜ ବିଶ୍ୱାସ କରେ, ମୁଁ ଯେତିକି ପରସେଣ୍ଟେଜ ବୁଝେ, ସେତିକି ପରସେଣ୍ଟେଜ ହିଁ ଇମ୍ପାକ୍ଟ ହବ ତାଙ୍କ ଉପରେ। ମୋ ପାଖରେ ଯଦି ଆଜ୍ଞା 100 ଟଙ୍କା ଅଛି, ମୁଁ ସେଥିରୁ ଟଙ୍କେ 2 ଟଙ୍କା 5 ଟଙ୍କା 10 ଟଙ୍କା 100 ଟଙ୍କା ପର୍ଯ୍ୟନ୍ତ ଦେଇପାରିବି, କିନ୍ତୁ 500 ଟଙ୍କା ଜଣେ ମାଗିଲେ ମୁଁ ଦେଇପାରିବି ନାହିଁ। କିନ୍ତୁ ସିମିଲାରଲି ମୁଁ ଯେତିକି ବିଲିଭ କରେ, ଯେତିକି ବୁଝେ, ସେତିକି ଇମ୍ପାକ୍ଟ ହବ। ଆପଣ ଆପଣଙ୍କ ଅନୁସାରେ ବୁଝେଇଛନ୍ତି, ଠିକ ଅଛି। ସମସ୍ତଙ୍କ ଅନୁସାରେ ସମସ୍ତେ ଡିଫରେଣ୍ଟ ଡିଫରେଣ୍ଟ ବୁଝେଇବେ। କିଏ ବୁଝିବ ନ ବୁଝିବ ଏଟା ଅଲଗା ଜିନିଷ। ଆମେ ବୁଝିବାର ଅଛି, ଆମେ ବିଲିଭ କରିବାର ଅଛି। ସେ ଅଟୋମେଟିକାଲି ସେ ମୋ ଭାବଟା ହିଁ ଇମ୍ପାକ୍ଟ ହବ ଜଣକୁ। ଯଦି ଆଜ୍ଞା ସେମିତି ବୁଝିବାର ଥିବ, ଯୋଉ ଲୋକ କଥା କହିପାରୁନି, ଗୋଟେ ମୂକ ଲୋକ, ସେ କେମିତି ବୁଝେଇବ ଆଚାର୍ଯ୍ୟଙ୍କୁ? ତ ବୁଝି ପାରିବନି ତାହେଲେ କେବେ। ଆଜ୍ଞା ଜଣେ ଲୋକ ଯିଏ ଭଲସେ ପାଠ ପଢିନି, ମନେକର ଆମେ ଇଂଲିଶ ଦେଶକୁ ପଳେଇବା, ସେଠି କେମିତି ଆମେ ବୁଝେଇବା ଆଚାର୍ଯ୍ୟଙ୍କୁ? ତେଣୁ ମୋର ଭାବଟା ହିଁ ଇମ୍ପାକ୍ଟ କରେ ଆଉ ଜଣକୁ। ମୁଁ କେତେ ଦୂର ତାଙ୍କ ଉପରେ ବିଲିଭ କରେ, ମୁଁ କେତେ ଦୂର ତାଙ୍କୁ ନେଇକି ଚାଲେ। କାରଣ ଆମେ ଏବେ ଯଦି ମୁଁ ଆପଣଙ୍କୁ କହୁଛି, କିଏ କହୁଛି, ଆମେ ଲାଗୁଥାଇପାରେ ମୁଁ କହୁଛି, ଯଦି ମୁଁ କହୁଛି ସେଇଟା ତ କହିଲି, ତାହେଲେ ସେଇଟା ଭୁଲ ହେଇଗଲା ଆଜ୍ଞା। କାରଣ ଏ ଜିନିଷଟା ଠାକୁର ହିଁ ସବୁବେଳେ କୁହନ୍ତି ଆମ ଭିତରେ। ଆମେ ଯାଜନ କରେ, ମୁଁ ଫିଲ୍ କରେ ଯାହା, ମୁଁ ଯାଜନ କରେ। କାରଣ କେତେବେଳେ ସେଇ ଜାଗା, ସେଇ ଲୋକ, ସେଇ ସବୁ ଜିନିଷ ଥିବ, କିନ୍ତୁ ଆପଣ କହୁଥିବେ ଭଲ ଲାଗୁନଥିବ, ନିଜକୁ ତ ଭଲ ଲାଗେନି। କିନ୍ତୁ ବେଳେ ବେଳେ ସେଇ ସବୁ ଜିନିଷ କିଛି ନଥାଇ କେତେ ମାହୋଲ ଭଲ ଲାଗିବ, ବହୁତ ବଢିଆ ମାନେ ଆଲୋଚନା ହବ। କାରଣ ଗୋଟେ ଗୋଟେ ଜିନିଷ ଏମିତି ବେଳେ ବେଳେ ଲାଗେ, ଏଟା ମୁଁ ଅନୁଭୂତିରୁ କହୁଛି, ଯୋଉଟା କି ଆମେ କେବେ ବହିରେ ପଢି ନଥିବା କି ଜାଣିନଥିବା, ସେମିତି ଜିନିଷ ଆମ ପାଖରୁ ବାହାରିଯାଏ, ଯୋଉଟା କି ଆମେ ତାଙ୍କୁ କହିଦେବା। ତାପରେ ଦେଖିଲା ବେଳେ ଜାଣେ ଯେ ହଁ, ଠାକୁର ଏଇ ଜାଗାରେ ଏଇଟା କହିଛନ୍ତି। ଏଇଟା ଠାକୁର ହିଁ କରାନ୍ତି। ତେଣୁ ଆମର ଯଦି ତାଙ୍କ ପ୍ରତି ସେତିକି ବିଶ୍ୱାସ ରୁହେ, ସେତିକି ଭଲ ପାଇବା ରୁହେ, ସେତିକି ନିଷ୍ଠା ରୁହେ ବା ବୁଝିବା ରୁହେ, ସେଟା ଅଟୋମେଟିକାଲି ଅନ୍ୟକୁ ଇମ୍ପାକ୍ଟ କରିବ ହିଁ କରିବ। ଏତିକି ମୁଁ ସହଜ ଆଜ୍ଞା ସରଳ ଭାବରେ ବୁଝେ। ବାକି ଆଚାର୍ଯ୍ୟ କିଏ, ତାପରେ ବୁଝିବା ପାଇଁ ବହୁତ ଜିନିଷ ଅଛି, କଣ ପାଇଁ ଆବଶ୍ୟକ ସେଟା ଜିନିଷ ଅଛି। କିନ୍ତୁ ସେ ଲୋକ ଯଦି ସେତିକି ପୋଜିସନକୁ ନ ଆସିବ ନା, ତାହେଲେ ଆମେ ଯୋଉଠି ପାତ୍ର ନଥିଲେ ଆମେ ତାକୁ ଦେଇପାରିବା ନାହିଁ ଆଜ୍ଞା, ଯେତେ ଚେଷ୍ଟା କଲେ। ମୁଁ ତ କହିଲି ତ ଆଚାର୍ଯ୍ୟଙ୍କୁ ଭଗବାନ ନ ଭାବେ, ଯାହା ନ ଭାବେ, ଗୋଟେ ମଣିଷ ଭାବୁ ତ। ଏମିତି ମଣିଷ ମୁଁ କହୁଛି ପୃଥିବୀରେ ନାହାନ୍ତି। ଦେଖି ଆସିବି, ଡିଫରେଣ୍ଟ ଡିଫରେଣ୍ଟ ଯୁକ୍ତି ତର୍କ ହେଇପାରେ। ଆପଣ ଭାବୁଛନ୍ତି ଯେ କିଏ ତାଙ୍କୁ କାହିଁ ମାନିବା, ଠିକ ଅଛି। ଜଣେ ମଣିଷ ତ, ମୁଁ କହୁଛି ସେ ମଣିଷ ହଉଛି ଦି ବେଷ୍ଟ ମଣିଷ। ଏମିତି ପୃଥିବୀରେ କୋଉଠି ନାହାନ୍ତି, କଣ ବିଶ୍ୱରେ ନାହାନ୍ତି, ସୃଷ୍ଟିରେ ନାହାନ୍ତି। ତୁ ଆସ ଦେଖିବୁ, ତା ସଙ୍ଗ କରିବୁ, ସେ ଲୋକ ଅଟୋମେଟିକାଲି ତାଙ୍କ କାମ ହେଇଯିବ ଆଜ୍ଞା। ଆମର କାମ ହେଲା ମୋ କ୍ୟାରେକ୍ଟର ଦେଇକି ତାଙ୍କୁ ତାଙ୍କ ପାଖକୁ ନବା। କାରଣ ସେ ଯଦି ତାଙ୍କ କ୍ୟାରେକ୍ଟର ଦେଇକି ନିଅନ୍ତେ ନା, ତାହେଲେ ସେ ତ ଗୋଟେ ଜାଗାରେ ବସିକି ସବୁ ଜିନିଷ କରନ୍ତେ, ତାଙ୍କୁ କାହିଁ ଏତେ କଷ୍ଟ କରିବାକୁ ପଡନ୍ତା? ତାଙ୍କୁ ପୁଣି ଆସିବାକୁ ପଡନ୍ତା କଣ ପାଇଁ ଓହ୍ଲେଇକି ଈଶ୍ୱରଙ୍କୁ? ସେ ଆସିଛନ୍ତି ଆମ ମାନଙ୍କ ଦ୍ଵାରା ହିଁ କରାଇବେ, ତାଙ୍କ ସୃଷ୍ଟିକୁ ରକ୍ଷା କରିବା ପାଇଁ। ଯଦି ଆପଣ କୋଟି କୋଟି ଟଙ୍କା ରୋଜଗାର କରିପାରିବେ, ପୁଅକୁ ମୂର୍ଖ କରିକି ରଖିବେ କି ଆଜ୍ଞା? କହିବେ ମୁଁ ତ ଆଜ୍ଞା କୋଟି କୋଟି ଟଙ୍କା ରୋଜଗାର କରୁଛି, ପୁଅଟା ଯାହା ହଉଛି ହଉ, ବାଳୁଙ୍ଗା ହଉ। କିନ୍ତୁ ଆପଣ ଚାହାନ୍ତି ଯେ ମୋ ପୁଅ ଭିତରେ ସେ ଯୋଗ୍ୟତାଟା ବାହାରୁ। ତେଣୁ ଈଶ୍ୱର ଚାହାନ୍ତି ମୋ ସୃଷ୍ଟିର ସମସ୍ତଙ୍କ ଭିତରେ ସେ ଯୋଗ୍ୟତାଟା ବାହାରୁ, ଯେ ସେ ସମସ୍ତଙ୍କୁ ଆଣିପାରନ୍ତି। ମତେ ମୋ କ୍ୟାରେକ୍ଟର ଦେଇକି ତାଙ୍କୁ ଆଣିବାକୁ ପଡେ। ଜୟ ଗୁରୁ ଆଜ୍ଞା। ଜୟ ଦାଦା, ତ ବହୁତ ସୁନ୍ଦର ଭାବରେ ଆପଣ ବି ଆଲୋଚନା କରିଛନ୍ତି। ଏଇ ଯେ ଲୋକଙ୍କ ମନରେ ଯୋଉ ନେଗେଟିଭ ଥିଙ୍କିଂ ଟା ଯୋଉ ଆସୁଛି, ସେଥିପାଇଁ ସେମାନଙ୍କର ଠାକୁରଙ୍କ ଉପରେ ସେମାନେ କେବେ ଶୁଣନ୍ତୁ ବିଶ୍ୱାସ ଶୁଣନ୍ତୁ କରନ୍ତି ମା ନାହିଁ। ଶୁଣନ୍ତୁ, ମା ଶୁଣନ୍ତୁ, ନେଗେଟିଭିଟି ଲୋକଙ୍କ ଭିତରେ ନାହିଁ, ମୋ ଭିତରେ ଅଛି।
निज भीतर अछि मोर हृदबोध हैनी मु अनुभव करि पारनी आचार्य नथिले कोन हेई थांता आज्ञा जेमति राजा नथिले देश सरकार हेई जाय सेमति ये धर्मर ध्वजाटा को धरिया पई योग्यता कार अछि शिवधनु को उठेबा पई भांगिबा पई पावर कार दिला ये सत्संग छोटिया जिनिस नुहे तेणु को आत्मा धरी पारिबो से भाई जो कहले कहीं अछंती 3 पीढ़ी हेई गलानी को धारा रे चलीची पृथ्वी रे कोनोसी एक परिवार देखांतु आदर्श पुरुष देखांतु तांको पुओ यही धारा को धरी चलचंती पृथ्वी रे एभले एक मनुष्य कोन तो आदर्श पुरुष महान पुरुष महापुरुष साधु संत ब्रह्मज्ञानी परमहंस कौन गोटे लोक ना से कहतु जहाँकर पुओ चारि पांच पीढ़ी धरी तांको भितर एक नीति एक धर्म एक आचार एक आचरण एक कर्तव्य कहारी रही कहारी नहीं से चरम विस्मय पुरुष परम प्रेम श्री श्री ठाकुर से कहे मुझे एमती एक निआ लगे दे गली ये निआ को लेभे मु चेष्टा कले भी लेभे पारिबी नहीं आकु बापिया पे मापकाठी नहीं जो हमारे विश्वनंदन भाई कहले सर्वश्रेष्ठ पुरुष सर्वमान्य पुरुष जहाँ को दर्शन सी कौन आकुल व्याकुल हो निजर पर्सनालिटी माने लोक प्रभाव पकड़ जाई नाहंती कहा पाखे से माने तेल मालिश करती नहीं स्वतः ही लोक पछरे माने प्रभावित हुए तालु से किए ही पारंती सेही प्रेम सेही चाहानी सेही वाक्य सेही भावना ये होची स्रोत अनंत स्रोत सहित ये स्रोत उच्च सहित ये जड़ित तेणु आचार्य आत्मज ज्येष्ठात्मज को दिया जाइए पावर कहीं बड़ पुओ बापा बापा पाखे से कौन माने जाए दारुआन जेम द्वारपाल जगिचंती प्रहरी अतंत्र प्रहरी ठाकुरंकर ए मिशन को रक्षा करिया पई 24 घंटा जाग्रत बापांकर परम संपद होची सत्संग परम संपद होची सत्संगी परम संपद होची मनीष सर्वाधिकार दे चलचंती आज की 5 पीढ़ी धरी द्वितीय व्यक्ति पृथ्वी रे केही नाही आ से कौन करती केते कथा से कह तो समय आज नहीं तेणु आपणकर बोध है नहीं भार आप बुझंतु ठाकुरंकर जो दायी दायित्व को बहन करने योग्यता थिबा लोक दरकार एवं से माने प्रेसर पकई मुझे मंत्री पुओ निर्वाचन हो लक्ष लक्ष लोक देदेवे भोट मु मंत्री हो सी ये कम से नुहे आचार आचरण बोध भितर कर्तव्य परायणता भितर से प्रकार अवस्था आसवा दरकार से प्रकार भाव से भावायित हो कर्म करने दरकार जमी बर्तमान अविंदा करुँच आप भावतु भितर जो अनंत संभावना रही जो उद्यम रही स्वतः ही पृथ्वी मानुची युवकगण नाची उठुंट स्वतः ही आम गोटे प्लाटफर्म टंका पैसा दे लोक डाकी केते कौन कले गोटे मीटिंग हो अविंदा आसुंदी कहला माने लोक भिड़ आप भावतु ये स्वतः ही फुटी उठुची तुलसी 2 पत्र बासे यहीटा हूँ आचार्य परंपरार परिप्रकाश या बहन कला भली योग्य होइथिबा दरकार आ से कहले कहीं अच्छे आचार्य कौन करेंगे आचार्य नथिले सबु अंधार मालिक बाट दे जाइछंती से ताको काम करूछंती आमर क्षेत्र कहबार अधिकार नहीं आमे पाली चलिबा मानी चलिबा मु खाइबा लोक आंब खाइबा लोक तोटा मूल कर लाभ कौन ये आंब तोटा केबे लगैतला किए लगैतला कौन करतला मते तो आंब आन ना अमुको तोटारू आनली सरला काम दर्शन अमुको तोटार आंब मु खाइली बस आ ताकू खोली खोली का जीवी ता बापा जा मुनिया तो खोली खोली गले मोर समय नष्ट हो जिवो मु किछ पाइबी नाही ठाकुर केमिति थिले आचार्य को देख ठाकुर कौन चाहूले आचार्य को संग कर
ଠାକୁରଙ୍କର କାମ କଣ ଥିଲା ଆଚାର୍ଯ୍ୟଙ୍କ କାମକୁ ନିରୀକ୍ଷଣ କର नो डिफरेंस बुझिपारे यही कथा ही कहिबे जय गुरु आज्ञा आज्ञा ताले नंदा यूट्यूब रो सुनिबे नहले ना सुभाष ना भाई शुणे जो लोक मु बारंबार कहि जो लोक आपण पारु नाहंती हारी जाउतंती ताको समय नेइकिरी सुभाष भाई के माध्यम रे मो संगे कांटेक्ट करे देबे जे दूर संभव मु ताको माइंड टा वाश करि परिबी जेतिकी ता हम बुझीची आपन सहित मु जोगाजोग करे देबी हाँ ओ ठीक संग अछि हां सुभाष भाई के थ्रू रे हला बुझिगले जय निजे गुरु बुझिकी निजे बुझांतु हां आज्ञा आगे आज्ञा निजे न बुझिले ଆପଣ निजे तो ଏତିକି ବୁଝାते କହନ୍ତୁ ଆଜି ଯେତିକି କୁହାଗଲା ଏତିକି ଶୁଣାନ୍ତୁ କୁହନ୍ତୁ ଆଉ ନିଜେ ବୁଝନ୍ତୁ ଆପଣ ମାନେ ଚୁପଚାପ ରହିଯାଆନ୍ତୁ ନାହିଁ ଆପଣ ବୀର कॉन्सेप्ट ହୁଅନ୍ତୁ क्लियर ବୁଝା नहला ହୁଅନ୍ତୁ परे ଆପଣଙ୍କର अन्य ଥାଇପାରେ जन कॉन्सेप्ट क्लियर करि परिबे नाही ହଁ आगे फर्स्ट यू क्लियर योर कॉन्सेप्ट योरसेल्फ देन यू हैव टू एक्सप्लेन ହଉ बिफोर ଠିକ ଅଛି अदर्स हाँ ହଉ ସେଇଟା आगे आमे आचार्य कौन जे कहले ठाकुर चली गले 81 वर्ष लीला करी तांकर भावधारा को तांकर दर्शन को आज किए बंचे रखिछन आचार्य देव से भली व्यक्तित्व तांक भितर ठाकुर आज प्रतिफलित होउछ आमे तांको अनुभव करि पारुछु आ सी तांकर अनुपस्थित रे सी हमर सब कथा कहउछंती तांक भितर से जागृत ही रहिछ जे आचार्य नथान्ते ताले परवर्ती अवस्था रे आज सत्संग अवस्था कौन होता आमु किए दिग्दर्शन दे था आमे ठाकुर से मूर्ति की देखी कौन दिग्दर्शन पाई था आज ये आम समस्या हूँ क्या पाक जाऊे पाक जाऊे सी अच्छा बोलते आमको सब कहते आर भीतर दे ठाकुर आमको सब कथा कही दौरान यहाँ हूँ विश्वास ये मनीष जी विश्वास कर आचार्य किए मु कहीं विश्वास करी आचार्य हूँ वंशधर तांकर रेतजात संतान तांकर रक्त तांको भीतर प्रभावित होची से ज्ञान से अधिकारी सी कही पारे ये मनीष जी विश्वास करछि भितर अनुभव करछि आचार्य पाखे कहले आज आज विश्वरंजन भाई कहला बेले कांदी पकाउଥିଲେ जे आचार्य देव मते मु जाउଥିଲି खाली मते कहिदिले केमती अछु रे भलरे पछू बैक करके आसी कहले कि मते देखिले सबले पाखरे पचारंती दुख सुख कथा कहती जो गाँव में कई दीक्षा न नेतले से गाँव आज हजार हजार संख्या दीक्षा नेछंती से गाँव आज मंदिर तैयारी होची से गाँव जो गाँव में आज मो बापा जिते आसिक प्रार्थना करते कबाड़ दे करते लोक कमेंट करते कि आज कौन है आज देखते से आचार्य देव जो आसिले एयरपोर्ट रू ओह्लैले गोटे निराकरपुर गोटे जगह आपण मैंने जानी जो कहीं गोटे केन्द्र ना मंदिर ना उपजना केन्द्र भी ना कहले मुझे आगे जी देखो केमती भक्तर मानसिकता नहीं जो मत के लोक भल पाँच जो जगह किसी ना ठाकुर प्रचार प्रसार से जगह गोटे भक्त केमती आज प्रति मसरे से 50-100 लोक नहीं दीक्षा देकी नहीं आचार्य पाखे पहुंच जाऊँ निराकरपुर अंचल आम एरिया सेटा जाऊ से सब नहीं जाऊँ आचार्य पाखे प्रति मसरे देवघर नहीं जी आचार्य पाखे दीक्षा देखिए देखो केते भीतर प्रतिभा सृष्टि होती व्यक्तित्व गोटे पिला को देखिकी जो केन्द्र ना मंदिर ना ठाकुर प्रचार प्रसार सुविधा ना से एरिया रे से प्रति मसरे 100-200 लोक दीक्षा करवा केते कष्ट आम पाखे सब पाखे केन्द्र मंदिर सबू थी आम 5-10टा दीक्षा करूँ लोक डाकी मंदिर बसई पारुनु टी आस प्रार्थना करवा ये मंदिर ये ठाकुर ये अच्छा उदाहरण देखिए देखा से किसी ना देखु यही हूँ विश्वास ये भल पाइबा आ जी भल पाए विश्वास करे कर्म करे मु तुमको प्रतिष्ठा करी जिते बाधा विघ्न आसू से लोक ही जापर बुझेदब आचार्य किए आचार्य कहीं आसी था आचार्य नथिले आज इष्ट को किए धरी रखी था इष्ट कथा किए प्रचार करता इष्ट कथा को किए आम पाखे आज आज कही था आउ से धारा को किए बंचई रखी था गोटे पर गोटे पीढ़ी पर गोटे पीढ़ी आचार्य देव रही आउ मोर आसबार प्रयोजन नहीं मु देकी चलीगली आचार्य परंपरा सृष्टि करदेली तुम्हें तांको भितर मोरी लीला देखिबो मोरी कथा सुनिबो मते अनुभव करि पारिबो ए कथा के कहचंती परम प्रेम आपण माने जानिछंती आज कृष्ण कथा कहउछंती राम कथा कहउछंती जगन्नाथ पाखे गले से आपण कहि देबे ना बुझेई देबे ना तांकर परवर्ती पर्याय को माने तांको रक्षा करछंती तांको वंशधर माने तांको लीला को आपण माने कहउछंती आपण सेई मूर्ति पूजा सेई पूजा सब आज रही जाइछंती गोटे बंध्या पूजा बंधन भितर रही जाइछंती किंतु आज परम पिता से बंधन मुक्त करी आपण को आखि खोली देइछंती आ समस्ते तांकर सृष्टि से 33 कोटी देवादेवी जहाँ को तुम पूजा करी आज गर्वित सबू तांकर सृष्टि ये मनीष एपर्यंत बुझिनी ये भाया कनसेप्ट केतବେଳେ आसबो जेतବେଳେ मनीष तांको भल पाए जेतବେଳେ तांको सहित जोगयुक्त हो जाए पाखे समर्पित हो जाए जे तुम्हें ईश्वर तुम्हें अद्वितीय तुम्हें यूनिक मु तुम व्यतीत कि जानी ठाकुर परिवार जहाँ को जो पचारे आउ सी कहती सिपाही दा दिने कहती
କହିଲେ ତାଙ୍କ ସହିତ କାହାକୁ ତୁଳନା କରାଯାଏ ନାହିଁ, ସେ ଅଦ୍ୱିତୀୟ ଠାକୁର 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 ସହିତ କାହାକୁ ତୁଳନା କରାଯାଆନ୍ତି ନାହିଁ। ରାମ ନୁହନ୍ତି, କୃଷ୍ଣ ନୁହନ୍ତି, କେହି ନୁହନ୍ତି, ସେ ସର୍ବଶ୍ରେଷ୍ଠ, ସେ ଏଇ ଯୁଗର ପୁରୁଷୋତ୍ତମ, ସେ ଅପଡେଟେଡ ଭର୍ସନ, ତାଙ୍କ ନାମ ହିଁ ଅପଡେଟେଡ, ଆଉ ସେଇ ତାଙ୍କୁ ଆମେ ପାଇଛେ, ତାଙ୍କୁ କାହା ସହିତ ତୁଳନା କରାଯାଏନି। ଆଉ ଯିଏ ବି ଆସିଛନ୍ତି ସବୁ ତାଙ୍କର ସୃଷ୍ଟି, ଆଉ ଆମେ ସେଇ ପର୍ଯ୍ୟନ୍ତ ଏଇ କନସେପ୍ଟ ଆସିନି, ମଣିଷ ସେଇ ବନ୍ଧା ଭିତରେ, ସେ ବନ୍ଧନ ଭିତରେ ଯାଇଛି ଯେ ମୁଁ ସେଇଆକୁ ପୂଜା କରୁଥିଲି, ସେଇଆକୁ ଜାଣିଥିଲି, ସେଇ କଥା କହୁଥିଲି, ସେଇ ଗୀତା ଭାଗବତ କଥା କହୁଥିଲି, ସେଇ କୋରାନ ବାଇବଲ କଥା କହୁଥିଲି, କିନ୍ତୁ ମୁଁ ଆଉ ଆଗକୁ ଯିବିନି, ମୁଁ ସେଇଠି ରହିଥିବି, ମୁଁ ଖୋର୍ଦ୍ଧାରେ ରହିଥିବି, ଆଉ ମୁଁ ଭୁବନେଶ୍ୱର ଆସିବିନି, ଆଉ ମୁଁ ଦିଲ୍ଲୀ ଯିବିନି, ଆଉ ମୁଁ ଆମେରିକା ଯିବିନି କି ୱାସିଂଟନ ଯିବିନି, ମୋ ସୀମିତ ମୁଁ ସେ ଖୋର୍ଦ୍ଧା ଭିତରେ, ଏଇଭଳି ଅବସ୍ଥା। ବୁଝିପାରିଲେ? ଯେ ପ୍ରଶ୍ନ ଆଜ୍ଞା ପଚାରିଥିଲେ ବହୁତ ବୁଝିପାରିଲେ? ସୁନ୍ଦର ଭାବରେ ବୁଝାଇଲେ। ବହୁତ ବଢିଆ। ଆଉ ଏଇ ପ୍ରଶ୍ନର ଉତ୍ତର ପାଇଯାଇଛନ୍ତି। ନେକ୍ସଟ ବିଜୟଦା କିଏ ହଁ ପଚାରନ୍ତୁ? ହଁ ହଁ ସୁଭାଷ ଭାଇ ଜୟ ଗୁରୁ, ବହୁତ ସୁନ୍ଦର କଥା ଆଜି କହିଲେ ଆପଣ। ଜୟ ଗୁରୁ ଜୟ ଗୁରୁ, ସମସ୍ତେ ମୋର ଆନ୍ତରିକ ଜୟ। ଆଉ ଅଶୋକ କୁମାର ଦାସ ଭାଇ, ଅଶୋକ କୁମାର ଦାସ ଭାଇ ଅଡିଓ ଖୋଲନ୍ତୁ। ଅଶୋକ କୁମାର ଦାସ ଭାଇ, ଜୟ ଗୁରୁ ଦାଦା, ଜୟ ଗୁରୁ। ଜୟ ଗୁରୁ, କୁହନ୍ତୁ। ମୋର ଗୋଟେ ଛୋଟ ପ୍ରଶ୍ନ ମାନେ ମୋର ଗୋଟେ ମନରେ ଜିଜ୍ଞାସା ଅଛି ଜାଣିବା ପାଇଁ ଯେ ଆମର ଆଚାର୍ଯ୍ୟ ଦେବଙ୍କର ଯିଏ ଆଚାର୍ଯ୍ୟ ଦେବ ହଉଛନ୍ତି ତାଙ୍କର ଗୋଟେ କ୍ୱାଲିଟି ରହୁଛି ଯେ ସିଏ ସବୁ ଜାଣିପାରୁଛନ୍ତି, ତାଙ୍କ ସାମ୍ନାକୁ ଗଲା ମାନେ ସେ ଜଣଙ୍କର ଆଉ ମାନେ ବିଗତ ବର୍ତ୍ତମାନ ଭବିଷ୍ୟତ ସେ ଜାଣିପାରୁଛନ୍ତି ଏବଂ ତା ଭିତରେ କଣ ସେ ଚରିତ୍ର ଘଟିଥିବ ସବୁ ଜାଣିପାରୁଛନ୍ତି ଦାଦା। ଆମେ ଏଟା ଯେତେ ଆଚାର୍ଯ୍ୟ ଦେବ ଆସିଲେଣି ଆମେ ତାଙ୍କ କଥା ଶୁଣିକିରି ଆମେ ଜାଣିପାରୁଛୁ ଏବଂ ଆମେ ଇଭିନ୍ ଆଚାର୍ଯ୍ୟ ହେଇନଥିବେ ଯେ ହେଇନାହାନ୍ତି ଅବିନ୍ଦାଙ୍କ କ୍ଷେତ୍ରରେ ମଧ୍ୟ ଆମେ ତାହା କିଛି ମାତ୍ରାରେ ପ୍ରମାଣ ପାଇପାରୁଛୁ, ଯେହେତୁ ସେ ମାନେ ବଡ ପୁଅ ହିସାବରେ। କିନ୍ତୁ ମନର ଗୋଟେ ଜିଜ୍ଞାସା ଅଛି ଯେ ଅନ୍ୟ ପୁଅ ଯେଉଁମାନେ ଅଛନ୍ତି ବା ଅନ୍ୟ ଭାଇ ତାଙ୍କ ମାନଙ୍କର ଯେଉଁମାନେ ଅଛି ସେଇ କ୍ୱାଲିଟିଟା ତାଙ୍କ ଭିତରେ ରହିଥିବ କି ଦାଦା? ଠିକ ଅଛି ଠିକ ଅଛି, ବିଶ୍ୱରଞ୍ଜନ ଭାଇ କୁହନ୍ତୁ। ଆଜ୍ଞା ଜୟ ଗୁରୁ ଦାଦା, ଜୟ ଗୁରୁ। ଜୟ ଗୁରୁ। ଆଜ୍ଞା ଦେଖନ୍ତୁ, ଯେହେତୁ ଠାକୁରଙ୍କର ସନ୍ତାନ ସମସ୍ତେ, ସମସ୍ତଙ୍କ ଭିତରେ କିଛି ନା କିଛି ରହିପାରେ। ସେଟା ଆଜ୍ଞା ଦେଖନ୍ତୁ, ଆମେ କଣ ଜଣେ ନର୍ମାଲ ମଣିଷକୁ ବି ଭଲ ପାଉନି? ମତେ ମନେକର ସୁଭାଷ ଭାଇଙ୍କର କିଛି ଗୁଣ ଭଲ ଲାଗିଲା, ତାଙ୍କୁ ଭଲ ପାଇପାରେ, କିନ୍ତୁ ଆପଣଙ୍କର ଠାକୁରଙ୍କ କୁହା ଅନୁସାରେ ପୁରୁଷୋତ୍ତମଙ୍କର ଅବର୍ତ୍ତମାନରେ ତନ୍ନିଷ୍ଠ ତନ୍ତ୍ର ବା ଆଚାର୍ଯ୍ୟ ସରଣୀ। ଆଚାର୍ଯ୍ୟ ଆଜ୍ଞା ହଉଛନ୍ତି ଏକ ଏବଂ ଅଦ୍ୱିତୀୟ, ସେ ଆମ ପାଖରେ ଆଚାର୍ଯ୍ୟ ରଖିକି ଯାଇଛନ୍ତି ଠାକୁର। ଆଉ ଆଜ୍ଞା ଆଚାର୍ଯ୍ୟ ଏଟା ବି ନୁହେଁ ଯେ ଯେହେତୁ ଧର୍ମଦାନଟା ସବୁଠୁ ବେଶୀ ରୁହେ ବଡ ପୁଅ, ସେଥିପାଇଁ ବଡ ପୁଅଙ୍କୁ ଆଚାର୍ଯ୍ୟ ଦେଇକି ଯାଇଛି। ଠାକୁର ବଡଦାଙ୍କୁ ଆଚାର୍ଯ୍ୟ କରିକି ଯାଇଥିଲେ ଆମେ ବଡଦାଙ୍କୁ ମାନୁଛୁ, ବଡଦା ଦାଦାଙ୍କୁ କରିକି ଯାଇଥିଲେ ଆମେ ମାନୁଛୁ, ଦାଦା ଆଚାର୍ଯ୍ୟଙ୍କୁ ଆଚାର୍ଯ୍ୟ କରିକି ଯାଇଛନ୍ତି ବୋଲି ଆମେ ମାନୁଛୁ। ଦାଦା ଟିକେ ହଁ ଆଜ୍ଞା ଆଜ୍ଞା ଶୁଣା ଯାଉଛି? ଆଜ୍ଞା ହଁ ଏବେ ଶୁଣାଗଲା। ହଁ, ତ ଏଟା ହଉଛି ତାଙ୍କର ନିର୍ବାଚନ, ସେ କରିକି ଯାଇଛନ୍ତି। ତେଣୁ ଆଚାର୍ଯ୍ୟ ହଉଛନ୍ତି ଏକ ଏବଂ ଅଦ୍ୱିତୀୟ। ଆପଣ ସମସ୍ତଙ୍କୁ ଯାହାକୁ ଭଲ ଲାଗୁଛି ଇଷ୍ଟ କରିବା ଭଲ ପାଇପାରନ୍ତି, କିନ୍ତୁ ସମସ୍ତେ ଆପଣଙ୍କର ନିୟମକୁ ନୁହଁ। ଆମକୁ ଓନ୍ଲି ଆଚାର୍ଯ୍ୟ ଦେବଙ୍କୁ ନେଇକି ହିଁ ଚାଲିବାକୁ ପଡିବ, ଆଚାର୍ଯ୍ୟ ଦେବ ଆଉ ଠାକୁର। ଆଜ୍ଞା ତାପରେ ସମସ୍ତଙ୍କୁ ଆପଣ ଭଲ ପାଇପାରନ୍ତି, ଯେ ଭଲ ପାଇ ଆପଣଙ୍କୁ ଭଲ ଲାଗୁଛି କାହା ଦ୍ୱାରା। ଜଣେ ଏମିତି ବୈଶିଷ୍ଟ୍ୟ ରୀତିକ ମାନେ ଅଛନ୍ତି, ତାଙ୍କ ଭିତରେ ବହୁତ ଭଲ ଜିନିଷ ଅଛି, ଆମେ ତାଙ୍କୁ ବି ଭଲ ପାଇପାରିବା, ତାଙ୍କୁ ବି ସମ୍ମାନ ଦେଇପାରିବା, ତାଙ୍କ କଥା ବି ମାନିପାରିବା, କିଛି ଅସୁବିଧା ନାହିଁ। ଆପଣ ସମସ୍ତଙ୍କୁ ଗୋଟେ ଗ୍ରହଣ କରନ୍ତୁ, ଆପଣଙ୍କୁ ଯୋଉଠି ଭଲ ଲାଗୁଛି, କିନ୍ତୁ ଆଚାର୍ଯ୍ୟ ଦେବଙ୍କୁ ମାନିକି ହିଁ ଆପଣଙ୍କୁ ଯିବାକୁ ପଡିବ। ଆଉ ସେଟା କିଏ ସେଟା ସେ କହିବେ, କାରଣ ଏବେ ବର୍ତ୍ତମାନ ଆମ ପାଖରେ ଯେ ଆଚାର୍ଯ୍ୟ ଦେବ ଅଛନ୍ତି ସେ ହଉଛନ୍ତି ଠାକୁରଙ୍କର ଅବର୍ତ୍ତମାନରେ ଆମ ପାଖରେ ପ୍ରେଜେଣ୍ଟ, ଆଜ୍ଞା ଯାହାଙ୍କୁ ଦେଖିକି ଆମେ ଠାକୁରଙ୍କୁ ଫିଲ୍ କରିପାରିବା। ପୁଣି ସେ ତାପରେ କଣ ହବ ସେଟା ସିଏ କରେଇକି ଯିବେ। ଗୋଟେ ଆଚାର୍ଯ୍ୟଙ୍କର କୋଶ୍ଚିନ୍ ଥିଲା, ଗୋଟେ ଅନ୍ୟ ଲୋକଙ୍କର କୋଶ୍ଚିନ୍ ଥିଲା, ଆମର ଦକ୍ଷିଣ ଭାରତୀୟ କନଫରେନ୍ସ ହଉଥିଲା ଯେତେବେଳେ ଆଚାର୍ଯ୍ୟ ଜଣେ ପଚାରିଲେ ଠିଆ ହେଇକି ଯେ ଆମେ ସତ୍ସଙ୍ଗରେ କେତେଟା ଫଟୋ ରଖିବୁ? ଗୋଟେ ତ ଠାକୁରଙ୍କ ଫଟୋ ରଖୁଛୁ, ଗୋଟେ ମାଙ୍କ ଫଟୋ ରଖୁଛୁ, ବଡଦାଙ୍କ ଫଟୋ ସେତେବେଳେ ଦାଦା ଥିଲେ, ରଖୁଛୁ, ପୁଣି କେତେଟା ଫଟୋ ଏମିତି ଆମେ ରଖିବୁ? ତ ଆଚାର୍ଯ୍ୟ ସେଠି ବର୍ତ୍ତମାନ ଆଚାର୍ଯ୍ୟ ସେଠି ଥିଲେ, କାରଣ ଦାଦା ତ ନଥିଲେ ସେଠି, ଦାଦା ସେ ସମୟ ଜୀବିତ ଥାନ୍ତି। ତ ସେ ତାର ଆଜ୍ଞା ଆନ୍ସର ଦେଇଥିଲେ ଯେ ଠାକୁର କହିଛନ୍ତି, ତ ଠାକୁର ହଉଛନ୍ତି ଆମର ସର୍ବସ୍ୱ, ଆମେ ଠାକୁରଙ୍କୁ ନେଇ ଚାଲୁଛେ ନା, ଠାକୁରଙ୍କୁ ତାଙ୍କୁ ପୂଜା କରିବେ। ତାପରେ ଠାକୁର କହିଲେ ମୁଁ ଯଦି ନାରୀ ରୂପ ନେଇ ଆସନ୍ତି ତାହେଲେ ବଡମା ହେଇ ଆସିଥାନ୍ତି, ଆଜ୍ଞା ତ ତାହେଲେ ତାଙ୍କୁ ବି ଆମେ ପୂଜା କଲୁ।
ଆଉ ଠାକୁର ଆଜ୍ଞା କହିଲେ ଯେ ଟଙ୍କାର ଏପଟ ମୁହଁରେ ସେପଟଟା ହଉଛି ପର୍ବ। ତାଙ୍କୁ ଆଜ୍ଞା ତ ଅଲଗା କରିହବ ନାହିଁ, ନାଇଁ ଅଲଗା କରିହବ କି? ଗୋଟେ ନାଇଁ ନହେଲେ ନାଇଁ ଆଉ ଗୋଟେ କେମିତି ହବ? ଆଜ୍ଞା ସେଥିପାଇଁ ହଁ ଆମେ 3 ଜଣଙ୍କୁ ନେଲେ। ତାପରେ ଠାକୁର ବାଣୀରେ କହିଲେ ଆଚାର୍ଯ୍ୟ ଯାର ଇଷ୍ଟ ନାହିଁ, ଯିଏ ଆଜ୍ଞା ଆଚାର୍ଯ୍ୟ ରହିବେ ସେ ଇଷ୍ଟ ରହିବେ। ଦେଖନ୍ତୁ ଆଜି କେତେ ବଡ ଜିନିଷ, ସତ୍ସଙ୍ଗ ଜଗତରେ ସବୁ ଜାଗାରେ ଆମେ ପରମ ପୂଜ୍ୟ ଦାଦାଙ୍କର ବିଗ୍ରହ ବସି ପୂଜା କରୁ, ଗୋଟିଏ ଡାକରାରେ ସବୁ ସତ୍ସଙ୍ଗୀ ତାଙ୍କ ବିଗ୍ରହ କରେ। ଏଟା ମୁଁ କହୁନି ଯେ ଗୋଟେ ଖରାପ ଜିନିଷ, ସେଟା ନୁହଁ, କିନ୍ତୁ ଏକାଦେଶ ଚଲେ ଯାরা ସାଧାରଣ ସମାଜ, ଗୋଟିଏ ଆଜ୍ଞା ଜିନିଷରେ ଆମେ ସମସ୍ତେ ସେଟାକୁ ଇଏ କରିଲେ, ଯାମାନେ ନୁହେଁ ଯେ ଦାଦାଙ୍କ ପ୍ରତି କାହାର ଅସମ୍ମାନ ଅଛି, କିନ୍ତୁ ଆଜ୍ଞା ଆଜ୍ଞା ଠାକୁରଙ୍କର କୁହା ଅନୁସାରେ ଠାକୁର ବଡମା ବରଦା ଆଚାର୍ଯ୍ୟ ଏତିକି ନେଇ ଚାଲେ। ଆଉ କିଏ ଆଚାର୍ଯ୍ୟ ରହିବେ କଣ ସେଟା ତାଙ୍କ କାମ, ସେ କରିକି ଯିବେ ଆଚାର୍ଯ୍ୟ, ଆଜ୍ଞା ଆଜ୍ଞା ତାଙ୍କୁ ନେଇକି ଚାଲିବାକୁ। ଆଉ ସମସ୍ତେ ହଉଛନ୍ତି ଅନୁସରଣୀୟ, ସମସ୍ତଙ୍କୁ ଆମେ ଭଲ ପାଇପାରିବା, ସମସ୍ତଙ୍କୁ ଅନୁସରଣ କରିପାରିବା, ଯାହାଙ୍କ ଭିତରେ ତାଙ୍କୁ ସମାନ ଅଛି। ଜୟ ଗୁରୁ। ମୋର ବହୁତ ଭାବନା ଜୟ ଅଛି, ଗୁରୁ। ଆପଣଙ୍କ ଠିକ ଅଛି, କିଛି ଠିକ ଥିବ। ଅଛି। ଶୁଣନ୍ତୁ, ଆଜ୍ଞା ତାଙ୍କର ଯୋଉ ପ୍ରଶ୍ନ ରହୁଛି ଯେ ଅନ୍ୟମାନଙ୍କ ଭିତରେ ମଧ୍ୟ ସେଇ ତେଜ ବୀର୍ଯ୍ୟ ଧି ଚେତନା ପ୍ରଜ୍ଞା ଆଜ୍ଞା ସେଇଟା ରହିଛି, ଆଜ୍ଞା ସେମାନେ ଆଜ୍ଞା ମଧ୍ୟ ଇଷ୍ଟ କର୍ମରେ ବ୍ୟାପୃତ ରହିଛନ୍ତି। ହଁ, ଆଜ୍ଞା ସେମାନଙ୍କୁ ମଧ୍ୟ ସିପାହୀ ଦା ଅଛନ୍ତି, ସିପାହୀ ଦା ଅଛନ୍ତି, ବିକି ଦା ଅଛନ୍ତି, ସମସ୍ତେ କାମ କରୁଛନ୍ତି, ସମସ୍ତଙ୍କୁ ବିଭିନ୍ନ ଅରଣ୍ୟ ସମସ୍ତେ ବୁଲୁଛନ୍ତି, ପରିକ୍ରମା କରୁଛନ୍ତି, ଇଷ୍ଟ ପ୍ରତିଷ୍ଠା ପାଇଁ ସମସ୍ତେ ବ୍ରତୀ, କିନ୍ତୁ ସେଣ୍ଟ୍ରାଲାଇଜ ହେଇଛନ୍ତି ଆଚାର୍ଯ୍ୟଙ୍କୁ ନେଇକିରି। ଆଜ୍ଞା ଆଚାର୍ଯ୍ୟଙ୍କର ଅଜ୍ଞାତରେ ନୁହେଁ, ଆଜ୍ଞା ଆଚାର୍ଯ୍ୟଙ୍କ ଅନୁମୋଦନ କ୍ରମେ ହେଲା। ସମସ୍ତେ ଆଜ୍ଞା ଠାକୁରଙ୍କ ବିଧାନକୁ ମାନି ଚାଲିଛନ୍ତି, ତାଙ୍କ ଭିତରେ ଟଣା ଭିଡା ନାହିଁ। ସମସ୍ତେ ଗୋଟିଏ ସେଇ ଏକ ଆଦର୍ଶକୁ ପ୍ରତିଷ୍ଠା କରିବା ହିଁ ସମସ୍ତଙ୍କର ଧର୍ମ। ତାଙ୍କ ବଂଶାନୁକ୍ରମିକତା ଭିତରେ ଯୋଉ ସନ୍ତାନ ସନ୍ତତି ଅଛନ୍ତି, ସମସ୍ତେ ଏକାଧାରରେ ଇଷ୍ଟଙ୍କୁ ପ୍ରତିଷ୍ଠା କରିବା ପାଇଁ ଲାଗିଛନ୍ତି, ବିଭିନ୍ନ ଦାୟ ଦାୟିତ୍ୱ ମଧ୍ୟ ନେଇଛନ୍ତି, ଆଜ୍ଞା ଆଜ୍ଞା ହଁ ପୋଷ୍ଟ ଆଣ୍ଡ ପୋଜିସନରେ ମଧ୍ୟ ଅଛନ୍ତି। ତାକୁ ଆପଣ ଅନୁସନ୍ଧାନ କରି ଜାଣିବେ। ଏଠି ସମୟ ଆଉ ନାହିଁ, ସମୟ ସରିଗଲାଣି, 10ଟା 2 ହେଇଗଲାଣି। ଆଉ ଜଣେ ଜଣଙ୍କର ପ୍ରଶ୍ନ ଉତ୍ତର ନେବୁ ଆମେ। ତେଣୁ ଠିକ ସମୟରେ ଆମେ ସତ୍ସଙ୍ଗ ପ୍ରଶ୍ନ ଉତ୍ତର କାର୍ଯ୍ୟକ୍ରମ ସାରିବା। ତେଣୁ ଆପଣଙ୍କ ପ୍ରଶ୍ନ ଅମୂଳକ ନୁହେଁ, ଅଯୌକ୍ତିକ ଆଜ୍ଞା ମଧ୍ୟ ନୁହେଁ। ତେଣୁ ଆପଣଙ୍କ ପାଇଁ ଉତ୍ତର ଏତିକି, ସମସ୍ତେ ଇଷ୍ଟ କର୍ମରେ ରତ ଅଛନ୍ତି, ସମସ୍ତେ ଆଚାର୍ଯ୍ୟଙ୍କୁ ମାନି ଚାଲୁଛନ୍ତି, ଆଚାର୍ଯ୍ୟଙ୍କ ବିଧାନ ଅନୁସାରେ ସମସ୍ତେ ଚାଲୁଛନ୍ତି, ସମସ୍ତଙ୍କୁ ନେଇକି ପରାମର୍ଶ କରି ଯାହା କରିବା କଥା ତା ମଧ୍ୟ ଆଚାର୍ଯ୍ୟ ଦେବ କରୁଛନ୍ତି। ଏତେ ବଡ ଆଜ୍ଞା ସଂସ୍ଥା, ଆଚାର୍ଯ୍ୟ ସ୍ଥିର, କୋଟି ଆଜ୍ଞା କୋଟି ଲୋକ ଆସୁଛନ୍ତି, କେମିତି ରହିଛନ୍ତି? ବିଭିନ୍ନ ଭାଇ ମାନେ, ଗୁରୁଜନ ମାନେ ମେଜଦା ଆଗରୁ ସତ୍ସଙ୍ଗରେ ବସୁଥିଲେ, ମେଜଦା ବସିକି ଋତିକ ସମ୍ମିଳନୀରେ ଆଲୋଚନା କରୁଥିଲେ, ଏବେ ଆମର ପୂଜନ ବିଙ୍କିଦା କରୁଛନ୍ତି, ଆଉ ସିପାହୀ ଦା ଦଉଛନ୍ତି, ସମସ୍ତେ କାମରେ ଅଛନ୍ତି। କାହାକୁ କୋଉ କାମ ଯିବ, କିଏ କେତେବେଳେ କଣ କରିବେ, ସତ୍ସଙ୍ଗ କାମ ଆଗେଇ ଚାଲିଛି, ସମସ୍ତେ କାନ୍ଧକୁ ନେଇଛନ୍ତି ସତ୍ସଙ୍ଗକୁ ଟେକି ରଖିବା ପାଇଁ, କୌଣସି ପୁତ୍ର କାନ୍ଧକୁ ଖସେଇ ଦେଇନାହାନ୍ତି। ବାସ୍ ଏତିକି ଆଜ୍ଞା ଉତ୍ତର। ଜୟ ଗୁରୁ। ହଉ ଜୟ ଗୁରୁ ଆଉ ଟିକେ ଥିଲା, ହଉ ଜୟ ଗୁରୁ। ନେକ୍ସଟ ଜୟ ଆମର ଗୁରୁ ନଳିନୀ ଜେନାମା। ହ୍ୟାଲୋ, ନଳିନୀ ଜେନାମା। ଜୟ ଗୁରୁ, ଜୟ ଗୁରୁ ଦାଦା ପ୍ରଣାମ। ଜୟ ଗୁରୁ, କୁହନ୍ତୁ। ସମସ୍ତ ଅଞ୍ଚଳ ଜୟ ଗୁରୁ ଦାଦା। ଯୋଉ ଆମର ତ ଆଚାର୍ଯ୍ୟ ତ ସତ୍ସଙ୍ଗ ଆନ୍ଦୋଳନ କୁ ମାନେ ଗତିଶୀଳ କରିବା ପାଇଁ ଯୋଉ ଡିପ୍ ୱାର୍କ ପ୍ରୋଗ୍ରାମ ଟା କରିଛନ୍ତି, ମର୍ଣ୍ଣିଂ ପ୍ରେୟାର, ଏ ସବୁ ପଦକ୍ଷେପ ଯୋଉ ନିଆଯାଇଛି, ତାର ପ୍ରଭାବ ମାନେ କେତେ ଦୂର ସକ୍ସେସ୍ ହେଇଛି, ସେଇଟା ଆଉ ହବା ଦ୍ଵାରା ଲୋକଙ୍କ ଉପରେ କଣ ତାର ପ୍ରଭାବ ପକଉଛି, ଟିକେ ସେଇଟା କହିବେ। ହଁ, ପ୍ରଭାବ ବହୁତ ବଡ ପକଉଛି, ବହୁତ ଅଞ୍ଚଳ ପରିବର୍ତ୍ତନ ହେଇଛି, ବହୁତ ଡେଭଲପମେଣ୍ଟ ବି ହେଇଛି, ସମସ୍ତେ ସଚେତନ ହେଇଛନ୍ତି। ଆଗରୁ ଯୋଉ ଥିଲା ବାହାସ୍ପଟ, ସେ ସବୁ ନାହିଁ, ଆଉ ଅହଙ୍କାର ବି ଚୂର୍ଣ୍ଣ ହେଇଯାଇଛି, ଅନେକ ଡେଭଲପମେଣ୍ଟ ହେଇଛି, ଆପଣ ଷ୍ଟଡି କରିବା ଦରକାର। ଆଜ୍ଞା। ଆଗର ଧାରା ବର୍ତ୍ତମାନ ଧାରା ଆକାଶ ପାତାଳ ତଫାତ। ଯୋଉ କେନ୍ଦ୍ର ମନ୍ଦିର ସବୁ ଯାହା କିଛି ଭଲ ମନ୍ଦ ଦଉଥିଲା, ଖାଲି ଖବର ପହଞ୍ଚିଲେ କୋଉଠି କଣ ହେଲା କଣ ନାହିଁ, ଧଡ ଧାଡ ତାପରେ ଷ୍ଟେପ ନିଆ ହଉଛି। ଆଜ୍ଞା, ଏଗୁରୁ ସବୁ ଜାଗ୍ରତ କରିଦିଆଯାଇଛି, ପିଲାମାନଙ୍କୁ ଜାଗ୍ରତ କରିଦିଆଯାଇଛି। ବୟସ୍କ ଲୋକଙ୍କୁ ଡାକିବ, ତାଙ୍କୁ ପଚାରିବ, ତାକୁ କହିବେ କେନ୍ଦ୍ର ମନ୍ଦିର ବସିବେ, ସେ ଚର୍ଚ୍ଚା କରିବେ, ସମସ୍ତଙ୍କୁ ନେଇକିରି ଚାଲିଛନ୍ତି, ଆଉ ବହୁତ ଆଜ୍ଞା ଡେଭଲପମେଣ୍ଟ ହେଇଛି। ବହୁତ ଡେଭଲପମେଣ୍ଟ ହେଇଛି, କିନ୍ତୁ ଏଇ ଯୋଉ ଡିପି ୱାର୍କସରେ ଯୋଉମାନେ ସବୁ ଅନ୍ତର୍ଭୁକ୍ତ ହଉଛନ୍ତି, ଆଗ ପଛ ପ୍ରବୃତ୍ତି ମିଶି ମଣିଷ ତ, ସେ କିଛି ଦିନ କରୁଛି, କି ପୁଣି ଛାଡି ଦଉଛି, ଏମିତି କରୁଛନ୍ତି। ଏଇଟା ମଧ୍ୟ ଆମେ ମାନେ ଷ୍ଟଡି କରି ସାରିଲୁଣି। ଅନେକ ଅଞ୍ଚଳରେ ଇଷ୍ଟପତି କରୁଛନ୍ତି, ପୁଣି 2-3 ମାସ ପରେ ପୁଣି ଟିକେ ମାନ୍ଦା ହେଇଯାଉଛନ୍ତି। କାହିଁକି ନା ଆମର ଯୋଉ ପିଲାମାନେ ସବୁ ରହିଲେ, ସେ ସେତିକି ତାକୁ କୋଚ ଦେଇ ପାରୁନାହାନ୍ତି। ଆମର ଏଇଟା ଦୁର୍ବଳତା।
आचार्य देव जो विधान ଦେଇଛନ୍ତି ଠିକ ଆମେ ସେ ବିଧାନକୁ କଣ୍ଟାକ୍ଟ ମାନି ପାରୁନେ ଇମ୍ପ୍ଲିମେଣ୍ଟେସନ କରି ପାରୁନେ ହେଲା ଯାହା ଫଳରେ କି ଟିକେ ୱିକ୍ ରହି ଯାଉଛି କିନ୍ତୁ ଡେଭଲପମେଣ୍ଟ ହିଁ ଚାଲିଛି ବଢି ଚାଲିଛି ଆଗ ଅପେକ୍ଷା କ୍ରମୋନ୍ନତି ଚାଲିଛି ବି କହିଲେ ଭୁଲ ହବ ଆପଣ ଦେଖନ୍ତୁ ଏଇ ଓଡିଶା ସହିତ ଆମେ ଆଲୋଚନା କଲା ଭିତରେ ଅନେକ ମା ଆଜ୍ଞା କହିଲେ ଆମେ ଶୋଷଣ ପାଳିଲେ ଅନେକ ଲୋକ ଇଷ୍ଟପତି 8 ଟଙ୍କା 10 ପଇସା 5 ପଇସା କରୁଥିଲେ 8 ଟଙ୍କା 10 ଟଙ୍କା କଲେ ହ୍ୟାଲୋ ହ୍ୟାଲୋ ଆଜ୍ଞା ହ୍ୟାଲୋ ଆଜ୍ଞା ଆଜ୍ଞା ଜୟଗୁରୁ। ପାର୍ଟି କୋଉଠି ହଉଛି ନାଇଁ ଦାଦା ମୁଁ ଅଛୁ ଟ୍ରେନରେ ଅଛୁ ତ ହଉ 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 ତାହେଲେ ଠିକ ଅଛି ହଉ ତାହେଲେ ଠିକ ଅଛି ଦେଓଘର ଜୟ ଗୁରୁ, ଯାଉଛି ଜୟ ଗୁରୁ। ଟିକେ। ହଉ ଆଜ୍ଞା ମମତା ପାଲମା ଆପଣଙ୍କ କଣ ଜୟଗୁରୁ ପ୍ରଶ୍ନ ଅଛି କୁହନ୍ତୁ ସାରିଦବା ଆଉ ମମତା ଜୟଗୁରୁ ପାଲମା ଦାଦା କୁହନ୍ତୁ। ଜୟ ଗୁରୁ, ଜୟ ଗୁରୁ। ମମତା ପାଲମା ଆପଣଙ୍କ କଣ ପ୍ରଶ୍ନ ଅଛି ହ୍ୟାଲୋ ମମତା ପାଲ ହ୍ୟାଲୋ ଦାଦା ଜୟଗୁରୁ ସବୁ ଜୟ ଦାଦା ଗୁରୁ, ଜୟ ଗୁରୁ। ହଁ କୁହନ୍ତୁ ଦାଦା କୁହନ୍ତୁ ଆମେ ହଁ ଯେମିତି କିଛି କାମ କଲେ କେତେ ଥକି ଯାଉ କିନ୍ତୁ ଆଚାର୍ଯ୍ୟ କେତେ କେତେ ଘଣ୍ଟା ଶୁଅନ୍ତି ଆଉ କେତେ ଘଣ୍ଟା ଇଏ କରନ୍ତି ସେ ସବୁବେଳେ ତ ଯେତେବେଳେ ଦେଖୁ ଠାକୁରଙ୍କୁ ଆମେ ଯେତେବେଳେ ଚାହୁଁ ତାଙ୍କୁ ଦେଖୁ ସେଟା କେମିତି କୁହନ୍ତୁ ନା ଦାଦା ଆମେ ତାଙ୍କୁ ଯେତେବେଳେ ରୁମକୁ ବି ଯିବେ ଆମେ ତାଙ୍କୁ ପଛେ ବି ଚାଲିଥାଉ ମାନେ ତାଙ୍କୁ ରେଷ୍ଟ କେତେବେଳେ ମିଳେ ଠାକୁରଙ୍କୁ ତାଙ୍କୁ କେତେବେଳେ ରେଷ୍ଟ ମିଳେ ଆପଣଙ୍କ ଘରେ ଯାଇ ଦେଖିବେ ନା କଣ? ନା ଠାକୁରଙ୍କୁ ମାନେ ମାନେ ଆମେ ଯେତେବେଳେ ମାନେ ଆମେ କେତେ ଆମେ କେତେ କିଛି ଗୋଟେ ଇଏ କଲା ସେ ବେଳକୁ କେତେ କେତେବେଳେ କଷ୍ଟ ଶୁଅନ୍ତି ଲାଗେ କେତେ କିନ୍ତୁ ସେ 24 ଘଣ୍ଟା ସବୁବେଳେ ଜାଗ୍ରତ ତାର ଭିତରେ ସେ କେତେବେଳେ ଶୁଅନ୍ତି କେତେ ସମୟ ଶୁଅନ୍ତି କେହି କହିପାରିବେନି ହେଲା ବୁଝିଲେ କି ଆଜ୍ଞା ସେ କେତେବେଳେ ଆଜ୍ଞା ଶୁଅନ୍ତି ସେ ଜାଣନ୍ତି ନାହିଁ ଅନ୍ୟମାନେ ତା ପରିବାର ଲୋକ ବି ଜାଣୁନଥିବେ ହେଲା ସେ ଆଚାର୍ଯ୍ୟ ଦେବ ବୁଝିଲେ କି ତାଙ୍କ ଭିତରେ ସବୁବେଳେ ସେ ଠାକୁର ଜାଗ୍ରତ ଆଉ ତାଙ୍କର ସେ ହିସାବ କିଏ ଦବ ଜାଣିଛନ୍ତି ବିଶ୍ୱରଞ୍ଜନ ଭାଇ ଆପଣ ସେ ହିସାବ ରଖିଛନ୍ତି କେତେବେଳେ ଶୁଅନ୍ତି କେତେବେଳେ ଉଠନ୍ତି ମୁଁ କହିପାରିବିନି ବିଶ୍ୱରଞ୍ଜନ ଭାଇ କହିବେ କଥା ଦାଦା ଆଜ୍ଞା ତ ନାଇଁ ତାଙ୍କ ସାଙ୍ଗେ ଥାଆନ୍ତି ନାଚ ସାଙ୍ଗରେ ନା କିଛି ସେମିତି କିଛି ନାହିଁ ଆଜ୍ଞା ଦାଦା ଆପଣଙ୍କର ଇଚ୍ଛା ଗୋଟେ ଜାଣିବାର ସେମିତି ଦେଖନ୍ତୁ ଆମେ ତାଙ୍କୁ ଅନୁସରଣ କରିବା ଅନୁକରଣ କରିବାନି କାରଣ ସେ ହଉଛନ୍ତି ଠାକୁରଙ୍କର ଯୋଉଟା କୁହା ସେ ଯାହା ଚାହିଁଲେ ତାହା ପାରିବେ ସେ ଘଣ୍ଟେ ଶୋଇଲେ ବି ତାଙ୍କର ହବ 2 ଘଣ୍ଟା ଶୋଇଲେ ବି ତାଙ୍କର ହବ ତାଙ୍କର ସେଟା ନିର୍ଭର କରେ ନା କିନ୍ତୁ ଗୋଟେ ଥର ଖାଲି ଆଜ୍ଞା ତାଙ୍କୁ ଦାଦା ମୁଁ ଶୁଣିଛି ଯେ ମୁଁ 4ଟାରୁ ଉଠିଛି 5ଟାରୁ ଉଠିଛି 3ଟାରୁ ଉଠିଛି 2ଟାରୁ ଉଠିଛି କିନ୍ତୁ ଆଜି ପର୍ଯ୍ୟନ୍ତ ବାବାଙ୍କର ଉଠିବା କେବେ ଦେଖିପାରିନି ଯେତେବେଳେ ଉଠିବି ମୁଁ ଆଗରୁ ଉଠିବି ସେଥିପାଇଁ ଆଜ୍ଞା ତାଙ୍କର ଶୋଇବା ଉଠିବା ଯୋଉଟା ଯେମିତି କହିଲେ ଭାଇ ସୁଭାଷ ଭାଇ ସେଟା ତାର ମାପକାଠି ଆମେ ରଖିବା ସେମିତି ଗୋଟେ ନୁହଁ ସେ ଚିରତନ୍ତ୍ର ସେ ସବୁବେଳେ ପୁରୁଷୋତ୍ତମ ଚିରତନ୍ତ୍ର ସେ ସବୁବେଳେ ଆମ ପାଇଁ ଜାଗ୍ରତ ଥାନ୍ତି ସେ ସୁପ୍ତ ଅବସ୍ଥାରେ ବି ଆମ ପାଇଁ ଭାବନ୍ତି ଆମର ଡାକରା ତାଙ୍କ ସାଉଣ୍ଡ ଅଫ ୟୋର କଲ୍ ମଷ୍ଟ ରିଚ୍ ବିକଜ ଆଉଟ ସାଉଣ୍ଡ କାରଣ ସେଇ ହଉଛନ୍ତି ସେ ଶବ୍ଦ ସବୁବେଳେ ପହଞ୍ଚିବ ସେ ସବୁ ଅବସ୍ଥା ରହିପାରିବେ କିନ୍ତୁ ଆମେ ସେଟା ଅନୁସରଣ ତାଙ୍କର କରିବା କିନ୍ତୁ ଅନୁକରଣ କରିବା ନାହିଁ ଆମେ ଆମ ଅନୁସାରେ ଚାଲିବା ଆମ ଅନୁସାରେ ଚାଲିବା ମିନ୍ସ ବୁଦ୍ଧି ପ୍ରବୃତ୍ତି କି ନାହିଁ କିନ୍ତୁ ସେ ଯୋଉଟା ଯେତିକି ଲୋକାଚାରକୁ ଦେଖାନ୍ତି ସେତିକି ଆମକୁ କରିବାର ଅଛି ସେ ଯେତେବେଳେ ଯାହା କରନ୍ତି କିନ୍ତୁ ପ୍ରାର୍ଥନାକୁ ଆସିକି ପହଞ୍ଚନ୍ତି ଆପଣ ଦେଖିଥିବେ ସେ ଗୋଟେ ଥର ଏଇଥର ଏଇ ଏକ୍ସାମ୍ପଲ ଆଚାର୍ଯ୍ୟ କହୁଥିଲେ ଯେ ଗୋଟେ ଥର ବର୍ଷା ହଉଛି ମତେ ଅଭିନ୍ନ ମା ମାନେ ତାଙ୍କ ସ୍ତ୍ରୀ ମତେ କହିଲେ ଯେ ଆଜି ଏତେ ଜୋରରେ ବର୍ଷା ହଉଛି ଆଜି ମୁଁ ନଗଲେ ହବନି ପ୍ରାର୍ଥନାକୁ ତ ଆଚାର୍ଯ୍ୟ କହିଲେ ଯେ ମାନେ ବର୍ଷା ହଉଛି ତ ଅଲଗା ବେଳେ ନଗଲେ ବରଂ ଚଳିବ କିନ୍ତୁ ଆଜି ମୋ ଠାକୁର ଏକା ଥିବେ ସେଠି ମତେ ଯିବାକୁ ପଡିବନି ତ ସେ ବାହାରିଲେ କହିଲେ ମୁଁ ଯାଇ ଦେଖେ ଯେ ସେଠାରେ ବି ବହୁତ ଲୋକ ସେମିତି ଆସିକି ପହଞ୍ଚନ୍ତି ତ ମନଟା ମୋର ଖୁସି ହେଲା ସବୁ ଅବସ୍ଥାରେ ସେ କେତେ ସମୟ ଶୁଅନ୍ତି କଣ କରନ୍ତି ସେଟା ଅଲଗା ଜିନିଷ କିନ୍ତୁ ତାପରେ ବି ସେ ଇଷ୍ଟ କର୍ମରେ ଯୋଉଟା ଟାଇମ ଟେବୁଲ ଯୋଉଟା କରନ୍ତି ଲୋକାଚାର ସେତିକି ଆମେ ପାଳିବାକୁ ଚେଷ୍ଟା କରିବା ଜୟ ହଁ ଜୟ ଦାଦା ନାଇଁ ଆମେ ତ ସବୁବେଳେ ଦେଖୁ ଦାଦାଙ୍କୁ ସବୁବେଳେ ପାଉ ଆମେ ଇଏ କରୁ କିନ୍ତୁ ଆମେ ତାଙ୍କୁ ବି କଷ୍ଟ ହଉଥିବ ଠାକୁରଙ୍କୁ ବି ସେଇଟା କଥା ହଁ ତାଙ୍କ କହିବା କଷ୍ଟଟାକୁ ଆମେ ଲାଘବ କରିବା ପାଇଁ ଚେଷ୍ଟା କରେ ଆମକୁ ପରିଶ୍ରମ କରିକି ଆମେ କରିବାକୁ ପଡିବ ଯୋଉଟା କି ଆମେ ତ କର୍ମମୟ ଜୀବନ ଭିତରେ ସମସ୍ତେ ରହୁଛେ ନା କିନ୍ତୁ ସେଇ ଭିତରେ ଆମକୁ ଆଜ୍ଞା ଯେତିକି ସମୟ ବାହାରୁଛି ସେତିକି ସମୟଟାକୁ ଯଦି ଆମେ ୟୁଟିଲାଇଜ କରିପାରିବା କାରଣ ସେ ତ ସବୁ ଜିନିଷ ଏକା କରିପାରିବେନି ନା କାରଣ ଈଶ୍ୱର ଆସିଲେ ଆମକୁ ସ୍ୱାଧୀନ ଇଚ୍ଛା ଦେଇ ଛାଡିଛନ୍ତି ତ ଆମେ ଚେଷ୍ଟା କରିବା କେତେ ଦୂର ଆମର ଯୋଉ ବଳକା ସମୟ କିଛି ରହୁଛି ସେଟା କେମିତି ଆମେ ଇଷ୍ଟ କର୍ମରେ ଯୋଗ ଦେଇପାରିବା ଆଜ୍ଞା ଯେତେ ଅଧିକ କରିପାରିବା ତ ତାଙ୍କୁ ରିଲାକ୍ସ ଆସିବ ଆଜ୍ଞା କାରଣ ତାଙ୍କର ଉଦ୍ଦେଶ୍ୟ ତ ହେଲା ସମସ୍ତ ଲୋକଙ୍କ ପାଖରେ କେମିତି ଈଶ୍ୱର ପହଞ୍ଚିବେ ଯଦି ଆମେ ସେଇ ବାର୍ତ୍ତାଟା ଯେତେ ଅଧିକ ପହଞ୍ଚେଇ ପାରିବା ତାଙ୍କୁ ସେତେ ଅଧିକ ରେଷ୍ଟ ମିଳିପାରିବ ଆମେ ଯଦି 10ଟା ଆଜ୍ଞା ଲୋକଙ୍କର ସମସ୍ୟା ସମାଧାନ କରିପାରିବା ତାଙ୍କୁ 1000 ଲୋକ ଯାଇକି ନିବେଦନ କରିବେ ନାହିଁ ତ
ତ ଆମେ ଯେତେ ଦୂର ଚେଷ୍ଟା କରିବା ସମ୍ଭବ କରିପାରିବା ସେଟା ହିଁ ଭଲ, ସେଟା ହିଁ ଚାହାନ୍ତି। ଆଜ୍ଞା ଦାଦା। ହଉ ଦାଦା, ବହୁତ ସୁନ୍ଦର ବୁଝେଇଲେ ଦାଦା, ଚଳିବ। ରାଜନ ବି ଆଜି ବହୁତ ସୁନ୍ଦର ହେଇଥିଲା। ଜୟ ଆଜ୍ଞା ଦାଦା, ଜୟ। ବୁଝିପାରିଲେ ତ? ଆଜ୍ଞା ଦାଦା, ହ୍ୟାଲୋ। ଜୟ ଗୁରୁ। ହଁ ହଁ ଦାଦା। କଣ କଣ ବୁଝିଲେ? ଦାଦା ଠାକୁର ତ ନିଜେ ହିଁ ସ୍ୱୟଂ ଇଏ, ଆଉ ତାଙ୍କୁ କଷ୍ଟଟା ଆମ ମାନଙ୍କର କଷ୍ଟଟା ତାଙ୍କ ମାନଙ୍କୁ ଇଏ କେତେବେଳେ କେତେବେଳେ ଶୁଅନ୍ତି ଶୁଅନ୍ତି କେତେବେଳେ କେତେବେଳେ ଉଠନ୍ତି ଶୁଅନ୍ତି କେମିତି ଜଣା ସେଇଟା ପଡେନି। ଆପଣ ଦେଖିବେ ନା କଣ ଚାହୁଁଛନ୍ତି ଜାଣିବା ପାଇଁ ନା 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 କଣ? ଦେଖିବା ପାଇଁ, ନା ଦେଖିବା ପାଇଁ ନାଇଁ, ମୁଁ କହୁଛି କଷ୍ଟ ତ ହଉଛି, ଆମ ମାନଙ୍କୁ ଯେମିତି କଷ୍ଟ ହଉଛି ଠାକୁରଙ୍କୁ ବି କଷ୍ଟ ହଉ, ତ ସେଇଟା ମୁଁ କହିବା କଥା। ଯଦି ଫିଲ୍ କରୁଛନ୍ତି ଠାକୁରଙ୍କ ପାଇଁ ପ୍ରାର୍ଥନା କରନ୍ତୁ, ଆଚାର୍ଯ୍ୟଙ୍କୁ କେମିତି କଷ୍ଟ ନ ହଉ, ସେ ଆପଣଙ୍କୁ ପ୍ରତିଷ୍ଠା କରିବା ପାଇଁ ଚିର ଜାଗ୍ରତ, ସାରା ବିଶ୍ୱବାସୀଙ୍କୁ କିନ୍ତୁ ଆପଣଙ୍କ ଧାରାରେ ଜମା ପାଇଁ ଯେମିତି ଚିର ଜାଗ୍ରତ ଯେମିତି ଲାଗିଛନ୍ତି। ମୋ ଭିତରେ ସେଇ କିଛି ପ୍ରତିଭା ଆଚାର୍ଯ୍ୟଦେବଙ୍କ ପାଖେ ପ୍ରାର୍ଥନା କରନ୍ତୁ। ଆମେ ଠାକୁର ହବାକୁ ଚେଷ୍ଟା କରିବାନି, ଆମେ ଆଚାର୍ଯ୍ୟଦେବ ହବାକୁ ଚେଷ୍ଟା କରିବାନି, ଆମେ ତାଙ୍କର ଗୁଣ ଗୁଡିକୁ ଅନୁସରଣ କରିବା। ସେ କିଭଳି କାମ କରୁଛନ୍ତି ଆମ ଭିତରେ ସେଭଳି ପ୍ରତିଭା ସୃଷ୍ଟି ହଉ। ଆମେ କହିବା ଯେ ମୁଁ ଆଚାର୍ଯ୍ୟଦେବ ହେଇଛି, ସେ ଯେମିତି ଚାବିଚାଣ୍ଡା ରହୁଛନ୍ତି, ସେବେ କେବେ ଭାବିବେନି କି ମୁଁ ଠାକୁର ହେଇଛି। ସେଟା ଭାବୁନା, ନା ସେଟା ଦାଦା ଭାବୁନି, ମୁଁ କହୁଛି କଷ୍ଟ ହଉଥିବ ନା ଦାଦା, ଦିଏ ଦାଦାଙ୍କୁ ତାଙ୍କୁ ବି କଷ୍ଟ ହଉଛି, ଆମର ଦୁଃଖ କଷ୍ଟ ସିଏ ନିଅନ୍ତି। ଯେତେବେଳେ ଆପଣ ଯାଉଛନ୍ତି ରୋଗ ବ୍ୟାଧି ନେଇକି, ମୋ ରୋଗ ଯନ୍ତ୍ରଣା ହଉଛି, ତାଙ୍କ ଦର୍ଶନ ପରେ ଆପଣଙ୍କ ରୋଗ କମି ଯାଉଛି ନା ନାଇଁ? ଆଜ୍ଞା କମି ଦାଦା। ଯାଉଛି। ଆପଣଙ୍କ ରୋଗକୁ ସେ ନେଇଯାଆନ୍ତି, ଆପଣଙ୍କ କଷ୍ଟକୁ ସେ ନେଇଯାଆନ୍ତି, ଆପଣଙ୍କ ଯନ୍ତ୍ରଣାକୁ ସେ ନେଇଯାଆନ୍ତି, କିନ୍ତୁ ଆମକୁ ସେ ସବୁବେଳେ ମୁକ୍ତ କରିଥାନ୍ତି। ସେ ନିଜେ କଷ୍ଟ ସହନ୍ତି। ମୋର ଭକ୍ତମାନେ କେମିତି ସବୁବେଳେ ସୁଖରେ ଶାନ୍ତିରେ ଆନନ୍ଦରେ ରୁହନ୍ତି। ସେ ଭକ୍ତମାନଙ୍କର ସୁଖ ଶାନ୍ତି ପାଇଁ ଆନନ୍ଦ ପାଇଁ ସେ ଆସିଛନ୍ତି, ଆମମାନଙ୍କୁ ଭଲ ମଣିଷ କରିବା ପାଇଁ, ଆମମାନଙ୍କ ରୋଗ ଯନ୍ତ୍ରଣାକୁ ନେବା ପାଇଁ, ଆମମାନଙ୍କୁ ସବୁବେଳେ ସେଇ ରୋଗ ନହେବା ପାଇଁ ବାଟ ବତଉଛନ୍ତି। କଣ କଲେ, କେମିତି ଚାଲିଲେ, କେମିତି ପଥର ଗଲେ ତମ ଦାରିଦ୍ରତା ଯିବ, ତୁମେ କେମିତି ରୋଗମୁକ୍ତ ହବ, ତୁମେ କେମିତି ଭଲ ମଣିଷ ହବ, ତୁମେ କେମିତି ଦେବତାରେ ରୂପାନ୍ତରିତ ହବ, ସେଇ ଜିନିଷ ଗୁଡିକୁ ସେ ନିଜେ ଆଚରଣରେ ଆମକୁ ଦେଖେଇ ଦଉଛନ୍ତି। ସେ ଆଚରଣ ସିଦ୍ଧ ବୋଲି ତ ଆଚାର୍ଯ୍ୟ। ତାଙ୍କର ପ୍ରତ୍ୟେକ ଆଚରଣ, କହିବା, କରିବା, ବୋଲିବା, ଚାଲିବା, ଲୁଗା ପିନ୍ଧିବା, ବସିବା, ତାଙ୍କର ପ୍ରତ୍ୟେକ ଜିନିଷ ଗୁଡେ ଦେଖନ୍ତୁ କେମିତି ଆମ ଉପରେ ଗୋଟେ ଆକୃଷ୍ଟ, ଆମେ ତାଙ୍କ ପ୍ରତି ଆକୃଷ୍ଟତା ଆସୁଛି, ଆମେ କେମିତି ଆନନ୍ଦିତ ହଉଛେ। ଯୋଉ କଥାଟା ଦେଖନ୍ତୁ, ଆମେ ମାନେ ଆଜି ଜାଣିକି ଆମେ କେମିତି ଭଲ ପାଉଛେ ତାଙ୍କୁ। ଆମେ ଏଠି ଗୋଟିଏ ମିନିଟ, ବର୍ତ୍ତମାନ ରମାକାନ୍ତ ଭାଇ ଫୋନ କଲେଣି। ଆଉ ରମାକାନ୍ତ ଭାଇ କଣ କହିବେ? ରମାକାନ୍ତ ଭାଇ ଆଜ୍ଞା, ନାଇଁ କନକ୍ଲୁଡ କରିନି, ଆପଣ ଆସନ୍ତୁ ଟିକେ କହିଦେବେ, ଆସନ୍ତୁ। ଜଗତସିଂହପୁର ସତ୍ସଙ୍ଗ ବିହାରକୁ ଯିବା, ଆଜି ଆଚାର୍ଯ୍ୟଙ୍କ ଜନ୍ମଦିନ ପାଇଁ ଇଏ ଅଛି ତ, ସେଇଥିପାଇଁ ମୁଁ ଖାଲି ଜଣେଇଦେଉଛି। ହଉ, ସନ୍ଧ୍ୟାବେଳେ ଜଗତସିଂହପୁର ଯିବା। ହଉ ଠିକ ଅଛି, ଜୟ ଗୁରୁ, ଜୟ ଗୁରୁ। ହଁ, ଜୟ ଗୁରୁ। ହଉ ଠିକ ଅଛି। ଭାଇ ମୁଁ କହିବେ ବିଷୟରେ ଯାହା ସୁନ୍ଦର ଆଜି, ଆଉ ବହୁତ ବଢିଆ କଥା, ବଢିଆ କ୍ୱେଶ୍ଚିନ୍ ଟା ବି ପଚାରିଥିଲେ ମମତା ପାଲମା, ଯେ ଯାହା ହଉ ତାଙ୍କ ଭିତରେ ଗୋଟେ ଭଲ ଜ୍ଞାନ ଆସିଛି ଯେ ଆଚାର୍ଯ୍ୟଦେବ କେତେ କଷ୍ଟ କରୁଛନ୍ତି, କେତେବେଳେ ଶୋଉଛନ୍ତି, କେତେବେଳେ ଖାଉଛନ୍ତି, ଠାକୁରଙ୍କୁ ପ୍ରତିଷ୍ଠା କରିବା ପାଇଁ, ଆମ ମାନଙ୍କୁ ଏଇ ତାଙ୍କରି ପଥରେ ପଥିକ କରିବା ପାଇଁ। ଯେମିତି ବର୍ତ୍ତମାନ ଆଜିର ଯୋଉ ବିଷୟ ଥିଲା ସତ୍ସଙ୍ଗ ଆନ୍ଦୋଳନ, ସତ୍ସଙ୍ଗ ଆନ୍ଦୋଳନରେ ଆଚାର୍ଯ୍ୟଦେବଙ୍କର ଭୂମିକା ଦେଖୁନାହାନ୍ତି, କେମିତି ଭୂମିକା, କେତେ କଣ ହେଇଛି ତାଙ୍କ ପିରିୟଡ ଭିତରେ। ଦେଖନ୍ତୁ କେତେ ଡେଭଲପ ହେଇଛି, ଯାହା ଯାହା ଅତୀତରେ ହେଇନି ବର୍ତ୍ତମାନ ସେ ଗୋଟେ ପିଢି ପରେ କେତେ ଅପଡେଟ ହଉଛି। କୋଉ ଭଳି ବର୍ତ୍ତମାନ କୋଉ ସ୍ପିଡରେ ସତ୍ସଙ୍ଗ ଚାଲିଛି, ଆଗରୁ ଯୋଉ ସ୍ପିଡରେ ଥିଲା, ଆଗରୁ ଦେଖିବେ ଯୋଉଭଳି ଟେକ୍ନୋଲୋଜି ଆସୁଥିଲା, ଗୋଟିଏ ମୋଟରସାଇକେଲ କୋଉ ସ୍ପିଡରେ ଯାଉଥିଲା, କେତେ କଣ ତାର ଫିଚର ଥିଲା, ବର୍ତ୍ତମାନ କୋଉ ଭଳି ଫିଚର, ଯେମିତି ବୁଝଉଥିଲେ ମୋବାଇଲରେ କଣ ଫିଚର ଥିଲା, ଆମେ ଖାଲି କଲ୍ କରୁଥିଲୁ, ଏବେ ମୋବାଇଲରେ କେତେ ଫିଚର ଆସିଲାଣି। ବର୍ତ୍ତମାନ ଆଚାର୍ଯ୍ୟଦେବ ବର୍ତ୍ତମାନ ଯୁଗ ଉପଯୋଗୀ ସମାଜରେ ଯେଭଳି ସାଇଣ୍ଟିଫିକ ଡେଭଲପମେଣ୍ଟ ହେଇଛି, ସୋସିଆଲ ଡେଭଲପମେଣ୍ଟ ହେଇଛି, ଇକୋନୋମିକ ଡେଭଲପମେଣ୍ଟ ହେଇଛି, ଅଲ୍ ଟାଇପ ଅଫ ଡେଭଲପମେଣ୍ଟ ଇନ୍ ଆୱାର ସୋସାଇଟି, ତାକୁ ସବୁକୁ ବେସ୍ କରିକି ଯୁବପିଢିକି ଆଗେଇ ନେବା ପାଇଁ, ଦାରିଦ୍ରତା ଦୂରୀଭୂତ କରିବା ପାଇଁ, ସମସ୍ତଙ୍କୁ ଭିତରେ ଈଶ୍ୱରୀୟ ଭାବ ଜାଗ୍ରତ କରିବା ପାଇଁ ଯୋଉଭଳି ଚେଷ୍ଟିତ, ଆମେ ସେଥିରୁ ଅନୁସରଣ କରିବା ଯେ ଆମେ କିଭଳି ଆଚାର୍ଯ୍ୟଦେବ ଯୋଉଭଳି ଲାଗିଛନ୍ତି, ଆମେ ଯଦି ପ୍ରଭୁଙ୍କୁ ସେଭଳି ଭଲ ପାଇବା, ଆମ ଭିତରେ ମଧ୍ୟ ସେଭଳି ଚରିତ୍ର ସୃଷ୍ଟି ହେଇଯିବ। ଆମେ ମଧ୍ୟ ସେଭଳି ଜଣେ ଜଣେ ମଣିଷ ହବା, ଆଚାର୍ଯ୍ୟଦେବ ଦେଖିକି ଖୁସି ହେବେ, ଯାହା ହଉ ମୋ ରଙ୍ଗ ଆଙ୍କ ଭିତରେ ସମ୍ପୂର୍ଣ୍ଣ ବୋଳି ହେଇଯାଇଛି, ଆଉ ମୋ ରଙ୍ଗରେ ଏମାନେ ସମସ୍ତେ ରଙ୍ଗୀନ ହେଇଯାଇଛନ୍ତି, ଏତେ ଖୁସି ହେବେ। ଆଉ ସେଇ ପର୍ଯ୍ୟନ୍ତ ଆମେ ତାଙ୍କର ସେଇଭଳି ଚରିତ୍ରକୁ ଯଦି ଆମେ ଦେଖୁଛେ, ଜାଣୁଛେ, ଶୁଣୁଛେ, ଯଦି ଆମ ଜୀବନ ଭିତରେ, ଆମର ବାସ୍ତବ ଜୀବନ ଭିତରେ ଯାହା ଉପଲବ୍ଧି ହଉନାହିଁ, ସେ ପର୍ଯ୍ୟନ୍ତ ଆଚାର୍ଯ୍ୟଦେବ ଖୁସି ହଉନାହାନ୍ତି। ବା ଆମେ ତାଙ୍କ ଜନ୍ମଦିନ ପାଳନ କଲେ ଯେ ସେ ଖୁସି ହେଇଯିବେ, ସେ ଆମେ ପାଳନ କରୁଛୁ, ଆମେ ଆନନ୍ଦିତ ହଉଛୁ, କିନ୍ତୁ ଆମେ ଖୁସି ହଉଛୁ, ତାଙ୍କର କଥା କହୁଛୁ, ତାଙ୍କର ଗୁଣଗାନ କରୁଛୁ, ପ୍ରଭୁଙ୍କର କଥା କହୁଛୁ, କିନ୍ତୁ ବାସ୍ତବରେ
ଯଦି ତାଙ୍କ ରଙ୍ଗରେ ଆମେ ରଙ୍ଗିନୀ ହେଇନେ, ଆମର ଚରିତ୍ରର ପରିବର୍ତ୍ତନ ହେଇନି, ଆମର ଭାବର ପରିବର୍ତ୍ତନ ହେଇନି, ଆମର ଚିନ୍ତାର ପରିବର୍ତ୍ତନ ହେଇନି, ସେ ପର୍ଯ୍ୟନ୍ତ ସେ ପ୍ରକୃତରେ ଖୁସି ହେଇନାହାନ୍ତି। ଆମେ ଯଦି ପ୍ରକୃତ ତାଙ୍କୁ ଭଲ ପାଉ, ତାଙ୍କ ଚରିତ୍ରକୁ ଅନୁସରଣ କରୁ, ଆମେ ତାଙ୍କ କଥା ଭାବୁ ଯେ ସେ କେତେ କଷ୍ଟ ଭୋଗନ୍ତି, କେତେ କଷ୍ଟ କରୁଛନ୍ତି, କେତେବେଳେ ଶୁଅନ୍ତି, କେତେବେଳେ ଖାଆନ୍ତି। ଆମେ କଣ ଠାକୁରଙ୍କ ପ୍ରତି ସେଭଳି ଭାବୁଛୁ? କାହିଁକି ସେ ଠାକୁରଙ୍କୁ ଏତେ ଭଲ ପାଉଛନ୍ତି ବୋଲି ତାଙ୍କ ଭିତରେ ଚରିତ୍ର ହେଇଛି। ଠାକୁରଙ୍କୁ ନେଇକି ତ ତାଙ୍କ ଚରିତ୍ର, ଆମ ଚରିତ୍ର କାହିଁ ହଉନି? ଆମେ ଠାକୁରଙ୍କ ଭିତରେ, ଆମ ଭିତରେ ସେଭଳି ଭଲ ପାଇବା ନାହିଁ। ଆମେ ଏପର୍ଯ୍ୟନ୍ତ ଆମ ବାପା ମାଙ୍କୁ ଭଲ ପାଇପାରିନୁ, ଆମ ପିଲାମାନଙ୍କୁ ଭଲ ପାଇପାରୁନୁ, ଆତ୍ମୀୟ ସ୍ୱଜନ ମାନଙ୍କୁ ଭଲ ପାଇପାରୁନୁ। ତେଣୁ ଆମେ ଭିତରେ କଣ ଲାକୁନା ରହିଛି ଯେ ଆମେ ଭିତରେ ସେଭଳି ପ୍ରତିଭା ସୃଷ୍ଟି ହଉନାହିଁ। ତେଣୁ ଆମକୁ ସେଇ ପ୍ରତିଭା ସୃଷ୍ଟି କରିବାକୁ ହେଲେ ଆମେ ମାନେ ନିଶ୍ଚିତ ଆଗେଇବା। ଆମେ ସେଇ ପ୍ରଭୁଙ୍କୁ ଅନୁସରଣ କରିବା, ପ୍ରଭୁଙ୍କର ବିଧିବିଧାନକୁ ଯେତେ ଅନୁସରଣ କରିବା, ପ୍ରଭୁଙ୍କ ନେଇକି ଚାଲିବା, ସେତେ ଆଚାର୍ଯ୍ୟଦେବ ଖୁସି ହେବେ। ଆଚାର୍ଯ୍ୟଦେବ ଚାହାନ୍ତି ପ୍ରଭୁଙ୍କୁ ପ୍ରତିଷ୍ଠା କରିବାକୁ। ନିଜ କଥା କିଛି କହନ୍ତି, ଠାକୁର କଣ କହିଛନ୍ତି, ଠାକୁର କଣ କହିଛନ୍ତି କରିବା ପାଇଁ, ତାଙ୍କର ବିଧିବିଧାନ କଣ ଅଛି, କଣ ସବୁ ପାଇଁକା ସେଇଆକୁ ସେ ମାନେ ବାସ୍ତବାୟିତ କରୁଛନ୍ତି, ଦେଖାଉଛନ୍ତି, ଡେମନଷ୍ଟ୍ରେଟ କରୁଛନ୍ତି। ପରମାନେଣ୍ଟ ଡେମନଷ୍ଟ୍ରେଟର ନା, ଡେମନଷ୍ଟ୍ରେଟର କଲେଜ ଡେମନଷ୍ଟ୍ରେଟର ଗୋଟେ ମିନିଟ୍ ପାଇଁ ଆସିଲେ ତାଙ୍କ ଚରିତ୍ର ଗୋଟେ ଆଡେ ଡେମନଷ୍ଟ୍ରେଟ ଗୋଟେ ଆଡେ, ସିଏ ନୁହନ୍ତି, ସେ ହୁଅନ୍ତି ସ୍ପିରିଚୁଆଲ ଡେମନଷ୍ଟ୍ରେଟର, ସେ ହୁଅନ୍ତି ବାସ୍ତବ ଡେମନଷ୍ଟ୍ରେଟର, ଯୋଉଗୁଡିକି ତାଙ୍କର ପ୍ରତ୍ୟେକ ଚରିତ୍ରରେ ଆମେ ପ୍ରଭୁଙ୍କୁ ଉପଲବ୍ଧି କରୁଛୁ, ଆଚାର୍ଯ୍ୟଦେବଙ୍କୁ ଉପଲବ୍ଧି କରୁଛୁ। ଆମ ଜୀବନ ଭିତରେ କଣ ମଇଳା ଅଛି, ଆବର୍ଜନା ଅଛି, କଣ ବଙ୍କା ଟଙ୍କା ଅଛି, ତାକୁ ମଧ୍ୟ ସଜାଡି ପାରୁଛୁ। ସିଏ ଆମକୁ ସଜାଡୁଛନ୍ତି, ବତଉଛନ୍ତି, ଶିଖଉଛନ୍ତି, ହାତ ଧରି ଚଲଉଛନ୍ତି ଏବଂ ଆମର ଯେତେ ସମସ୍ୟାକୁ ସମାଧାନ କରୁଛନ୍ତି। ସେ ହିଁ ଆଚାର୍ଯ୍ୟଦେବ, ଯିଏକି ପରମ ପିତାଙ୍କର ଯୋଗ୍ୟ ସନ୍ତାନ, ଯିଏକି ତାଙ୍କର ରେତଜାତ ସନ୍ତାନ। ସେ ହିଁ ଯୁଗ ଯୁଗ ଧରି ପରମ ପିତାଙ୍କୁ ପ୍ରତିଷ୍ଠା କରି ଚାଲିଥିବେ, ପରମ ପିତାଙ୍କ ଧାରାକୁ ଆଦର୍ଶକୁ ଧରି ରଖିଥିବେ ଏବଂ ଚାଲୁଥିବେ। ସେଇ ଧାରାରେ ମଧ୍ୟ ଆମେ ସେ ଅମୃତର ଧାରାରେ ପଥିକ ହେଇ ଚାଲିଥିବା, ସେଇ ସ୍ରୋତରେ ଆମେ ସାମିଲ ହେଇ ସେଇ ମହାସାଗରରେ ବା ସେଇ ପରମ ପିତା ବା ସେ ପରମାତ୍ମା ସହିତ ଆମର ମିଳନ ହେବ। ସୁନ୍ଦର ଭାବରେ ଆଜି ଆଲୋଚନା ହେଇଛି। ଆଉ ତ କେହି ଆଲୋଚନା ନାହାନ୍ତି, ମମତା ମା ନିଶ୍ଚିତ ବୁଝିପାରିଥିବେ। ଆଉ କିଛି ଅଛି ଆଜ୍ଞା କି ଦାଦା। ଆପଣଙ୍କର ପ୍ରଶ୍ନ? କିଛି ନାହିଁ। ଆଉ ଯୋଉ ନା ଭାଇ ଓ ମା ଦାଦା, ମାନେ କାହାର ଆପଣ ଏତେ ସୁନ୍ଦର ବୁଝେଇଦେଲେ ଆଉ ଆମେ ଆଉ କଣ ପ୍ରଶ୍ନ ରହିବ? ନାଇଁ ନାଇଁ, ଆଜ୍ଞା ଯାହା ଥିଲା ମୁଁ କହୁଛି, ମୁଁ କିଛି ବୁଝୁନି, ତାଙ୍କ କଥା ସିଏ କୁହନ୍ତି, ଆମେ କିଛି କହୁନୁ, ଆମେ ନିମିତ୍ତ ମୂର୍ଖ, ଆମେ କିଛି ନଥାଏ। ଆମେ ତାଙ୍କ ଦୟା ନହେଲେ ଆମ ପାଟି ଖୋଲିବନି, ଆମ କାନକୁ ଶୁଭିବନି, ଆମେ ଦେଖିପାରିବାନି, ଆମେ ଖାଇପାରିବାନି, ଆମେ ଚାଲି ପାରିବାନି, ସବୁ ତାଙ୍କର ଦୟା ରହେ। ଯିଏ ସେତିକି ତାଙ୍କୁ ବିଶ୍ୱାସ କରେ, ସିଏ ସବୁ କିଛି ତାଙ୍କର ଦୟାକୁ ଉପଲବ୍ଧି କରିପାରିବ। ଆଉ କୋଉ ଭାଇ ଓ ମା ମାନଙ୍କର କିଛି ବ୍ୟକ୍ତିଗତ ପ୍ରଶ୍ନ ଅଛି କି? ଆମର ବିଶ୍ୱରଞ୍ଜନ ଭାଇ ଅଛନ୍ତି, ଗୋଟିଏ ମିନିଟ୍ ଭିତରେ ଆମେ ନେଇଛୁ, 2 ମିନିଟ୍ ଭିତରେ। କାହାର କିଛି ପ୍ରଶ୍ନ ରହିଛି, ହାତ ଟେକି ପାରିନାହାନ୍ତି, ଯଦି ଅଡିଓ ଅନ୍ କରିକି ପ୍ରଶ୍ନ ପଚାରି ପାରନ୍ତି, ମୁଁ ଅଡିଓ ଅପସନ ଦେଇଛି। ହ୍ୟାଲୋ ହ୍ୟାଲୋ, କିଛି ନାହିଁ, ଠିକ ଅଛି। ଆଜିର କାର୍ଯ୍ୟକ୍ରମକୁ ଆମେ ଏଠି ସମାପ୍ତ କରିବା। ବହୁତ ବହୁତ ଧନ୍ୟବାଦ। ଆମର ଆଜିର ଅତିଥି ବକ୍ତା ଥିଲେ ଶ୍ରୀଯୁକ୍ତ ବିଶ୍ୱରଞ୍ଜନ ଶତପଥୀ ଦାଦା ଅଧୀର୍ଯ୍ୟ ସତ୍ସଙ୍ଗ କେନ୍ଦ୍ର ଗମାରି